नमस्कार टीपू सुल्तान, आपका बहुत बहुत स्वागत क्रिकेट वाणी इंस्टाग्राम लाइव शो में। थैंक यू। सबसे पहले आप कैसे हैं, थोड़ा सा हमारे दर्शकों को बताइए। हाँ, मैं बिल्कुल ठीक हूँ अभी। ऑफ सीजन और एक नया सीजन का तैयारी कैसा चल रहा है? हाँ, तैयारी अभी अच्छा चल रहा है। जिम भी ज्वाइन किया है, एजिलिटी वगैरह चल रहा है, मोबिलिटी फ्लेक्सिबिलिटी सब का वर्कआउट चल रहा है, डाइट भी थोड़ा चल रहा है। सारे जो यंगस्टर है मैं भी उनको बोलूंगा कि आप इतना महीना आप अगर खेलते हैं, ज्यादा दूर तक जाते हैं, ट्रैवलिंग बहुत ज्यादा होगा, आप कुछ भी खाते हैं, अनाप शनाप कोल्ड ड्रिंक वगैरह सब खाते रहते हैं, तो एटलीस्ट जो ऑफ सीजन में आप रहते हैं घर पे, कम से कम घर का खाना खाएं, क्लीन डाइट खाएं, चिकन अंडा वगैरह खाएं, जो वेजिटेरियन है पनीर वगैरह खाएं और हेल्दी रहे। जी तो क्या है ना, जो आपको आपका परफॉर्मेंस में थोड़ा पुश मिलेगा आपको। जी बिल्कुल। एक बहुत बढ़िया मैसेज आपने हमारे यूथ को दिया है ये शुरुआती दौर में। ଆମର ଦର୍ଶକ ବନ୍ଧୁ ମାନେ କହୁଛନ୍ତି କି ଓଡିଆରେ ଆମେ ଶୋ କୁ ଆଗେଇ ନବା, ତ ଆପଣ କମ୍ଫର୍ଟେବୁଲ ଅଛନ୍ତି ଆମେ ଟିକେ ଓଡିଆରେ ଆଗେଇ ନବା ଶୋ କୁ? ତ ପ୍ରଥମ କ୍ୱେଶ୍ଚିନ୍ ଟିପୁ ସୁଲତାନ ଆପଣଙ୍କ ସାମ୍ନାରେ। टीपू सुल्तान एक्चुअली कोठू आसंती भद्रक डिस्ट्रिक्ट रे आपन घर, किंतु आपण कोठू आसंती, आपण गाँ ना कौन टिके आपण आइडेंटिफाई क्लियर करिवे प्लीज। मो गाँ है भद्रक। मो भद्रक मटेल छक शाहपुर आम गाँ ना। हम्म आउ हम्म हम्म आमर बन छकरू जस्ट हाफ किलोमीटर आम घर हम, ओवर ब्रिज हम्म क्रॉस कले। ओके। क्वालिफिकेशन कौन रही, को जाए पाठ पढ़ी आपण? मोर 2016 रे थिला बीकॉम पास आउट थिली मु। तापरे हम्म। मु स्टडी पर ज्यादा बेसी मोर फोकस ना थाए, मु स्पोर्ट्स ऊपर बेसी चली गली, तो स्टडी एबे करूनी, तो मु क्रिकेट ऊपर ही फोकस करूची। तो केमती कौन स्टार्ट हेतला ये क्रिकेट सफर, केमती स्टार्ट हेतला, केबे ठारू स्टार्ट हेतला, केबे आपन को लागिला कि नाही मते क्रिकेट खेलिबा दरकार, मु क्रिकेट पाई ही बनीची? 2010 रु माने क्रिकेट तो खेलुଥିଲି ଯେତେବେଳେ पंचम षष्ठ श्रेणी ଥିଲି ସେତେବେଳୁ ଖେଳୁଥିଲି। ଆମ ବଡ ଭାଇ ମାନେ ଖେଳୁଥିଲେ, ମାମୁଁ ଦାଦା ଚାଚା ସବୁ ସେମାନେ ଖେଳୁଥିଲେ, ତାଙ୍କୁ ଦେଖି ଇନ୍ସପାୟାର ହଉଥିଲି କି ଏମାନେ ଖେଳୁଛନ୍ତି, ମୁଁ ବି ଟିକେ ଖେଳିବି, ଭଲ ଲାଗୁଛି। ତାଙ୍କଠୁ हाँ हाँ हाँ। ବ୍ୟାଟିଂ ଶିଖୁଥିଲି। ବ୍ୟାଟିଂ ଦେଖୁ ଦେଖୁ ତାପରେ ମୁଁ 2010-11-12 ରେ ନିଜେ ପ୍ରାକ୍ଟିସ କରିକି ଗୋଟେ କଟର ବଲ୍ ଟ୍ରାଏ କରିଥିଲି, ଯେହେତୁ ମୁଁ ସାନ ବେଳୁ ଦେଖୁଛି ସେମାନେ ସମସ୍ତେ ଖେଳୁଛନ୍ତି, ଚୋକିଂ କ୍ରିକେଟ ଖେଳୁଛନ୍ତି, ତ ମୁଁ ବି ଦେଖିଲି ଯଦି ସାନ ବେଳୁ ଫେୟାର କ୍ରିକେଟ ଦେଖିଥାନ୍ତି, ଅବଭିୟସଲି ଏବେ ରାଉଣ୍ଡ ଆମ୍ ବୋଲିଂ କରିଥାନ୍ତି। ତ ଯେହେତୁ ମୁଁ ସାନ ବେଳୁ କ୍ରିକେଟ ଦେଖିଛି ଚୋକିଂ, ତ ମୁଁ ସେଇ ହିସାବରେ ମୁଁ କଟର ବୋଲିଂ ଶିଖିଥିଲି 2010 ରୁ। ସେଇଠୁ ମୋ କ୍ରିକେଟ ଜର୍ଣ୍ଣି ଷ୍ଟାର୍ଟ ହେଇଥିଲା। ଆଉ 2010-11 ମସିହା ଭିତରେ ଗୋଟେ ଟୁର୍ଣ୍ଣାମେଣ୍ଟ ହେଇଥିଲା ଆମର ପୂର୍ଣ୍ଣା ବଜାରରେ। ସେଇଠି ଆମର ଆପଣ हम्म। ଚିହ୍ନିଥିବେ ଧୋନି ଯୋଉ ଭାଇ ଅଛନ୍ତି, ଯୋଉ କଳିଙ୍ଗ କପ୍ ଯୋଉ ଆୟୋଜିତ କରୁଛନ୍ତି, हाँ हाँ ସିଏ हाँ ଯାଇଥିଲେ हाँ। ସେ ଟୁର୍ଣ୍ଣାମେଣ୍ଟ, ସିଏ ଆମ ଏଗେନଷ୍ଟ ଥିଲେ। ସେଠି ଦରକାର ଥିଲା 5 ଓଭରରୁ 76 ରନ୍। ତ ମୁଁ ଏଜ ଅ ବୋଲର ଖେଳୁଥିଲି, କିନ୍ତୁ ମୁଁ 8 ଡାଉନ ରେ ଯାଇଥିଲି ବ୍ୟାଟିଂ, ଆଉ ମୁଁ 5 ଓଭରରେ हाँ ଫିନିଶ କରିଦେଇଥିଲି ସେ 76 ରନ୍। ତ ସେଇଠୁ ମୁଁ ଟିକେ ହାଇଲାଇଟ ହେଇଥିଲି ଆମ ଭଦ୍ରକ ଏରିଆରେ। ସେଇଠୁ ଟିକେ ଟିକେ ବାହାରକୁ ଟୁର୍ଣ୍ଣାମେଣ୍ଟ ବି ଖେଳିବାକୁ ଗଲି ମୋ ମାମୁଁ ସହିତ, ଯାହା ନା କ୍ୟାସ୍ ସଲିମ, ଏମାନେ ମତେ ନେଇକି हाँ। ଗଲେ ବାହାରକୁ ଖେଳିବା ପାଇଁ। ସେଇଠୁ ଟିକେ ଟିକେ ଷ୍ଟାର୍ଟ ହେଲା କ୍ରିକେଟ ଜର୍ଣ୍ଣି। ओके। देन इमेज 11 सहित केबे देखा साक्षात हला, केबे इमेज 11 सहित आपण जोड़ी हेले? ସେଇ ବର୍ଷ ପରେ ଇମେଜ 11 2011 ରୁ ମୁଁ ଆକାଶ ପାତ୍ର, ମୋର ଯୋଉ ଭାଇ ଅଛି, ମୁଁ ତ ବହୁତ हम्म। ମାନେ। ଆଉ ତାଙ୍କର ଦେଖା ହେଇଥିଲା ଗୋଟେ ଟୁର୍ଣ୍ଣାମେଣ୍ଟ ରେ, ଯିଏ ମତେ ଡାକିଥିଲେ, କହିଲେ ଏଗେନ୍ଷ୍ଟ ଟିମ ରେ ଆକାଶ ପାତ୍ର ବୋଲି ଗୋଟେ ପିଲା ହେଇଛି, ସେ ଭଲ ବ୍ୟାଟିଂ କରେ। ତ ମୁଁ ସେତେ ଟାଇମ ରେ ଟିକେ ପିକ୍ ଫର୍ମ ରେ ବୋଲିଂ ବି କରୁଥିଲି, ନୂଆ ନୂଆ ସେତେବେଳେ କଟକ କେହି ଜାଣିନଥିଲେ ଭଦ୍ରକ एरिया ରେ। ତ ସେ ଟାଇମରେ ମୁଁ ବହୁତ କନଫିଡେନ୍ସ ଥିଲି, ମୁଁ କହିଲି ଠିକ ଅଛି ମୁଁ ପକେଇବି। ଆଉ ମୁଁ ପକେଇକି ତାଙ୍କୁ ଆଉଟ କରିଥିଲି, ସେଠି ଗୋଟେ ବଲ୍ ଫାଷ୍ଟ ବଲ ରେ ଆଉଟ କରିଥିଲି ଆକାଶ ଭାଇକୁ। ତାପରେ हाँ हाँ। ବହୁତ ଜାଗାରେ ଏମିତି ଖେଳିଲି, ତାଙ୍କୁ ଆଉଟ କଲି। ତାପରେ ଆକାଶ ଭାଇ ମତେ କଣ୍ଟାକ୍ଟ କରିଥିଲେ କି ଆସ ଆମ ଇମେଜ 11 କୁ ଜଏନ କର, ଆମ ଗୋଟେ ଭଲ ଟିମ୍ ଅଛି। ମୁଁ ବି ଜାଣି ସାରିଥିଲି ଇମେଜ 11 ଗୋଟେ ଭଲ ଟିମ୍ ଅଛି ବୋଲି। ତାପରେ ଆକାଶ ଭାଇ ମତେ ଇନଭାଇଟ କରିଥିଲା ଗୋଟେ ମ୍ୟାଚ ରେ, ମୁଁ ଯାଇଥିଲି। ओके। 2010 ଆଉ 2026 गोटे
ଲମ୍ବା କ୍ୟାରିୟର ରହିଛି ଆପଣଙ୍କର ଆ ଭିତରେ ଡିଫରେନ୍ସ କଣ ଆପଣ ଦେଖିଛନ୍ତି କି 2010 ର କ୍ରିକେଟ ଆଉ 2026 ର କ୍ରିକେଟ ଆ ଭିତରେ ଫରକ କଣ ଆପଣଙ୍କୁ ନଜର ଆସିଛି? ଫରକ ତ ଆସିଛି, ଯେତେବେଳେ ଦେଖୁଥିଲି 2010ରୁ ଆମେ ଖେଳୁଥିଲୁ ଯୋଉ ଲୋକ, ସେତେବେଳେ ଗ୍ରାଉଣ୍ଡ ରେ ହିଁ ଯୋଉ ଲୋକ ଥିବେ ସେମାନେ କ୍ରିକେଟ ଦେଖନ୍ତି। କିନ୍ତୁ ହୁଁ 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 2026 ପର୍ଯ୍ୟନ୍ତ ଯୋଉ କ୍ରିକେଟ ଆଇଲାନି, ଆପଣ ଯୋଉ ଲାଇଭ କଲେ ମଝିରେ, ତା ଦ୍ଵାରା ୟୁଟ୍ୟୁବ ଦ୍ଵାରା ଯୋଉ କ୍ରାଉଡ ଅଛି ସେ ହୁଁ ହୁଁ ବହୁତ ହୁଁ ବଢିଗଲା। ଯେହେତୁ ତାଙ୍କର ହୁଁ କ୍ରିକେଟର ଇଣ୍ଟରେଷ୍ଟ ବି ବହୁତ ବଢିଲା। ଲୋକମାନେ ଜବ୍ କରୁଛନ୍ତି, ଷ୍ଟଡି କରୁଛନ୍ତି, ଘର କାମ ବି କରୁଛନ୍ତି, ସେଥିରେ ବସିକି ବି ଘରେ ବସିକି କ୍ରିକେଟ ଦେଖି ପାରୁଛନ୍ତି ବାହାରୁ ବାହାରୁ। ତ ହୁଁ କ୍ରିକେଟ ହୁଁ 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 ଏବେ ବହୁତ ହାଇ ଲେଭେଲ କୁ ପଳେଇଲାଣି। ଓକେ, ଯେମିତି କ୍ରିକେଟ ହାଇ ଲେବୁଲ କୁ ଯାଉଛି ସେମିତି ପ୍ଲେୟାର ମାନଙ୍କ ଠାରୁ ମାନେ ଏକ୍ସପେକ୍ଟ ବି ଅଧିକା କରାଯାଉଛି କି ପ୍ଲେୟାର ମାନେ ଡିସିପ୍ଲିନ ବି ରଖନ୍ତୁ, ପ୍ଲେୟାର ମାନେ ଭଲ ଖେଳନ୍ତୁ ବି, ପ୍ଲେୟାର ମାନେ ତାଙ୍କର ଗୋଟେ ନିଜର ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି କରନ୍ତୁ। ଆଉ ଏଇଟା ହେଇଛି ଗତ 2-3 ବର୍ଷ ଯଦି ଆମେ ଦେଖିବା ଯୋଉ ଟାଇପ ର ଟେନିସ କ୍ରିକେଟ ରାଇଜ କରିଛି। ଆମେ ଏଇ ସିଜନ ରେ ଆମେ 2ଟି ୱେଷ୍ଟ ବେଙ୍ଗଲ ପ୍ଲେୟାର କୁ ପାଇଥିଲୁ, ଆଉ ଆପଣ ବି ୱେଷ୍ଟ ବେଙ୍ଗଲ ରେ ଯାଇକି ବହୁତ ସାରା କ୍ରିକେଟ ଖେଳିଛନ୍ତି। ଟିପୁ ସୁଲତାନ ଏଇଟା ଟିକେ ଆପଣ ଭାବିଚିନ୍ତି କି ଆନ୍ସର ଦେବେ କି ଓଡିଶା ଟେନିସ କ୍ରିକେଟ କୋଉଠି ନା କୋଉଠି ୱେଷ୍ଟ ବେଙ୍ଗଲ ଟେନିସ କ୍ରିକେଟ ସହିତ ମ୍ୟାଚଅପ୍ କରୁଛି, ନା ଆମକୁ ଆହୁରି କଷ୍ଟ କରିବାକୁ ପଡିବ, ଆହୁରି ମେହନତ କରିବାକୁ ପଡିବ ୱେଷ୍ଟ ବେଙ୍ଗଲ ସହିତ କମ୍ପେୟାର କରିବା ପାଇଁ? ଦେଖନ୍ତୁ, ମୁଁ ଗୋଟେ କଥା କହିବି ଯାହା ମୁଁ ଏକ୍ସପିରିଏନ୍ସ କରିଛି। ହୁଁ ହୁଁ 2015-16ରୁ ଆମେ ୱେଷ୍ଟ ବେଙ୍ଗଲ ଏଣ୍ଟ୍ରି କରିଥିଲୁ। ସେତେବେଳେ ବି ବହୁତ ବଡ ଭାଇ ମାନେ ସବୁ ଖେଳୁଥିଲେ ମୋ ସହିତ। ଇମରାନ ଭାଇ ବି ଥିଲା, ହୁସେନ ଭାଇ, ଅମୂଲ୍ୟା ଭାଇ, ଦେବ ଭାଇ, ସବୁ ଆମେ ଖେଳୁଥିଲୁ। ସେତେବେଳେ ହୁଁ ଗଣେଶ ବି ଥିଲା, ଶୁଭମ ବି ଥିଲା। ସେଠି ମୁଁ ଗୋଟେ ଜିନିଷ ଅବଜର୍ଭ କରିଛି, ସେଠି ସବୁବେଳେ ଟସ୍ ପଡେ 10 o'clock। ହୁଁ 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 ଯଦି ଆପଣ 10 o'clock ରୁ ପରେ ଆପଣ ଯଦି ମେ ବି କିଛି ପ୍ରୋବ୍ଲେମ ପାଇଁ ଲେଟ୍ ପହଞ୍ଚିଲେ, ପବ୍ଲିକ ସେଠି କିଛି ଶୁଣୁନାହାନ୍ତି, ପବ୍ଲିକ ଡିସରେସ୍ପେକ୍ଟ କରୁଛନ୍ତି ପ୍ଲେୟରକୁ। ହୁଁ ହୁଁ ତ ହୁଁ ଟୁର୍ଣ୍ଣାମେଣ୍ଟ ର ଲେଭେଲ ସେଠି ବହୁତ ହାଇ ଥିଲା 2015-16ରୁ, ସେ ହୁଁ ଯୋଉଟା ହୁଁ ଏବେ ଓଡିଶାରେ ଆମର ଚାଲିଛି। ତ ହୁଁ 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 କୋଉଠି ନା କୋଉଠି ୱେଷ୍ଟ ବେଙ୍ଗଲ ଆମଠୁ ଟିକେ ହାଇ ଲେଭେଲରେ ଅଛି। ତ ମୁଁ ଏଇଟା ଆଶା କରୁଛି, ଆପଣ ଫେର କ୍ରିକେଟ କରନ୍ତୁ, ଚାକିଂ କ୍ରିକେଟ କରନ୍ତୁ, ନୋ ମ୍ୟାଟର ପ୍ଲେୟାର୍ସ ତ ଆସିବେ। କିନ୍ତୁ ଗୋଟେ ଡିସିପ୍ଲିନ ହିସାବରେ ଯଦି ଆପଣ ଗୋଟେ ଭଲ ଟୁର୍ଣ୍ଣାମେଣ୍ଟ ଆରେଞ୍ଜ କରୁଛନ୍ତି, 2 ଲକ୍ଷ 3 ଲକ୍ଷ ଖର୍ଚ୍ଚ କରୁଛନ୍ତି, 5 ଲକ୍ଷ ବି ଖର୍ଚ୍ଚ କରୁଛନ୍ତି ଲୋକ, ତ ଆଟଲିଷ୍ଟ ଗୋଟେ ଆକୋମୋଡେସନ ତ ସବୁଆଡେ ମିଳୁଛି। ଆପଣ ହୁଁ 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 ରାତିରେ ପହଞ୍ଚିବେ, ଆପଣଙ୍କୁ ରୁମ ପ୍ରୋଭାଇଡ କରାହଉଛି, ସବୁ ପ୍ରୋଭାଇଡ କରାହଉଛି। ଯଦି ବି ଲୋକାଲ ଟିମ୍ ଲେଟ୍ ଆଇଲା କି ବାହାର ଟିମ୍ ଲେଟ୍ ଆଇଲା, ଆଟଲିଷ୍ଟ ଆଗରୁ ଇନଫର୍ମ କରିଦିଅନ୍ତୁ କି ଆପଣ ଯଦି 10ଟା ପରେ ଆପଣ ଯଦି ଏଣ୍ଟ୍ରି କରୁଛନ୍ତି ଫିଲ୍ଡରେ, ତ ଆପଣଙ୍କୁ ହୁଁ ହୁଁ ପେନାଲ୍ଟି ମିଳିବ। ହୁଁ ହୁଁ ଏଇଟା ହୁଁ ହୁଁ ଆପଣ ଯୋଉ ବାଇଲ ବାହାର କରୁଛନ୍ତି, ସେତେବେଳେ ଆପଣ ସେଠି କନଫର୍ମ କରିଦିଅନ୍ତୁ। କାହିଁକିନା ପଛରେ ଲୋକ କହିବେ କି ଆମେ ଆସିଥିଲୁ, କିଛି ପ୍ରୋବ୍ଲେମ ହେଲା, ଟ୍ରାଫିକ ହେଲା କି କଣ ହେଲା, ସେ ହୁଁ ସବୁ ହୁଁ ବାହାନା ହୁଁ ଅଛି। କିନ୍ତୁ ଯଦି ଆପଣ ଗୋଟେ ଡିସିପ୍ଲିନ କ୍ରିକେଟ ଟିମ୍ ଗୋଟେ ହବାକୁ ଚାହୁଁଛନ୍ତି, ତ ଆଟଲିଷ୍ଟ ଆପଣ 10ଟା ପୂର୍ବରୁ ଫିଲ୍ଡରେ ପହଞ୍ଚନ୍ତୁ। ଆମେ ତ ହୁଁ ହୁଁ ଅନୁଗୁଳ ମ୍ୟାଚ ହେଲେ ଆମେ ତ ସକାଳ 6ଟାରୁ ବାହାରି ଯାଉଛୁ, ଇମେଜ 11 ଯୋଉ ଟିମ୍ ରହୁଛି ଆମର, ହୁଁ 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 ଆମେ 6ଟାରୁ ଗାଡି ବାହାରି ଯାଉଛୁ। ତ ସେଇଟା ହେଲା ତ ପ୍ରୋବ୍ଲେମ। ଆଗେ ହେଲା ଡିସିପ୍ଲିନ, ତାପରେ ହେଲା ଯେତେ ମ୍ୟାନେଜମେଣ୍ଟ ଯେତେ ଭଲ ଥାଉ, ଯାହା ବଜେଟ ହିସାବରେ ଗାଁ ଏରିଆରେ ହଉଛି, ତାଙ୍କ ବଜେଟ ହିସାବରେ ସେ ସେତିକି ଟୁର୍ଣ୍ଣାମେଣ୍ଟ ହୁଁ ହୁଁ କଲେ। ତ ମେନ୍ ଡିସିପ୍ଲିନ ହେଲା 10ଟା ବେଳେ। ଆଉ ମୁଁ ଯୋଉଟା କହୁଛି, 10ଟା ବେଳେ ଯୋଉ ଟୁର୍ଣ୍ଣାମେଣ୍ଟ ମାନେ ଅପକମିଂ ସିଜନରେ ଷ୍ଟାର୍ଟ ହେଇଗଲା, ମୁଁ ମନରୁ ସତ କହୁଛି ବହୁତ ରେସପେକ୍ଟ ରହିବ ତାଙ୍କ ଟିମ୍ ପ୍ରତି, ତାଙ୍କର ଟୁର୍ଣ୍ଣାମେଣ୍ଟ ପ୍ରତି। ବହୁତ ସୁନ୍ଦର କଥା ଆପଣ କହିଲେ। ଆଉ ୱେଷ୍ଟ ବେଙ୍ଗଲ କ୍ରିକେଟ ଆଉ ଆମର ଓଡିଶା କ୍ରିକେଟ ଯୋଉ ଡିଫରେନ୍ସ ରହିଛି ସେ ହଉଛି ଡିସିପ୍ଲିନ ଆଉ ଗୋଟେ ଟାଇମିଂ, ଆ ଉପରେ ଆମକୁ ଫୋକସ କରିବାର ଅଛି। ଏବେ ଆପଣଙ୍କୁ ପଚାରିବାକୁ ଚାହିଁବି, ଛୁଆଟା ବେଳୁ କୋଉ ପ୍ଲେୟାରକୁ ଆପଣ ଅଧିକା ଫଲୋ କରି ଆସିଛନ୍ତି, ଆଉ କିଏ ଆପଣଙ୍କର ଆଇଡିଆଲ କ୍ରିକେଟର ରହିଛନ୍ତି? ମୋର ତ ଆଇଡଲ କ୍ରିକେଟର ସବୁବେଳେ ରହିଛନ୍ତି ବିରାଟ କୋହଲି। ଆଉ ହୁଁ 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 ତାଙ୍କୁ ଦେଖିକି ମତେ ବହୁତ ଭଲ ଲାଗେ, ଇନ୍ସପାୟାର ବି ବହୁତ ହୁଏ। କ୍ରିକେଟ ଖେଳିବାକୁ ଭାରି ଇଚ୍ଛା ବି ହୁଏ, ଆଉ ତାଙ୍କର ଡିସିପ୍ଲିନ ଦେଖିକି ମତେ ବେଶୀ ଇଚ୍ଛା ହୁଏ କି ତାଙ୍କ ଭଳିଆ ଫିଟନେସ କରିବା ପାଇଁ। ମୁଁ ଟ୍ରାଏ ବି କରୁଛି, ଦେଖିବା କେତେ କଣ ଯାଉଛି। ଟିପୁ ସୁଲତାନ, ଆଜିକା ଡେଟରେ ଫିଟନେସ କେତେ ଇମ୍ପୋର୍ଟାଣ୍ଟ? ଆଉ ଯେହେତୁ ଆପଣ ଫିଟନେସ ର ବି ଗୋଟେ ମିସାଲ ସେଟ କରୁଛନ୍ତି ଆମ ଓଡିଶା ଟେନିସ କ୍ରିକେଟରେ, ଆମେ ଯଦି ବହୁତ ସାରା ପ୍ଲେୟରକୁ ଉଠେଇକି ଦେଖିବା, ତା ଭିତରେ ସର୍ବପ୍ରଥମେ ଟିପୁ ସୁଲତାନ ଆମକୁ ନଜର ଆସୁଛନ୍ତି, ଖାସ କରିକି ଫିଟନେସ ଲେବୁଲ ଉପରେ। ତ ଯୋଉ ୟୁଥ ଅଛି
ଯୋଉଠି ସମସ୍ତେ ମୋବାଇଲ ଗେମ୍ ଉପରକୁ ଅଧିକା ଆଡିକ୍ଟେଡ ହେଇ ଚାଲିଛନ୍ତି, ସେଠି ଟିପୁ ସୁଲତାନ ଆପଣ କିଛିଟା ମୋଟିଭେସନ ଲାଇନ କୁହନ୍ତୁ ଯୋଉ ଦ୍ଵାରା କି ୟୁଥ ଟିକେ ଭାବିବାକୁ ଲାଗିବ ଆଉ କ୍ରିକେଟ ସହିତ ନିଜ ଫିଟନେସ ଉପରେ ବି ଧ୍ୟାନ ଦେବାକୁ ଲାଗିବେ ଆମର ସବୁ ଯେତେ ବି ୟଙ୍ଗଷ୍ଟାର ମାନେ ଅଛନ୍ତି। ଦେଖନ୍ତୁ ଫିଟ୍ କଥା ମୁଁ ଯଦି କହିବି ସେଟା ଫିଲ୍ଡିଂ ଉପରେ ବି ଆସିବ, ରାଦର ଆସିବ ଆପଣଙ୍କର ବ୍ୟାଟିଂ ବୋଲିଂ ସବୁଥିରେ ଆପଣଙ୍କୁ ଫିଟନେସ ଦରକାର ଅଛି। ଲୋକମାନେ ଏତେ ମାନେ 2026 ଆଇଲାଣି, ଇଣ୍ଟରନେଟ ତ ଫ୍ରି ମିଳୁଛି, ସବୁ କିଛି ଫ୍ରି ମିଳୁଛି। ଏବେ ଏବେ ଜାଣିପାରୁନାହାନ୍ତି କି ବଡି ରେ ଜେନେଟିକ୍ସ ର ବହୁତ ଇମ୍ପାକ୍ଟ ଥାଏ। ଜଣ ଜଣଙ୍କର ଜେନେଟିକ ଏତେ ଭଲ ଥାଏ ସେ ଯାହା ଖାଇଲେ ବି ତାଙ୍କ ଦେହକୁ ଲାଗିବନି, ତାଙ୍କ ପେଟ ହୁଁ ସେମିତି ହୁଁ ପତଳା ଥିବ। ଯେମିତି ଡଗଲେସ, ମେଣ୍ଡିସ୍, ହଁ ହଁ ଆପଣ କଣ ଭାବୁଛନ୍ତି ସେମାନେ ଡାଏଟ କରୁଛନ୍ତି କିଛି? ସେମାନେ ହୁଁ ହୁଁ ଯାହା ବି ହଉଛନ୍ତି ଖାଉଛନ୍ତି, ଆମ ସାମ୍ନାରେ ହିଁ ଖାଉଛନ୍ତି, ସବୁ ଖାଉଛନ୍ତି। ତାଙ୍କ ଜେନେଟିକ୍ସ ସେଇଭଳିଆ ଅଛି। ଆମ ଜେନେଟିକ୍ସ, ମୋର ଏକ୍ସାମ୍ପଲ ମୋର ଲାଡେନ ର, ଆମେ ଯାହା ବି ଖାଇବୁ ସାଙ୍ଗେ ସାଙ୍ଗେ ଆମ ବଡିକୁ ଆବଜର୍ଭ କରିଦବ, ଚର୍ବି ଲାଗିଯିବ। ତ ଆମକୁ ହୁଁ ବହୁତ ହୁଁ ମାନେ ଦେଖି ଯାଇ କହିବାକୁ ପଡୁଛି, କାହିଁକିନା ଆମେ ବହୁତ ବାହାର ବାହାର ରହୁଛୁ, ଘର ଖାଇବା ମିଳୁନି, ଯାହା ଆମକୁ ମିଳୁଛି ସେଇଟା ଖାଇବାକୁ ପଡୁଛି। ମୁଁ କଣ କରେ, ଯଦି ମୁଁ 6 ମାସ ବାହାରେ ରହୁଛି, ଖରାପ ଖାଉଛି, ହଁ ହୁଁ ମୁଁ ହୁଁ ଜାଣିଛି ମୁଁ ଖରାପ ଖାଉଛି, ଏଣୁ ତେଣୁ ସବୁ ଖାଉଛି ହେଲା। ତାପରେ ଯୋଉ 6 ମାସ ମୁଁ ଘରେ ରହୁଛି, 4 ମାସ କି 5 ମାସ ହଉଛି, ସେଇ ଟାଇମରେ ମୁଁ କ୍ଲିନ ଡାଏଟ ଖାଉଛି, ମାନେ କିଛି ଖରାପ ହୁଁ ହୁଁ ଖାଉନି, ବହୁତ କମ ଖାଉଛି। ସେଇ ଟାଇମରେ ମୁଁ ଫିଟନେସ କରୁଛି। ଆଉ ଆପଣ ଜାଣିପାରିବେ, ଆପଣ ଏଇଖା ଖେଳୁଛନ୍ତି ୟଙ୍ଗଷ୍ଟର ମାନେ, ତମର ହଁ ଠିକ ଅଛି 22-23 ତମର ଏଜ ଅଛି, ତମର ଏଇଖିଣା ବଡି ଫିଟ୍ ଅଛି, ଅଟୋମେଟିକ ତମକୁ ଜଣା ପଡୁନି କି ବଡି ଅଟୋମେଟିକ ଫିଟ୍ ଅଛି। ହଁ ହଁ କିନ୍ତୁ ହଁ ଆମର ଏଜ ହେଲାନି, ମୋର ମେଣ୍ଡିସ ର, ଆକାଶ ଭାଇ, ଇମରାନ ଭାଇ, ଆମର ବହୁତ ଏଜ ହେଲାନି, ମାନେ 30-31 ହେଲାନି। ହୁଁ 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 ତମକୁ ଲାଗୁଛି କି ତମେ ଫିଟ୍ ଅଛ ଆମଠୁ, କିନ୍ତୁ ଯେତେବେଳେ ତମେ 30-31 କୁ ଆସିବ, 32 କୁ ଆସିବ, ସେତେବେଳେ ଫିଲ୍ ହବ କି ବଡି ତମର କେତେ ଡାଉନ ହଉଛି। ତମେ ଯୋଉ ଏକ୍ସରସାଇଜ କରିନ, ଆଗେ କିଛି ଏଜିଲିଟି କରିନ, ମୋବିଲିଟି କରିନ, ରନିଂ ବି କରିନ, ସେଇଟା ତମକୁ ସେତେବେଳେ ଜଣା ପଡିବ। ତ ମୁଁ ଏବେ ହୁଁ ବି ହୁଁ କହୁଛି ପିଲାମାନଙ୍କୁ, ଷ୍ଟ୍ରେନ୍ଥ, ଫ୍ଲେକ୍ସିବିଲିଟି, ମୋବିଲିଟି ଏସବୁ ବହୁତ ତମକୁ ପୁଶ କରୁଛି, କରିବ ତମ ଅପକମିଂ ଫ୍ୟୁଚରରେ। ଆପଣ ଫେୟାର ଖେଳ, ଚାକିରି ଖେଳ, ଯାହା କର, ଫାର୍ଷ୍ଟ ଅଫ ହୁଁ ଅଲ୍ ତ ହୁଁ ମୁଁ ହୁଁ ଗୋଟେ ଜିନିଷ ଦେଖୁଛି, ଯେତେବେଳେ ବି କୋଉ ୟୁଥ ଆସୁ କି ଏକ୍ସପିରିଏନ୍ସ ପିଲା ବି ଆସନ୍ତି, ୱେଷ୍ଟ ବେଙ୍ଗଲରେ ମୁଁ ବହୁତ ଏଇଟା ଶିଖିଥିଲି। ଖେଳ ପୂର୍ବରୁ ସେମାନେ ବହୁତ ଭଲସେ ୱାର୍ମ ଅପ୍ କରୁଛନ୍ତି ବଡିକୁ, କିନ୍ତୁ ହୁଁ ଆମ ହୁଁ ହୁଁ ଓଡିଶାରେ ମୁଁ କୋଉ ଟିମରେ ସେମିତି ପିଲାଙ୍କୁ ଦେଖିନି କି ମାନେ ଭଲ ସେ ୱାର୍ମ ଅପ୍ କରିକି ଗ୍ରାଉଣ୍ଡ କୁ ଆସୁଛନ୍ତି। ସେମାନେ ହଁ ଜାଣିନାହାନ୍ତି ହଁ ତାଙ୍କର ଜଏଣ୍ଟସ, ତାଙ୍କର ଯୋଉ ସୋଲ୍ଡର ଇଞ୍ଜୁରି ଯୋଉ ହଉଛି, ଆପଣ ମଝିରେ ଦେଖୁଥିବ ହାତ ପେନ୍ ହଉଛି, ପକେଇ ପାରୁନି ବଲ୍, ସେଟା ଆକ୍ଚୁଆଲି କଣ ପାଇଁ ହଉଛି? ତମେ ସେଇ ଜାଗାକୁ ବ୍ଲଡ ଫ୍ଲୋ କରଉନ ଆଗରୁ। ତମେ ଗୋଟେ ହୁଁ ହୁଁ ଝଟକାରେ ବଲ୍ ପକଉଛ, ତ ଆଟଲିଷ୍ଟ ତା ପୂର୍ବରୁ ତା ବଡିକୁ, ସେ ଏରିଆ ଟାକୁ ବ୍ଲଡ ଫ୍ଲୋ କରାଅ, ମାନେ ସୋଲ୍ଡର ରୋଟେସନ वगैरह କରାଅ, ହିପ ରୋଟେସନ। ବ୍ୟାକ ର ବି ବହୁତ ମେନ୍ କାମ ରହୁଛି କ୍ରିକେଟରେ, ତ ସେଟାକୁ ସବୁ ୱାର୍ମ ଅପ୍ କର। ଫାର୍ଷ୍ଟ ଥିଙ୍ଗ ୱାର୍ମ ଅପ୍ କର, ତାପରେ ଅଫ୍ ସିଜନରେ ଫିଟନେସ କର, କାହିଁକିନା ତମକୁ ଟାଇମ ମିଳିବନି ସିଜନରେ ଫିଟନେସ କରିବାକୁ। ତ ଅଫ୍ ସିଜନରେ ଆଟଲିଷ୍ଟ ଗ୍ରାଉଣ୍ଡରେ କର, ନହେଲେ ଜିମ ରେ କର, ନହେଲେ ଘରେ ବି କରିପାରିବ। ନିଶ୍ଚିତ ଭାବରେ 2019ରେ ଯେତେବେଳେ ଆମେ ଟିପୁ ସୁଲତାନଙ୍କୁ ଆମ ଶୋରେ ଡାକିଥିଲୁ, ସେତେବେଳର ଟିପୁ ସୁଲତାନ ଆଉ 2026ର ଟିପୁ ସୁଲତାନ, ଆଉ ତାଙ୍କର କଥାବାର୍ତ୍ତା ହଉ, ତାଙ୍କର ମାଇଣ୍ଡ ସେଟ ହଉ, ଆଉ ସବୁଥିରେ କିଛି ନା କିଛି ଚେଞ୍ଜେସ ଆସିଛି। ନେକ୍ସଟ କ୍ୱେଶ୍ଚିନ୍ ଆପଣଙ୍କ ସାମ୍ନାରେ ରଖିବାକୁ ଚାହିଁବି, ଷ୍ଟାର୍ଟିଂ ସମୟରେ ଆପଣଙ୍କ ସାମ୍ନାରେ ବଡ ଚୁନୌତି କଣ ଥିଲା, ଯୋଉ ଚୁନୌତିକୁ ଆପଣ ସାମ୍ନା ବି କରିଛନ୍ତି ଆଉ ତା ଦେହରେ ସଫଳତା ବି ପାଇଛନ୍ତି? ଷ୍ଟାର୍ଟିଂ ସମୟରେ ଷ୍ଟ୍ରଗଲ ଲାଇଫ ହଉ, ଖେଳିବା ପାଇଁ କିଛିଟା ସାକ୍ରିଫାଇସ ବି ଆପଣ କରିଛନ୍ତି, ତ କଣ ରହିଥିଲା ଚୁନୌତି ଆପଣଙ୍କ ସାମ୍ନାରେ ଯେତେବେଳେ ଆପଣ ଆପଣଙ୍କ କ୍ୟାରିୟରକୁ ଗଢିବାକୁ ଲାଗିଥିଲେ? ଯେତେବେଳେ ଫାଷ୍ଟ କଥା ମୁଁ କହିବି, ଯେତେବେଳେ ନୂଆ ନୂଆ ମୁଁ କ୍ରିକେଟରେ ମାନେ ଭଲ ଭଲ ଟୁର୍ଣ୍ଣାମେଣ୍ଟରେ ଏଣ୍ଟ୍ରି କରିଥିଲି, ସେତେବେଳେ ଯେତେବେଳେ ମୋରୁ ହାଇ ଲେଭେଲ ର ପ୍ଲେୟାରକୁ ମୁଁ ଦେଖୁଥିଲି, ସେତେବେଳେ ମୁଁ ଇମରାନ ଭାଇକୁ ବହୁତ ମାନେ ମୁଁ ଫଲୋ କରୁଥିଲି, ଦେଖୁଥିଲି କି ଇମରାନ ଭାଇର ଏତେ ସର୍ଟସ ସବୁ ଏତେ ଭଲ ଅଛି, କେତେ କନଫିଡେନ୍ସ ଅଛି ସେ ପିଲାଟା, ଏତେ ଭଲ ସ୍କୋର କରୁଛି। ତ ଫାର୍ଷ୍ଟ ଥିଙ୍ଗ ଥିଲା, ମୁଁ ଯୋଉଟା ଭୁଲ କରୁଥିଲି ସେଟା ହେଲା ମୋର କନଫିଡେନ୍ସ। ହୁଁ ହୁଁ ମୁଁ ଆଗେ ଆମର ପ୍ଲେୟରଙ୍କୁ ଦେଖିକି ଡରି ଯାଉଥିଲି କି ଏମାନେ ତ ଏତେ ଭଲ ପ୍ଲେୟର ଅଛନ୍ତି, ମୁଁ କେମିତି ଆଙ୍କ ସହିତ କମ୍ପିଟିଟ କରିବି, ଆଉ କେମିତି ଆଙ୍କ ସହିତ ଖେଳିବି, ସେମାନେ ମୋ ବଲ କୁ ମାରିଦେବେ, ନହେଲେ ମତେ ଆଉଟ କରିଦେବେ, ଏସବୁ ମାଇଣ୍ଡ ରେ ପଶିଥିଲା। ଯେମିତି ଯେମିତି ପ୍ଲେୟାର, ଭଲ ପ୍ଲେୟରଙ୍କ ସହିତ ମିଶିଲି, ତାଙ୍କ ସହିତ ବସିଲି ଉଠିଲି, ତାପରେ ଯେମିତି ଜାଣିଲି
ଟୋଟାଲ 4-5 ବର୍ଷ ଗଲା, 10 ବର୍ଷ ଗଲା, ତାପରେ ଜାଣିଲି କି ନା ସବୁ ଖେଳ ହଉଛି କନଫିଡେନ୍ସ। ଯେତେ କନଫିଡେନ୍ସ ତମ ଭିତରେ ତମେ ରଖିଥିବ ସେତେ ତମେ ଭଲ ପରଫର୍ମାନ୍ସ କରିବ। ତମେ ଯଦି ନିଜକୁ ମନକୁ ମନ ହାରିଯିବ କି ନା ଏଟା ଏଗେନଷ୍ଟ ଭଲ ଟିମ୍ ଅଛି ଆଉ କେମିତି ଆମେ ଜିତିବୁ, ଆଗେ ତମେ ମନରେ ମାଇଣ୍ଡ ରେ ହାରିଯାଇଛ, ତ ତମ ହୁଁ ବଡି ହୁଁ କେମିତି ହୁଁ ସପୋର୍ଟ କରିବ କି ନା ମୁଁ ଏଇ ବଲ୍ ଟାକୁ ଏପଟେ ମାରିବି, ଏ ବଲ୍ ଟାକୁ ଏପଟକୁ ମାରିବି। ବଡି ତ କହିବ କି ନା ଏଇ ଯୋଉ ବଲ୍ ପକଉଛି ତୁ ତ ଆଉଟ ହବୁ ଏଇ ବଲ ରେ, ତ ତୁ ଆଉଟ ହୁଁ ହି ହୁଁ ହବୁ। ହୁଁ ସେଇ ହେଲା ମାଇଣ୍ଡ ସେଟ। ମୋ ମାଇଣ୍ଡ ସେଟ ବହୁତ ଖରାପ ଥିଲା, ମାନେ ବହୁତ ଆଗ କଥା କହୁଛି। ଏବେ ମୋ ମାଇଣ୍ଡ ସେଟ ହଁ ହଁ। ଜାଣି ସାରିଛି କେମିତି ରଖିବାର ଅଛି। ଟିପୁ ସୁଲତାନ କମବ୍ୟାକ୍ କରିବେ 2025 ଆଉ 26 ସିଜନ ରେ ପୁରା ଓଡିଶା ଅପେକ୍ଷା କରିଥିଲା, ଆଉ ଡୁମାପଦା ମୟୂରଭଞ୍ଜରେ ଆପଣ କମବ୍ୟାକ୍ କରୁଛନ୍ତି, ଆଉ ଆପଣଙ୍କ ଓନର ରାଜକିଶୋର ପଣ୍ଡା ଆପଣଙ୍କ ସହିତ ବି କଥାବାର୍ତ୍ତା କରୁଛନ୍ତି, କାହିଁକିନା ଲାଇଫ ରେ ବହୁତ କିଛି ଘଟଣା ବି ଆପଣଙ୍କ ସହିତ ଘଟିଥିଲା, ଲାଇଫ ଠିକ ଠାକ ଚାଲୁନଥିଲା, ଯୋଉଠି ଟିପୁ ସୁଲତାନ ବି ଟିକେ ଡିପ୍ରେସନ ରେ ଆସିଥିଲେ, କିନ୍ତୁ ତାପରେ ପୁଣି କ୍ରିକେଟ କୁ ସେଇ ହିସାବରେ ଦେଖିବା ଆଉ ଓଡିଶା ଅଲ ଓଡିଶା ଟୁର୍ଣ୍ଣାମେଣ୍ଟ ରେ କମବ୍ୟାକ୍ କରିବା କହିବାଟା ବହୁତ ସହଜ, କିନ୍ତୁ ଯିଏ ଅଙ୍ଗେ ଲିଭେଇଛି, ଯିଏ ସେ କର୍ମକୁ ନିଜେ କରିଛି, ସେ ଜାଣିଛି କି କେତେ କଷ୍ଟ ଥିଲା ସେ ଫେସ୍। ଟିପୁ ସୁଲତାନ, ମୁଁ ଆପଣଙ୍କ ପର୍ସନାଲ ଲାଇଫ ବିଷୟରେ କିଛି କ୍ୱେଶ୍ଚିନ୍ କରିବିନି, ମୁଁ ଜାଣିବାକୁ ଚାହେଁ ଏଇ ସିଜନରେ ଯେତେବେଳେ ଟିପୁ ସୁଲତାନ କମବ୍ୟାକ୍ କରୁଥିଲେ ତାଙ୍କ ପାଇଁ କେତେ କଷ୍ଟଦାୟକ ଥିଲା, ଆଉ କଣ କଣ ଚୁନୌତି ରହିଛି ତାଙ୍କ ସାମ୍ନାରେ ଏଇ ସିଜନରେ ସେ ସେଟାକୁ ପାର କରିକି ଆସିଛନ୍ତି ଆଉ ସଫଳତା ପାଇଛନ୍ତି, ଖାସ କରିକି ଏଇ ସିଜନ ର ଯଦି କଥା ଆମେ ଉଠେଇକି ଦେଖିବା। ଫାଷ୍ଟ ଅଫ ଅଲ୍ କିଛି ମୋର ପର୍ସନାଲ ରିଜନ ପାଇଁ ମୁଁ 5-6 ମାସ କ୍ରିକେଟ ରୁ ଦୂର ଥିଲି। ଯେତେବେଳେ ମୁଁ କମବ୍ୟାକ୍ କରିଲି କ୍ରିକେଟ କୁ, ତ ମୁଁ ନିଜେ ଦେଖିଲି କି ମୁଁ ତ ସେ 5-6 ମାସ ନା କିଛି ଫିଟନେସ କରିଛି, ନା ବ୍ୟାଟ ଧରିଛି, ନା କିଛି ନ୍ୟୁଟ୍ରିସନ ଭଲ ଜିନିଷ କିଛି ଖାଇଛି। ତ ମତେ ଫିଲ୍ ହେଲା କି ନା ମୋ ବଡିରେ ଷ୍ଟ୍ରେନ୍ଥ ଆଉ ପାୱାର ଆଉ ସ୍ପିଡ ଏସବୁ କମି ଯାଇଛି, ଆଉ କନଫିଡେନ୍ସ ତ ଅଲୱେଜ ଡାଉନ ହେଇଯାଇଥିଲା ପୁରା। ହୁଁ 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 ମୁଁ ସେଟାକୁ ଆକ୍ସେପ୍ଟ କଲି, ସେ ଟାଇମ କୁ ମୁଁ ନିଜେ ଆକ୍ସେପ୍ଟ କଲି କି ଠିକ ଅଛି, ଭଗବାନ କିଛି ଟାଇମ ଏବେ ଖରାପ ଦେଇଛନ୍ତି, ମାନେ ଫ୍ୟୁଚରରେ ଭଲ ସିଓର ଦେବେ। ତ ମୁଁ ସେଇଟା ବିଶ୍ୱାସ ରଖିଥିଲି। 1-2 ମାସ ମୁଁ କାହାକୁ ଜଣେଇଲିନି, କିନ୍ତୁ ମୁଁ ସବୁବେଳେ ନେଟ୍ସ କରୁଥିଲି ସକାଳେ। ଆମର ଯୋଉ ଜିଲ୍ଲା ସ୍କୁଲ ଅଛି, ହୁଁ 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 ମୁଁ ଯୋଉଠି ପାସ ଆଉଟ କରିଛି 10th, ସେଇଠି ମୋର ଗୋଟେ ଫ୍ରେଣ୍ଡ ଅଛି ବନା ବୋଲି, ସେ ଖେଳେ କ୍ରିକେଟ ଖେଳେ, ଭଲ କମେଡିଆନ ବି ତାର ୟୁଟ୍ୟୁବ ଚ୍ୟାନେଲ ଅଛି। ସେ ମତେ ନିଜେ ଡାକିଲା, କହିଲା ଟିପୁ ମୁଁ ତୋର ଖେଳ ଦେଖୁଥିଲି ଆଉ ତୋର ବାଜୁନି, ତୁ ଗୋଟେ କାମ କର, ତୁ ଆ ଏଠି ମୁଁ ତୋତେ ବଲ ପକେଇବି, ତୁ ପ୍ରାକ୍ଟିସ କରିବୁ ହୁଁ ଆଉ ମୁଁ ତତେ ହେଲ୍ପ କରିବି। ମୁଁ ସେଠି ଗଲି, ପ୍ରାକ୍ଟିସ କଲି। ପ୍ରାକ୍ଟିସ କଲା ପରେ କିଛି ମାସେ 2 ମାସ ଟିକେ ନେଟୱାର୍କ ଇସୁ ଅଛି ବୋଧେ, କଲ୍ ଆସିଛି। ହଁ ହଁ, ଗୋଟେ ମିନିଟ। ଓକେ। ଗୋଟେ ମିନିଟ ମୁଁ ଇଏ କରିଦଉଛି। ଏବେ ଶୁଭୁଛି? ହଁ 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 ତ କିଛି 2-3 ମାସ ଖେଳିବା ପରେ ମତେ ଟିକେ କନଫିଡେନ୍ସ ଆଇଲା, କିନ୍ତୁ ଯୋଉ ମୁଁ ଫେଜ ମୋର ଖରାପ ଟାଇମ ଥିଲା, ସେଇ ଟାଇମ ରେ ମୋର ବହୁତ ଅତି କ୍ଲୋଜ ରାଜୁ ଭାଇ, ଆମର ସାଙ୍ଗମାନେ ଇମରାନ ଭାଇ, ପିଲାଡୁ, ବାପିନା ଭାଇ, ମେଣ୍ଡିସ, ଲାଡେନ, ମାନେ କାଇମା ସାର୍, ମାନେ ବହୁତ ମତେ ହେଲ୍ପ ବି କରିଛନ୍ତି ସେପଟୁ ବାହାରିବା ପାଇଁ। ମୋ ଫ୍ୟାମିଲି ମାନେ ବି ଇନଫାକ୍ଟ ବହୁତ ହେଲ୍ପ କରିଛନ୍ତି। ତାପରେ ଯେତେବେଳେ ମୁଁ ଆସିଲି ଟୁର୍ଣ୍ଣାମେଣ୍ଟ ର ଫାର୍ଷ୍ଟ ଟୁର୍ଣ୍ଣାମେଣ୍ଟ କୁ ଓହ୍ଲେଇଲି, ସେତେବେଳେ ତ ଲାଗିଲା କି ନା ଏବେ ଟିକେ ଡାଉନ ରହିବ। ପ୍ରାକ୍ଟିସ ପରେ ମୋର ଏତିକି ଫେଥ ଥିଲା ମନରେ କି ମୁଁ କମବ୍ୟାକ କରିଦେବି, ଆଉ ମୁଁ ଆମ ଟିମ ମେଟ ଯେତିକି ଅଛନ୍ତି ମୁଁ ତାଙ୍କୁ କ୍ଲିୟରଲି କହିଦେଇଥିଲି, ମୁଁ କହିଲି ଦେଖ ମୁଁ ଜାଣିଛି ମୋ ବ୍ୟାଟ ରେ ବାଜିବନି, କ୍ରିକେଟ ଗୋଟେ ଏମିତି ଜିନିଷ ତମେ ସଡନଲି କମବ୍ୟାକ କରିପାରିବନି, ୟାକୁ ଟାଇମ ଲାଗିବ, ମାସକୁ 3 ମାସ, ମାସ ହଉ 2 ମାସ ହଉ 3 ମାସ ହଉ, କିନ୍ତୁ ଏମିତି ଗୋଟେ ମାସ ଆସିବ ମୁଁ କମବ୍ୟାକ କରିଦେବି। ମୁଁ ତମକୁ କହିଥିଲି, ଦେଖିବୁ ଲାଷ୍ଟ ସିଜନ ର ନାଇଟ ମ୍ୟାଚ ପୂର୍ବରୁ 1-2 ମାସ ପୂର୍ବରୁ ମୁଁ ତମକୁ କମବ୍ୟାକ କରିକି ଦେଖେଇବି। ଯେହେତୁ ମୁଁ ହୁଁ ତମ ହୁଁ ବାଗଡିଆ କବରୁ ମୋର କନଫିଡେନ୍ସ ହାଇ ହେଲା, ସେଇଠୁ ମୋର ବାଜିବା ଷ୍ଟାର୍ଟ ହେଲା। ମୁଁ ଜାଣିଛି ଯୋଉ ବଲ୍ ମୁଁ କଟରସ୍ତ ଖେଳୁଛି, ମୁଁ ଜାଣିଛି ଏ ବଲ୍ ଟା ଆସୁଛି, ମୁଁ ତାକୁ ଖେଳିଦେବି, କିନ୍ତୁ ମୋ ପାଖରେ ଷ୍ଟ୍ରେନ୍ଥ ନାହିଁ, ସ୍ପିଡ ନାହିଁ, ହଁ ହଁ ମାନେ ହଁ ପାୱାର ନାହିଁ। କେମିତି କ୍ଲିୟର କରିବି, ଆମେ ଏମିତି କନଫିଡେନ୍ସ ଡାଉନ ହେଇଯାଇଛି। ସେଇ ଟାଇମ ରେ ମୋର ରାଜୁ ଭାଇ ମତେ ବହୁତ ସପୋର୍ଟ କରୁଛନ୍ତି। ମତେ ଫାର୍ଷ୍ଟ ଡାଉନ ରେ ପଠେଇଦେବେ, କେବେ ସେକେଣ୍ଡ ଡାଉନ ରେ। ମୁଁ ପ୍ରୋବାବଲି ଖେଳେ ଫିନିସିଂ ଲାଇନ ରେ ଖେଳେ, 7 ନହେଲେ 6 ହୁଁ ଡାଉନ ହୁଁ ରେ। ରାଜୁ ଭାଇ, ମେଣ୍ଡିସ ଆଉ ଗାର୍ଡେନ ମତେ ବହୁତ କୁହନ୍ତି କି ତୁ ଆଗେ ଖେଳ,
ତୁ ଆଗେ ତୋ ବ୍ୟାଟ୍ ରେ ହୁଁ ହୁଁ ବାଜୁ, ହୁଁ। କିଛି ଟୁର୍ଣ୍ଣାମେଣ୍ଟ ଆମେ ସମ୍ଭାଳୁଛୁ, ପଛରେ ଦେଖିବା, ତୋ କମବ୍ୟାକ୍ ହେଲେ ଆମେ ପୁsh କରିବା। ଓକେ, ଦେନ୍ ଟିମ୍ ଉପରେ ଆପଣ କଥାବାର୍ତ୍ତା ଷ୍ଟାର୍ଟ କରିଛନ୍ତି, ତ ଟିମ୍ ଉପରେ ଟିକେ କ୍ୱେଶ୍ଚିନ୍ ପଚାରିବି, କାହିଁକିନା କମବ୍ୟାକ୍ ଇମେଜ୍ 11 ର ବି ବହୁତ ସୁନ୍ଦର ରହିଛି, ଯୋଉ ଟାଇପ ର ଆପଣ ଲାଷ୍ଟ ଟାଇମ ରେ କମବ୍ୟାକ୍ କଲେ ଆଉ ଲଗାତାର ଟୁର୍ଣ୍ଣାମେଣ୍ଟ ପରେ ଟୁର୍ଣ୍ଣାମେଣ୍ଟ ଜିତିଲେ। ଇମରାନ ଖାନ ନଥିଲେ ଏ ସିଜନ ରେ, କିନ୍ତୁ ମତେ ଲାଗିଲାନି କି ଇମରାନ ଖାନ କୁ କୋଉଠି ମିସ୍ କଲା ଇମେଜ୍ 11, କାହିଁକିନା ବହୁତ ସୁନ୍ଦର କ୍ରିକେଟ, ଯୋଉଠି ବବଲୁ ଦାସ ନମ୍ବର 1 ବ୍ୟାଟର ଭାବରେ ଏଇ ସିଜନ ରେ ଇମେଜ୍ 11 କୁ ବହୁତ ଉପରକୁ ନେଇକି ଯାଇଛନ୍ତି। ନମ୍ବର 1 ଅଲରାଉଣ୍ଡର ହିରାଲାଲ ମେଣ୍ଡିସ୍ ବି ଆପଣଙ୍କ ଟିମ ରୁ ବୋଲିଂ ଡିପାର୍ଟମେଣ୍ଟ ବି ଟିକେ ସେଟେଲ ନଜର ଆସିଲା, ଯୋଉଠି ଡଗଲେସ୍ ହୁଅନ୍ତୁ, ଅଜିତ ଦଳାଇ, ଖାସ କରିକି ସୋହେଲ ଖାନଙ୍କ ବୋଲିଂ ବହୁତ ସୁନ୍ଦର ଥିଲା। ଟିପୁ ସୁଲତାନ ଆପଣ ବି ଅଳ୍ପ ବହୁତ ବୋଲିଂ କରି ନଉଥିଲେ, କିନ୍ତୁ ଯୋଉ 2-4ଟା ନୂଆ ଚେହେରା ଆମେ ଦେଖିବାକୁ ପାଇଲୁ, ପ୍ରଦ୍ୟୁମ୍ନ ସ୍ୱାଇଁ, ଧନ ରାଉତ, ଡଗଲେସ୍, ଅଜିତ ଦଳାଇ, ये जो नुआ चेहरा आसिले और नुआ सेटअप को लेकिन जतबळे इमेज 11 ओलेला, कोड ना कोडी तो जितिबा पई समय लागिला, किंतु जतबळे से जितिबार टेम्पो को आपण धरले, पुणी आउ केबे पछकु बुली की देखि नांती, आपण डायरेक्ट कमांडो 11 पाखापाखि पहुंची गले। तो गोटे नुआ टीम बनेबा, नुआ पिला को नेकी ऑल ओडिशा टूर्नामेंट रे कंटिन्यूअसली टूर्नामेंट अटेंड करिबा विषय आपण को ओनर को सहित कोन कथावार्ता हुए आज ए प्लेयर, ଆପଣ ଯଦି ଏ ସିଜନ କୁ ଉଠେଇକି ଦେଖୁଛନ୍ତି, ଆପଣ କେତେ ହାପି ଅଛନ୍ତି, ପ୍ଲିଜ ଏଇ ସିଜନ ବିଷୟରେ, ଇମେଜ୍ 11 ବିଷୟରେ ଆମ ଦର୍ଶକ ବନ୍ଧୁ ମାନଙ୍କୁ ଜଣାଇବେ। ମୁଁ ଏଇଟା କହିବି, ଆମ ଟିମ ରେ ଆମର ଆଜି ଯୋଉ ଟିମ ଚଲଉଛନ୍ତି ତାଙ୍କର ଗୋଟେ ଭଲ ଗୁଣ ଅଛି, ସେ ଯଦି ଗୋଟେ ପିଲାକୁ ଚାନ୍ସ ଦଉଛନ୍ତି ନା, ତ କଣ୍ଟିନ୍ୟୁ ତାକୁ ବହୁତ ବେଶୀ ଚାନ୍ସ ଦେଇଛନ୍ତି। ମାନେ ଦେଖନ୍ତୁ, ଆପଣ ଲାଷ୍ଟ ଦେଖନ୍ତୁ, ଫର୍ଷ୍ଟ ରେ ଯେତେ ଆଇଲା ଧନ ରାଉତ, ମୁଁ ଦେଖିଲି ଧନ ରାଉତ କୁ ତ ବହୁତ ଆଗରେ ଟୁର୍ଣ୍ଣାମେଣ୍ଟ ବି ଆପଣ ଦେଖିଥିବେ, ବହୁତ ଟୁର୍ଣ୍ଣାମେଣ୍ଟ ସେ ଯାଇଛି, କିନ୍ତୁ ପରଫର୍ମ କରିପାରିନି। ସେଇ ମେଣ୍ଟାଲିଟି, ମାନେ ତାର ମାଇଣ୍ଡ ସେଟ, ମୁଁ ଖେଳି ପାରିବି କି ନ ଖେଳି ପାରିବି, ସେଇଥିପାଇଁ ସେ ଖେଳି ପାରୁନଥିଲା। ତାକୁ ତଥାପି ଚାନ୍ସ ଦିଆ ହେଲା। ଏଇ ଅପକମିଂ ଏଇ ଯୋଉ ସିଜନ ଚାଲିଥିଲା 2025-26 ରେ, ତ ମୁଁ ଦେଖିଲି ତାର କନଫିଡେନ୍ସ ଟିକେ ଗ୍ରୋ କରିଛି। ଆଉ ରାଜୁ ଭାଇ ବି ତାକୁ ସବୁବେଳେ ଫେଥ କରନ୍ତି କି ହଁ ତୁ ଖେଳି ପାରିବୁ, ଆମ ମେଣ୍ଡି ଲାଡେ ସମସ୍ତଙ୍କୁ ଫେଥ ତାକୁ ତା ଉପରେ ରଖନ୍ତି, ମୁଁ ବି ରଖେ ହଁ ତୁ ଖେଳି ପାରିବୁ। ତ ଆମର ଯେତେ ପଜିଟିଭ ଆଟିଟ୍ୟୁଡ ତା ସହିତ ରହିଲା, ତ ସେଥିପାଇଁ ସେ ଟିକେ ଗ୍ରୋ କଲା। ଆଉ ମଝିରେ ଦେଖିବେ ଆପଣ, ଆମେ ବାପିକୁ ଆଡ କରିଥିଲୁ, ମୁଁ ବାପିକୁ ସଜେଷ୍ଟ କରିଥିଲି ରାଜୁ ଭାଇ, ବାପି ବୋଲି ଗୋଟେ ପ୍ଲେୟାର ଅଛି, ବହୁତ ଭଲ ଖେଳୁଛି, ତାର କ୍ୟାପାସିଟି ବହୁତ ଭଲ ଅଛି, ଆଉ ବହୁତ ଭଲ ସ୍କୋର ବି କରୁଛି ଏବେ। ତାକୁ ବି ଚାନ୍ସ ଦେଇଛନ୍ତି ପୁରା ଲାଷ୍ଟ ଯାଏ, ରାଜୁ ଭାଇ ତାକୁ ଲାଷ୍ଟ ଯାଏ ଚାନ୍ସ ଦେଇଛନ୍ତି, ପିଲାକୁ ଆଡଜଷ୍ଟ କରିକି। କେବେ କୋଉଠି ଧନ ରହିଯିବ, କେବେ କୋଉଠି କିଏ ବବଲୁ ଦର କିଏ ରହିଗଲା, କିନ୍ତୁ ପିଲାଙ୍କୁ ଚାନ୍ସ ଦବାର ଯୋଉ କେପାବିଲିଟି ଅଛି ରାଜୁ ଭାଇ ପାଖରେ, ସେଇଟା ମତେ ବହୁତ ଭଲ ଲାଗେ। ଆଉ ଟିମ କଥା କଣ କହିବି, ଟିମ ଯୋଉ କମବ୍ୟାକ କଲା, ସମସ୍ତଙ୍କର ପରଫର୍ମାନ୍ସ A1 ଥିଲା ଏଇ ବର୍ଷର। ମେଣ୍ଡିସ୍, ଲାଡେନ, ଇଭେନ ସୋହେଲ, ଆମର ବାପି, ପ୍ରଦ୍ୟୁମ୍ନ ଲିଙ୍କୁ ବି ଆମର ମଝିରେ ବହୁତ ମ୍ୟାଚ ଖେଳିଲା, ଭଲ ଖେଳିଛି। ଧନ ରାଉତ ବେଶୀ ଭଲ ରହିଲା, ଆଉ ବବଲୁ ବି ରହିଲା। ଇମରାନ ଭାଇ ଥିଲେ ନଥିଲେ ଟିକେ ତ ଇମ୍ପାକ୍ଟ ପଡୁଛି, କିନ୍ତୁ ଇମରାନ ଭାଇ ଯୋଉ ଆମକୁ କନଫିଡେନ୍ସ ଦେଇକି ଯାଇଛି, ସେ ଆମ ସହିତ ଖେଳି ଖେଳିକି ତାର ଯୋଉ କନଫିଡେନ୍ସ ଟା ଆମ ସହିତ ଅଛି, ସେଇଟା ଆମକୁ ବହୁତ ପୁଶ କରିଛି। ଆଉ ତାପରେ ହେଲା, ଇମରାନ ଭାଇ ସବୁବେଳେ ଯେତେ ଟୁର୍ଣ୍ଣାମେଣ୍ଟ ହଉ ନ ହଉ ଆମକୁ ଫୋନ କରିକି ଆଟଲିଷ୍ଟ କହିବ, ଇଭିନିଂ ରେ କଥା ହବ କି ଭଲ ଖେଳିଲ, ଆହୁରି ଭଲ ଖେଳ ଏ ଖେଳ। ଆଉ ଏ ବର୍ଷ ତ ଇମରାନ ଭାଇ ବୋଧେ ରହିବ, ମତେ ଯାହା ଲାଗୁଛି। ତ ଆହୁରି ଆମ ଟିମ ବହୁତ ଷ୍ଟ୍ରଙ୍ଗ ହେଇକି ବାହାରିବ। ଆମେ ସବୁ ଡେଲି ଆମର କଣ୍ଟାକ୍ଟ ରହୁଛି, ସନ୍ଧ୍ୟା ହେଲେ ଆମ କଥା ହଉ, ଟିମ ପ୍ଲେୟର ସହିତ କଥା ହଉ। ତମ ଟିମ ପ୍ଲେୟର ସହିତ ବଣ୍ଡିଙ୍ଗ ତମ ଯେତେ ଭଲ ରହିବ ନା, ତମ ଟିମ ସେତେ ଗ୍ରୋ କରିବ। ଆଉ ଯଦି ତମେ କହିବ ନା ମୁଁ ଏ ଡାଉନ ରେ ଖେଳିବି, ନା ମୁଁ ସେ ଡାଉନ ରେ ଖେଳିବି, ଆଉ ମୁଁ କାହିଁ ବୋଲିଂ କରିବି, ସେ କାହିଁ ବୋଲିଂ କରିବ, ତ ଆପଣ ଟିମ ତଳକୁ ପଳେଇ ଆସିବ। ଏଟା ମୁଁ କହୁଛି, ଟିମ ପ୍ଲେୟର ଉପରେ ଫେଥ ରଖ, ତାଙ୍କର ଡାଉନ ଉପରେ ଫେଥ ରଖ। ଗୋଟେ ମ୍ୟାଚ ତ ଏମିତି 10ଟାରୁ ତ 5ଟା ହାରିବ, କିନ୍ତୁ 5ଟା ତ ଜିତିବ ନା, ସବୁ ମ୍ୟାଚ ତ ଜିତି ପାରିବ। ସେଇ ହେଲା, ରାଇଟ। ଟିମ ପ୍ଲେୟର ଉପରେ ଫେଥ ରଖ, ଆଉ ଓନର ଉପରେ ଫେଥ ରଖ, ପରଫର୍ମାନ୍ସ ଆପେ ଆପେ ଭଲ ରହିବ। ଏ ବର୍ଷ ଆମର ବହୁତ ଭଲ ରହିଲା, ମୁଁ ସମସ୍ତ ପ୍ଲେୟରକୁ କଂଗ୍ରାଚୁଲେସନ କରିଛି। ଆଉ ମତେ ବହୁତ ଭଲ ଲାଗିଲା ଏ ସିଜନ ମତେ ଖେଳିବା ପାଇଁ, ମତେ ବହୁତ ଏନ୍ଜୟ ହେଲା ଏ ସିଜନ ର ଟୁର୍ଣ୍ଣାମେଣ୍ଟ ସବୁ ଖେଳିବା ପାଇଁ। ଯୋଉଟା ଡେ ଟୁର୍ଣ୍ଣାମେଣ୍ଟ ସବୁ ବହୁତ ଭଲ ଲାଗିଲା, ରାତିରେ ବି ବହୁତ ଟୁର୍ଣ୍ଣାମେଣ୍ଟ ସବୁ, ମାନେ ନୂଆ ନୂଆ ଟୁର୍ଣ୍ଣାମେଣ୍ଟ ଯୋଉଟା ମୁଁ ଖେଳି ନଥିଲି, ସେଟା ଖେଳିକି ବହୁତ ମତେ ଏନ୍ଜୟ କରିଛି। ଏ ସିଜନ ମୁଁ ବହୁତ ଏନ୍ଜୟ କରିଛି। ओके, एंजॉय करिबा पई एमती दीटा मैच जाको जहार हाइलाइट आपण देखिके आउथरे भी एंजॉय करि परिबे। गोटे होची चांदुआ चैंपियन ट्रॉफी, सेठी भी अजय राउत थिले,
ଦେନ୍ ଆଉ ଗୋଟେ ସୁନ୍ଦରପୁର କ୍ରିକେଟ ଫେଷ୍ଟିଭାଲ, ସେଠି ବି ଅଜୟ ରାଉତ ଥିଲେ। ଏଇ ଦିଟା ମ୍ୟାଚ ମୋ ଜାଣିବାରେ ଏଇ ସିଜନ ର ସବୁଠାରୁ ବେଷ୍ଟ ମ୍ୟାଚ ଥିଲା। ଅଜୟ ରାଉତ ୱିକେଟ କିପର ବ୍ୟାଟର, ଏକ୍ସପିରିଏନ୍ସ ବ୍ୟାଟର, ଯୋଉ ଟାଇପ ର ଏଇ ସିଜନ ରେ ଇମେଜ 11 କୁ ସେ ଲିଡ୍ କରୁଛନ୍ତି ୱିକେଟ ପଛରେ ରହିକି, ଆଉ ନିଜ ବ୍ୟାଟ ରୁ ଯେମିତି ସେ ରନ୍ ସଂଗ୍ରହ କରୁଛନ୍ତି। ବବଲୁ ଦାସଙ୍କ ସହିତ ତାଙ୍କର ଯୋଉ କମ୍ବିନେସନ ବି ରହିଥିଲା ବହୁତ ସୁନ୍ଦର ଥିଲା। ଅଜୟ ରାଉତ ଭଳି ପ୍ଲେୟାର କୁ ଇମେଜ 11 ପାଇକି କେତେ ସୌଭାଗ୍ୟଶାଳୀ ଭାବେ ଇମେଜ 11, ଟିକେ ଅଜୟ ରାଉତଙ୍କ ବିଷୟରେ ଆମକୁ ଜଣେଇବେ। ହଁ, ଅଜୟ ରାଉତ ଯେତେବେଳେ ମୁଁ କହୁଛି 2010-11 ତାର ମୋର ବହୁତ ପୁରୁଣା ଫ୍ରେଣ୍ଡସିପ। ଯେତେବେଳେ ମେଣ୍ଡିଜ ବି ନଥିଲା, ଯେତେବେଳେ ଲାଡେନ ବି ନଥିଲା, ତା ମୋର ଅଜୟ ରାଉତର ସର୍ଟ ବାଉଣ୍ଡ୍ରି ଆମେ ଖେଳୁଥିଲୁ। ଆମେ ଏତେ ଲଙ୍ଗ ବାଉଣ୍ଡ୍ରି ଖେଳୁନଥିଲୁ। ସେ ବି ସର୍ଟ ବାଉଣ୍ଡ୍ରି ଖେଳୁଥିଲା, ମୁଁ ବି ସର୍ଟ ବାଉଣ୍ଡ୍ରି ଖେଳୁଥିଲି। ଆମେ ସବୁ ସର୍ଟ ବାଉଣ୍ଡ୍ରିର ପ୍ଲେୟାର ଥିଲୁ। ଧୀରେ ଧୀରେ ସେ କ୍ରିକେଟ ମାନେ ଭଲ, ତାର ମାନେ କ୍ଲାସିକ ସର୍ଟ ମତେ ବହୁତ ଭଲ ଲାଗେ। ସେ ମଝିରେ କ୍ରିକେଟ ଛାଡିକି, ଟେନିସ କ୍ରିକେଟ ଛାଡିକି ଲେଦର ବଲ ଖେଳୁଥିଲା ନିମପୁରରେ। କିଛି ଫ୍ୟାମିଲି ଇସ୍ୟୁ ପାଇଁ, ପଇସା ପତ୍ର ଇସ୍ୟୁ ପାଇଁ, ଫାଇନାନ୍ସିଆଲ ପ୍ରୋବ୍ଲେମ ପାଇଁ ସେ ଛାଡିଦେଲା ଲେଦର ବଲ। କିନ୍ତୁ ତାର ଯୋଉ ଯେତିକି ସେ ସିଜନ ସେଠି ରହିଛି, ଯେତେ ବର୍ଷ ବି ସେଠି ଖେଳିଛି, ତାର ଯୋଉ ସ୍କିଲ୍, ତାର ଯୋଉ ଟେମ୍ପରାମେଣ୍ଟ, ସେ ସବୁ ନେଇକି ଆସିଛି ଲେଦର ବଲରୁ। ଆଉ ତାର ଫିଟନେସ ବି ସେ ଲେଦର ବଲରୁ ନେଇକି ଆସିଛି, ଯୋଉଟା ସେ ଆପ୍ଲାଏ କରୁଛି ଟେନିସ କ୍ରିକେଟରେ। ମୁଁ ଦେଖୁଛି ଆଜି ପର୍ଯ୍ୟନ୍ତ ମୁଁ ଯେତେ ବି ଟେନିସ କ୍ରିକେଟର ୱିକେଟ କିପର ଦେଖିଛନ୍ତି, ସେ ବ୍ୟାକ୍ ଅଫ୍ ହ୍ୟାଣ୍ଡ ଯୋଉ କ୍ୟାଚ୍ ଆସେ, ବ୍ୟାକ୍ ହେଇକି ଦୌଡିକି ଯାଇକି ଯୋଉ କ୍ୟାଚ୍, ମାନେ ଯୋଉ ସେଫ୍ ହ୍ୟାଣ୍ଡ ରେ ସେ ରଖେ, କ୍ୟାଚ୍ ଟାକୁ କିପ୍ କରେ, ସେଟା ଆଜି ପର୍ଯ୍ୟନ୍ତ କାହାର ବି ଦେଖିନି। ନା ନା ଜଗନ, ନା ବେନାର, ନା କଣ୍ଟିଆଇର, ଓଲିଅନ ଅଜୟ ରାଉତ। ଆଉ ତାର ଫିଟନେସ ତାକୁ ବହୁତ କରୁଛି ତା ଖେଳରେ। ମଝିରେ ସେ କିଛି ଦିନ ହବ ଭେଜିଟେରିଆନ ହେଇଯାଇଛି, ନନଭେଜ ଟୋଟାଲି ଛାଡି ଦେଇଛି, ଯୋଉଟା ତାର ବଡିରେ କିଛି ନା କିଛି ଇମ୍ପାକ୍ଟ କରିଛି। ହେଲେ ସେ ବହୁତ ଷ୍ଟ୍ରଗଲ ବି କରିଛି ତା ଲାଇଫରେ। ତା ଫାଇନାନ୍ସିଆଲ କଣ୍ଡିସନ ବହୁତ ଖରାପ ଥିଲା। ଯାହା ହଉ ଭଗବାନ ତାକୁ ହେଲ୍ପ କରିଛନ୍ତି। ଆଉ ସେ ଟୁର୍ଣ୍ଣାମେଣ୍ଟ, ଯୋଉ ଚାନ୍ଦୁଆ ଟୁର୍ଣ୍ଣାମେଣ୍ଟ, ଆଉ ସେ ସୁନ୍ଦରପୁର ଟୁର୍ଣ୍ଣାମେଣ୍ଟ ସେ ଜିତିଲା, ଆମର ତା ଉପରେ ଫେଥ ଥିଲା କି ହଁ ସେ ମାରି ପାରିବ। କିନ୍ତୁ ସେ ଏଇ ବର୍ଷ ଯେମିତି କମବ୍ୟାକ କରିଛି, ସେ ଗୋଟେ ଉଦାହରଣ ରହିଲା କି କ୍ରିକେଟରେ କେବେ ବି ଗିଭ୍ ଅପ୍ କରିବନି। ରାଇଟ ରାଇଟ ରାଇଟ। ତ ବହୁତ ସୁନ୍ଦର ଭାବରେ ଅଜୟ ରାଉତଙ୍କ ବିଷୟରେ ଆପଣ ତ ଆମକୁ ଜଣେଇଲେ, କିନ୍ତୁ ଆଜ ଏ ଗୋଟେ ଟିମ୍, ଗୋଟେ ଫ୍ୟାମିଲି ଇମେଜ 11, ଆଉ ସେଇ ଟିମ୍ ରୁ ବବଲୁ ଦାସ ଆଉ ହିରାଲାଲ ମେଣ୍ଡିସ ଗୋଟେ ନମ୍ବର 1 ପୋଜିସନ ରେ ପହଞ୍ଚୁଛନ୍ତି। ଆଜ ଏ ଫ୍ରେଣ୍ଡ, ଆଜ ଏ ଟିମମେଟ ହିସାବରେ କେତେ ପ୍ରାଉଡ ଫିଲ୍ କରନ୍ତି ଟିପୁ ସୁଲତାନ ଯେତେବେଳେ ନିଜ ଟିମ୍ ରୁ କେହି ଗୋଟେ ନମ୍ବର 1 ପୋଜିସନ ରେ ପହଞ୍ଚନ୍ତି? ମୁଁ ସ୍ପେସିଆଲି କହିବି, ବବଲୁ ଦାସ ମୋର ଅଲ୍ ଟାଇମ୍ ଫେଭରେଟ ବ୍ୟାଟ୍ସମ୍ୟାନ। ଆଉ ମୋର ତା ଉପରେ 100% ଫେଥ ରହିଥାଏ କି ସେ କିଛି ନା କିଛି ସ୍କୋର କରିବ। ଆଉଟ ତ ଗୋଟେ ପାର୍ଟ ଅଫ ଗେମ୍, କେତେବେଳେ ବି ଭଲ ବୋଲର ସେଥିରେ ପଡିଲେ ଆଉଟ ପାରନ୍ତି, କିଛି ନାହିଁ ସେଥିରେ ଆଉଟ ହେଇପାରନ୍ତି। କିନ୍ତୁ ଯୋଉ ତାର ଯୋଉ କନଫିଡେନ୍ସ ଥାଏ ନା, ମୁଁ ଦେଖିଛି ସେ କାହା ସହିତ ତାର କିଛି ବେଶୀ କଥାବାର୍ତ୍ତା ନାହିଁ, ସେ ନର୍ମାଲ ଆସିବ, କ୍ରିକେଟ ଖେଳିବ, ଯିବ। ବହୁତ କୁଲ, ବହୁତ ଶାନ୍ତ ପିଲା, ବହୁତ ଡିସିପ୍ଲିନ ପିଲା। ମୁଁ କହୁଛି ଲେଖିକି, ସେ ଆଗକୁ ବହୁତ ନାଁ କମେଇବ। ଯଦି ସେ କ୍ରିକେଟ ଛାଡିକି, ଟେନିସ କ୍ରିକେଟ ଛାଡିକି ଯଦି ଲେଦର ବଲରେ ସେ ଥାନ୍ତା ନା, ଅବଭିୟସଲି ମୁଁ କହୁଛି ସେ ଏପର୍ଯ୍ୟନ୍ତ କିଛି ନା କିଛି ଗୋଟେ ଲେଭେଲରେ ଥାନ୍ତା। ତଥାପି ଟେନିସ କ୍ରିକେଟ ତାକୁ ବହୁତ କିଛି ଦେଇଛି, ଭଗବାନ କରନ୍ତୁ ସେ ଆଗକୁ ବି ବହୁତ ବଢୁ। ଆଉ ମୁଁ ଅନ୍ତରରୁ ବହୁତ ଖୁସି ଅଛି କି ସେ ଏ ସିଜିନ ର ନମ୍ବର 1 ବ୍ୟାଟର ହେଲା। ଆଉ ମେଣ୍ଡିସ୍ କଣ କହିବି, ମେଣ୍ଡିସ୍ ମୋର ତ ବହୁତ, ତାର ମୋର ବହୁତ କ୍ଲୋଜ। ତାର ମୋର ମାନେ ଏତେ ଭଲ ବଣ୍ଡିଙ୍ଗ ଅଛି। ଆମ ଟିମ ରେ ସବୁଠୁ ଭଲ ବଣ୍ଡିଙ୍ଗ ମୋର ମେଣ୍ଡିସ୍ ସହିତ ଅଛି। ମେଣ୍ଡିସ୍ ର ମାନେ କଣ, ମ୍ୟାଚ୍ ସରିଲା ପରେ ସେ ମତେ ଫୋନ କରେ, କେବେ କେବେ ଘଣ୍ଟେ, ଇଭେନ 1.5 ଘଣ୍ଟା ଭଳିଆ ବି ସେ କଥା ହେଇଛି ମୋ ସହିତ। ବହୁତ ଟାଇମ ସ୍ପେଣ୍ଡ କରନ୍ତି। ଆଉ ମାନେ ମେଣ୍ଡିସ୍ ର ମୁଁ ସବୁବେଳେ କହୁଛି, ସେ ଯାହା ଉପରେ ବିଲିଭ କରୁ ନ କରୁ, କିନ୍ତୁ ତାର ମୋ ଉପରେ ବହୁତ ଫେଥ ଥାଏ। ଚେଞ୍ଜ ହଉ କି ଲାଷ୍ଟ ଏଣ୍ଡିଂ ରେ ଯୋଉ ଭରସା ଟା ସେ ମତେ ସବୁବେଳେ ଦେଖେଇଛି, ମୁଁ ଜାଣିଛି। ଆଉ ତା ଭଳିଆ ପ୍ଲେୟାର ତ ମୁଁ ଆଜି ପର୍ଯ୍ୟନ୍ତ ଦେଖିନି, ଏତେ ଏନର୍ଜେଟିକ ଆଉ ଏତେ ମାନେ ଜୋସ ରେ ଖେଳିବ। କୌଣସି ମାନେ ଟୁର୍ଣ୍ଣାମେଣ୍ଟ ଆମେ ଯଦି ମାନେ ଜିତିବାକୁ ବି ଯାଉଛୁ, ଆବାଉଟ ଟୁ ୱିନ୍, ସେଥିରେ ବି କହିବ କି ନା, ଟୋଟାଲି ମଜାକ ନିଅନି, କିଛି ହାଲକା ନିଅନି, ସିରିୟସଲି ଖେଳ। ଆଉ ତାର ତା ଭଳିଆ ଏନର୍ଜେଟିକ ପ୍ଲେୟାର ମୁଁ ଆଜି ପର୍ଯ୍ୟନ୍ତ ଦେଖିନି। ଫିଲ୍ଡିଂ ରେ ସେ ତ ଆମକୁ ମିନିମମ୍ 20 ରନ ତ ବଞ୍ଚିକି ସବୁବେଳେ ଦିଏ। ବ୍ୟାଟିଂ ବୋଲିଂ ରେ ବି ସେ ବର୍ଷ ବହୁତ ଭଲ ବୋଲିଂ କରିଛି, ବ୍ୟାଟିଂ ତାର। କିନ୍ତୁ ଯୋଉ ଫର୍ଷ୍ଟ ସିଜନ ର ବ୍ୟାଟିଂ, ଯେତେବେଳେ ସେ ଆପଣ ନୂଆ ନୂଆ ଷ୍ଟାର୍ଟ କରିଥିଲେ ହିନ୍ଦୋଲ ହିନ୍ଦୋଲ ଅଲମ୍ପିକ୍, ଖାଓ। ହଁ, ସେ ତାର ସେଇ ବର୍ଷର ଟପ୍ ତାର ବ୍ୟାଟିଂ ଥିଲା। କିନ୍ତୁ ଏ ବର୍ଷ ସେ ବୋଲିଂ ରେ ବହୁତ ଭଲ କମବ୍ୟାକ କରିଛି।
ଆଉ ମୁଁ ଆଶା କରିବି, ମୁଁ ନିଜେ ବି ବହୁତ ହାପି ମାନେ ଖୁସି ଫିଲ୍ କରୁଛି କି ଏ ସିଜନ ର ସେ ବେଷ୍ଟ ଅଲରାଉଣ୍ଡର ହେଇଛି। ଆଉ ଆର ସିଜନ ରେ ବି ସେ ବେଷ୍ଟ ଅଲରାଉଣ୍ଡର ହଉ। ସେ ଯେତେ ଭଲ ଖେଳିବ ଆମ ଟିମ୍ ପାଇଁ ବେନିଫିଟ, ଆମ ଯେତେ ଭଲ ପିଲା ଯେତେ ଭଲ ଖେଳିବ ଆମ ପାଇଁ ବେନିଫିଟ। ଓକେ, ତ ଇମେଜ ଇଲେଭେନ ଏଇ ସିଜନ ଯେତିକି ମ୍ୟାଚ୍ ଖେଳିଛି ତା ଭିତରୁ ଯଦି ଗୋଟେ ମେମୋରେବୁଲ ମ୍ୟାଚ୍ କୁ ଆପଣ ମନେ ପକେଇବେ, ତାହେଲେ ଆପଣଙ୍କ ପାଇଁ କୋଉ ମ୍ୟାଚ୍ ସବୁଦିନ ପାଇଁ ଗୋଟେ ୟାଦଗାର ମ୍ୟାଚ୍ ହେଇକି ରହିବ? ଆମେ ତ ମ୍ୟାଚ୍ ତ ଆମେ କେତେଟା ଜିତିଛୁ, କିନ୍ତୁ ଯୋଉ ମ୍ୟାଚ୍ ଟା ଆମେ ଯୋଉ ମ୍ୟାଚ୍ ଟା ଆମେ ହାରିଛୁ ସେଇଟା ମୋର ସବୁଠୁ ୟାଦଗାର ମ୍ୟାଚ୍ ରହିବ। ସୁନ୍ଦରପୁର ହୁଁ ଟା, ହୁଁ ସୁନ୍ଦରପୁରରେ ଅଜୟ ରାଉତ ବହୁତ ଭଲ ଫିନିଶ କରିଥିଲା ସେମିଫାଇନାଲ ମ୍ୟାଚ୍ ଟା। ଆମେ ସେଟା ହୁଁ ହୁଁ ଅନଏକ୍ସପେକ୍ଟେଡ, ମାନେ ଏତେ ଭଲ ସେ ଖେଳିଦେଲା କି ଆମେ ବିଲିଭ କରୁନଥିଲୁ କି ଆମକୁ ମ୍ୟାଚ୍ ଜିତେଇଦବ ବୋଲି। ସେଇଟା ତ ହୁଁ ମନେ ହୁଁ ରହିଲା। ହୁଁ ତ ଫାଇନାଲ ମ୍ୟାଚ୍ ରେ ଆମେ ଏତେ ଭଲ ସ୍କୋର କଲୁ, ଇଭେନ ମୁଁ ବି ବହୁତ ଭଲ ସ୍କୋର ବି କରିଥିଲି ଲାଷ୍ଟ ମ୍ୟାଚ୍ ରେ। 3 ଓଭରରେ 55 ସମଥିଙ୍ଗ ରନ୍ ସ୍କୋର କରିଥିଲୁ। ଲାଷ୍ଟ ଥିଲା ଗୋଟେ ବଲ ରେ ଗୋଟେ 6 ରନ୍। ସେଇଟା ମାଣିକ ଭାଇ ବ୍ୟାଟିଂ କରୁଥିଲି, ତାଙ୍କ ବ୍ୟାଟ ରୁ ଛକା ଆସିଗଲା। ଲିଟରାଲି ମୁଁ ଉପାସରେ ଥିଲି ହୁଁ ସେତେବେଳେ, ହୁଁ ହୁଁ ରମଜାନ ମାସ ଚାଲୁଥିଲା। ମୁଁ ଉପାସରେ ଥିଲି, ମୁଁ ବିନା କିଛି ଖାଇ ପିଇ ଖେଳୁଥିଲି, ଏତେ ଭଲ ସ୍କୋର କରିଥିଲି। ଆଉ ସେଇ ମ୍ୟାଚ୍ ଟା ଆମେ ହାରିଗଲୁ, ମତେ ବହୁତ ଦୁଃଖ ହେଲା। କିନ୍ତୁ ସେ ଟୁର୍ଣ୍ଣାମେଣ୍ଟ ଟା ମତେ ଏତେ ଭଲ ଲାଗିଲା, କିନ୍ତୁ ସେ ଟୁର୍ଣ୍ଣାମେଣ୍ଟରେ ମୁଁ ନିଜେ ଜାଣିଲି କି ମୁଁ ନିଜ ଖେଳକୁ ସେଇଠି ମୁଁ ଦେଖି ପାରିଛି ବହୁତ ଭଲସେ। ସେଇ ଟୁର୍ଣ୍ଣାମେଣ୍ଟ ଟା ମୋ ପାଇଁ ବହୁତ ମାନେ ୟାଦଗାର ଅଛି। ଆମେ ଅବଶ୍ୟ ସେ ମ୍ୟାଚ୍ ହାରିଛୁ, କିନ୍ତୁ ଆମକୁ ଲାଗୁନି ସେଟା ମ୍ୟାଚ୍ ଆମେ ହାରିଥିଲୁ, ଆମେ ଲଢିଥିଲୁ। ସେଇ ମ୍ୟାଚ୍ ଟା ହୁଁ ମୋର ହୁଁ ସବୁଠୁ मेमोरेबल मैच। 19-20 का मामला था और मानिक चांद वो शॉट भी हमेशा के लिए याद रहेगा, क्योंकि वो भी एक्सपेक्ट नहीं कर रहे थे कि ये गेंद छक्का के लिए जाएगा, लेकिन छक्का के लिए गया और वहां से सुहानी उस मैच को जीता। सुहानी इलेवेन और इमेज इलेवेन ये दुईटी टीम जो आमना सामना रे हुंती कोड ना कोडी टिके मतलब से इगो सामना को चली आसे टिके दुईटी टीम एमती निज निज टीम को जितिया ପାଇଁ ଲାଗି ଯାଆନ୍ତି। ଆପଣଙ୍କୁ ଫିଲ୍ ହୁଏ କି ସୁହାନି ସହିତ ଗୋଟେ ଅଲଗା ଚ୍ୟାଲେଞ୍ଜ ଥାଏ ଇମେଜ ଇଲେଭେନ ଯେତେବେଳେ ଆମ୍ନା ସାମ୍ନା କରେ ସୁହାନି ସହିତ? ऑब्वियसली सोहानी सहित जितेबले मु इभेन एते एते फील करिनी कमांडो 11 सहित जते हमर बॉडी हिट न थाए, सुहानी 11 सहित हेले मो बॉडी भी ऑटोमेटिकली हिट हो जाए। सेटा केमिति के मु भी जाननी, किंतु से मैच एमिति हमर क्लोज मैच सब एते हे जाईची, एते एग्रेशन हे जाईची, एते माने हमर जुक्ता जुक्ति हे जाईची। से तांको सहित हम मैच रहिला बेले किछि ना किछि गोटे प्रॉब्लम होउची, नहले हमर एग्रेशन दी जणर पीक रे रहउची दीटा टीम ର। ତ हाँ ସେଥିରେ हाँ ବି हाँ। ଭଲ ଅଛି, ପବ୍ଲିକ ଏଞ୍ଜୟ କରୁଛନ୍ତି ଟୁର୍ଣ୍ଣାମେଣ୍ଟ, ମ୍ୟାଚ୍ ବି ଏଞ୍ଜୟ କରୁଛନ୍ତି। ଆଗମିତିକା କମାଣ୍ଡୋ ଇଲେଭେନ ଆଉ ଇମେଜ ଇଲେଭେନ ଭିତରେ ସେ ଝଗଡା ଝାଣ୍ଟି ହଉନି, ଲଢେଇ ହଉନି, ଲାଡେନ ଚୁଇଁ କାଳିଆ ଆଉ ମାନେ ଫିଲ୍ଡ ରେ ଏତେ ମାନେ ଆଗ୍ରେସନ ଦେଖଉନାହାନ୍ତି। ଫିର ବି କମାଣ୍ଡୋ ଆଉ ଇମେଜ ର ମ୍ୟାଚ୍ ହେଲେ ଲୋକମାନେ ତାଙ୍କ ଭିତରେ ଫାଇଟ କରିଦଉଛନ୍ତି। କମାଣ୍ଡୋ ଆଉ ଇମେଜ ର ମ୍ୟାଚ୍ ବିଷୟରେ ଟିପୁ ସୁଲତାନ ଆପଣ କଣ କହିବେ? ये जो बिगेस्ट राइवलरी प्रेसर रही था प्लेयर मानक ऊपर, आज ए प्लेयर आपण ये गोटे बड़ मैच पूर्व केमती आपण माइंडसेट रखी था केमती आपण पड़िया ओल्लई था एग्नेस्ट रे जतबळे कमांडो 11 थाए? ଦେଖନ୍ତୁ ପ୍ଲେୟାର ଆପଣ ଯଦି ମ୍ୟାଚ୍ ଗୋଟେ ହଉଛି ତ 22 ଜଣ ପ୍ଲେୟାର ରହିବେ, ସେଥିରେ 22 ଜଣଙ୍କର ମାଇଣ୍ଡ ସେଟ୍ ଅଲଗା, ତାଙ୍କର ବିହେଭିୟର ଅଲଗା, ତାଙ୍କ ଆଗ୍ରେସନ ଅଲଗା। କିଛି ପିଲା କୁଲ ରହୁଛନ୍ତି, କିଛି ପିଲା ଆଗ୍ରେସନ କରୁଛନ୍ତି। ସମସ୍ତଙ୍କୁ ତ ଆପଣ ଚେଞ୍ଜ କରିପାରିବେନି ନା, ସେ ତାଙ୍କ ମାଇଣ୍ଡ ସେଟ୍ ରେ ଖେଳୁଛନ୍ତି, ସେ କେମିତି ତାଙ୍କୁ ଭାବୁଛନ୍ତି, କେମିତି ବଲ୍ ପକେଇବେ, କେମିତି ବ୍ୟାଟିଂ କରିବେ। ତ ଆମେ କାହାକୁ ଚେଞ୍ଜ କରିବାନି। ଆପଣ ଯେତେ ଯାଆନ୍ତୁ ଆପଣ ମେଣ୍ଡିସ୍ କୁ ଚେଞ୍ଜ କରିପାରିବେନି, ଆପଣ ଯେତେ ଯାଆନ୍ତୁ ଚୁଇକାଡିଆକୁ ଚେଞ୍ଜ କରିପାରିବେନି, କି ଲାଡେନ କୁ ଚେଞ୍ଜ କରିପାରିବେନି। ତ ସେ ତାଙ୍କର ସେମିତି ତାଙ୍କ ଚୀନ ରେ ଅଛି, ସେ ଆଉଟ କଲା ପରେ ଏମିତି ଆଗ୍ରେସନ ଦେଖଉଛନ୍ତି କି ସାମ୍ନା ବାଲା ବ୍ୟାଟ୍ସମ୍ୟାନ ରାଗି ଯାଉଛି। ତ ସେଇଟା ହେଲା ମେନ୍ ଇସ୍ୟୁ। ତ ଏଇ ବର୍ଷ ମୁଁ ଦେଖିଛି ଲାଡେନ ତାର ଟିକେ କଣ୍ଟ୍ରୋଲ ରଖିଛି, କିନ୍ତୁ ଯୋଉ ନେକ୍ସଟ ଇୟର ଯୋଉ ଥିଲା କବିରପୁରରେ ଯୋଉ ଆମର ପ୍ରୋବ୍ଲେମ ଟା ହେଇଥିଲା, ସେଇଥିରେ ଟିକେ ଲାଡେନ ଯେତେବେଳେ ବହୁତ ଆଗ୍ରେସନ ରେ ଖେଳୁଥିଲା, କଣ କହିଦେଲା ଗାଡିଆକୁ, ସେ ଟିକେ ମାଇଣ୍ଡ କରିଦେଇଥିଲା, ସେଥିପାଇଁ ଟିକେ ଡିଷ୍ଟର୍ବାନ୍ସ ହେଇଥିଲା। ସେଇଟାକୁ ପବ୍ଲିକ ନେଇଗଲେ କଣ ନା ଏଟା ବହୁତ ରାଇଭାଲି ମାନେ ମ୍ୟାଚ ହଉଛି ୟାଙ୍କ ଭିତରେ, ତ हाँ हाँ हाँ। ସେଇଟା ହେଲା କଥା। ସେଇ କଥାକୁ ନେଇକି ତ ରାଇଭାଲି ଷ୍ଟାର୍ଟ ହେଲା ଆଉ। ओके, किंतु यही सीजन रे एबे एबे गोटे गोरेखनाथ रे टूर्नामेंट हेतला, आपण भी थिले, आपण निहाती भाबरे भलो काम करथले से मैच भितरे। बैटिंग रु रन बैटिंग रे रन तो आस्तला, किंतु ता परिशोते आपण सबुथे कैमरा सामने रे आस्तले, कहीं ना आपण गोटे भलो काम करथले।
जो जिनसटा गोरेखनाथ रे हैला सेटा कोट ना कोठी ओडिशा टेनिस क्रिकेट को शोभा देला नाही सेठी मेंडिस कर भूल थाउ कि कंटिमिलुकर भूल थाउ किंतु लोक एबे भी जानिबाकू चाहुछन्ती एक्चुअली हैला कोन एते झगड़ा झांटी आडू गला कहीं ना एनसीटी पिपिली पुरी आ आपण जो टीम पटरू खेलुतले ये टीम रो राइवलरी नथिला किंतु स्क्वाड देखिबा गले गोटे एनसीटी सिउला रो गोटे से गोटे जो राइवलरी रहिछि पड़ोसी पड़ोसी टीम मध्य रे तो सेठी जो जिनसटा हैला ता विषय रे टीपू सुल्तान आपण कोन टिप्पणी दबाकू चाहिबे ମୁଁ ଯେମିତି କହିଲି ଇମେଜ 11 କମାଣ୍ଡର ଯଦି କିଛି ପ୍ରୋବ୍ଲେମ ହେଲା ବୋଲି ତ ଲୋକ ଭାବିଲେ କି ପ୍ରାଇଭେଟ ଦେଇ ଚାଲିଛି ତ ଭଲ ମ୍ୟାଚ ହଉଛି ଚାଲ ଦେଖିବା ସେମିତି ଶିଉଳା ଏନସିଟି ର ସେମିତି ପ୍ରାଇଭେଟ ଚାଲେ ଏନସିଟି ବହୁତ ଭଲ ଟିମ୍ ଡିସିପ୍ଲିନ ଟିମ୍ नो डाउट କିଛି ନାହିଁ ମହିଆ ଭାଇ ତାଙ୍କ ବହୁତ ଭଲ ସେଦିନ ଆକ୍ଚୁଆଲି କଣ ହେଲା ମୁଁ ସେଠି ଶୁଣିଥିଲି ମେଣ୍ଡିସ ବୋଲିଂ କରିବାକୁ ଯାଉଛି ଆଉ କଣ୍ଟିନ୍ୟୁ ବ୍ୟାଟିଂ ନନ୍ ଷ୍ଟ୍ରାଇକ୍ ରେ ଅଛି ତ କଣ୍ଟିନ୍ୟୁ କହିଲା କି ମୁଁ ଏ ଓଭରରେ 20 ରନ୍ ବାଡେଇ ଦେବି ମତେ ଜଷ୍ଟ ଷ୍ଟ୍ରାଇକ୍ ଦିଅ ସେପଟେ ଯୋଉ ନନ୍ ଷ୍ଟ୍ରାଇକ୍ ବ୍ୟାଟ୍ସମ୍ୟାନ ଥିଲେ ସେ ଆଉଟ୍ ହେଇଗଲା ତ ସିଏ ରାଗିକି କହିଲା ମୁଁ ତାକୁ 20 ରନ୍ ମାରିଦେବି ତମେ ମତେ ଷ୍ଟ୍ରାଇକ୍ ଦଉନ କଣ ପାଇଁ ତ ଏ କଥା ସେଇଠି ସେ ଚିଲେଇକି ଯେହେତୁ କହୁଛି ତ ମେଣ୍ଡିସ୍ ଶୁଣୁଛି ନା ଯେହେତୁ କଣ୍ଟିନ୍ୟୁ ଷ୍ଟ୍ରାଇକ୍ ଆଇଲା ମେଣ୍ଡିସ୍ ତାକୁ ଆଉଟ୍ କରିଦେଲା ଏଇଆ ରୁଲ ଅଛି ଯଦି ଆପଣ ଆଉଟ୍ ହଉଛନ୍ତି କୌଣସି ଜିନିଷରେ ଡିଫିଟ୍ ହଉଛନ୍ତି ଆପଣ ସେଟାକୁ ଆକ୍ସେପ୍ଟ କରନ୍ତୁ ଚୁପଚାପ ପ୍ୟାଭିଲିୟନ କୁ ଯାଆନ୍ତୁ ଆପଣ ନେକ୍ସଟ ମ୍ୟାଚ୍ ନହେଲେ ନେକ୍ସଟ କୋଉ ଟୁର୍ଣ୍ଣାମେଣ୍ଟ ରେ ଖେଳିକି ଆପଣ ପରଫରମେନ୍ସ ଥ୍ରୋରୁ ଦେଖାଅ କି ମୁଁ ହେଲି ଏଇକି ଟିପୁ ସୁଲତାନ କି ଇମରାନ ଖାନ ମୁଁ କଣ୍ଟିନ୍ୟୁ ମୁଁ ହେଲି ତ ନିଜ ପରଫରମେନ୍ସ ଦେଖ ଆପଣ ଏଠି ଗ୍ରାଉଣ୍ଡ ରେ ଯଦି କିଛି ମାନେ ଯେହେତୁ କଣ୍ଟିନ୍ୟୁ ସିନିୟର ହବ ମେଣ୍ଡିସ ର ବି ଟିକେ ଭୁଲ ଅଛି ସେ ଟିକେ ଆସିକି କହିଦେଲା ତାର ସେ ନା ମେଣ୍ଡିସ୍ ତ ତାଙ୍କୁ ଏକ୍ସପ୍ରେସନ ଡାକିଲେ କଣ୍ଟିନ୍ୟୁ କୁ ଡାକିଲେ କି ସେ ଡାକି ଏଠିକି କହିଲା ଶୁଣ କି ଏମିତି ଯା କିଛି ଥିଲା ମୁଁ ହେଲି ହିରାଲାଲ ମେଣ୍ଡିସ୍ ଆଉ ତୁ ମତେ କହୁଛୁ ମାରିବା ପାଇଁ ମୁଁ ହେଲି ସେ ସରି କଣ୍ଟିନ୍ୟୁ କହିଲା ତୁ କିଏ ନେଇଗଲା ମୁଁ ହେଲି ହିରାଲାଲ ମେଣ୍ଡିସ୍ ଏତିକି ମୁଁ ଶୁଣିଛି ତାପରେ ମୁଁ ଯେମିତି ଓକେ ଦେଖିଲି ଝଗଡାଟା ପଡିଲାନି ମୁଁ ତାକୁ ପଛକୁ କହିଦେଲି ପ୍ୟାଭିଲିୟନକୁ ପଠେଇଦେଲି ତୁ ଯା ଏଠି ଝଗଡାଟା କରନି ଲାଡେନ ବି କଣ ସେଥିରେ ଆସିକି କଣ କହିଦେଲା ସେ ଲାଡେନ ଉପରେ ବି ରାଗିଗଲା ତ ମୁଁ ଏତିକି କହିବି ଗୋଟେ ଟିପ୍ପଣୀ ଦେବି କି ଯଦି ଆପଣ ଜୁନିୟର ଅଛନ୍ତି ତ ଆପଣ ସିନିୟରକୁ ରେସପେକ୍ଟ କରନ୍ତୁ ମୁଁ କହିବିନି କି ମୁଁ ବ୍ୟାଟିଂ କରୁଛି ମୁଁ ଜାଣିଛି ମୁଁ ଇମରାନ ଖାନକୁ ମାରିବା କ୍ୟାପାବିଲିଟି ମୋର ଅଛି ତା ମାନେ ନୁହଁ କି ମୁଁ ଇମରାନ ଖାନକୁ ଡାଇରେକ୍ଟ କହିବି କି ଇମରାନ ଭାଇ ମୁଁ ତମକୁ ଏ ଓଭରରେ 20 ମାରିବି ଏଇଟା ତ ତାଙ୍କର ଡିସରେସପେକ୍ଟ ହବ ନା ଯେମିତି ହେଲେ ବି परफेक्ट ତ ସେଇଟା परफेक्ट ହେଲା ଭୁଲ ଗୋଟେ ହେଲା କଣ୍ଟିନ୍ୟୁ ସେଟା ଭୁଲ ଆଉ ମେଣ୍ଡିସ୍ ହେଲା ଯଦି ମେଣ୍ଡିସ୍ କିଛି ଭୁଲ ଅଛି ମୁଁ କହିବି କି ନା ଯଦି ବି ତୁ ଆଉଟ୍ କଲୁ ଛାଡ ଛୋଟ ପିଲା ଅଛି ଯାଉ ମେଣ୍ଡିସ୍ ସେଇଠି ତାର ଆଗ୍ରେସନ ରେ କହିଦେଲା ଠିକ କହିଲି ओके आउ कंट्रोवर्सी आड़ू आम जीवा ना आपण विषय किसी जानवा चेष्टा करेंगे आ सीजन विषय आम फटाफट आगू बढ़ा कहीं अलरेडी आपण मत जी समय दबा कहते मुझे अधिका समय नहीं सारे आपण सक्सेस पछरे आपण मार्गदर्शक किए रही ମୁଁ ଏଟାକୁ କଣ କୋଉ ହିସାବରେ ସକ୍ସେସ କରିବି କହିବି ମୁଁ ତ ଏନ୍ଜୟ କରୁଛି ମୋ ଲାଇଫ କୁ ମୁଁ ଜାଣିଛି ମୁଁ किए ଯାହା ବି पछरु କରୁଥିଲି पुश करते किए आपण पछरु पुश करते क्रिकेट केबे ना केबे आपण को टिके डबल माइंड रे पकाई कि खेलिबिनी से समय रे भी आपण को से सपोर्ट करथिले कि टीपू सुल्तान तम द्वारा हेई परिबो ମୋ ମାମୁଁ ଅଛି ତାଙ୍କ ନାଁ କେସ୍ ଆଉ ମୋ ଚାଚା ଅଛି ସଲିମ ଆଉ ଇଭେନ କହିବି ଆକାଶ ଭାଇ ଆଉ ରାଜୁ ଭାଇର ବି ବହୁତ ବଡ ରୋଲ ଅଛି ଏଥିରେ ମୁଁ ଯେତେବେଳେ ଟାଉନ ରୁହେ ମତେ ତ କ୍ରିକେଟ ଆକ୍ଚୁଆଲି ଶିଖେଇଛି ମୋ ମାମୁଁ ମତେ ମୁଁ ତାକୁ ଦେଖିକି ଶିଖିଛି ଖେଳ ମୁଁ କ୍ରିକେଟ ଖେଳୁନଥିଲି ତାକୁ ବି ଦେଖିକି ଖେଳୁଥିଲି ତାଠୁ ବ୍ୟାଟିଂ ଶିଖିଲି ବୋଲିଂ ଶିଖିଲି ବହୁତ କିଛି ଶିଖିଲି ତାପରେ ଯେତେବେଳେ ସେ କ୍ରିକେଟ ଛାଡିଦେଲା 2014 ସେ କ୍ରିକେଟ ଛାଡିକି ମୁମ୍ବାଇ ପଳେଇଲା ସେ କିନ୍ତୁ ସେଠୁ ମତେ କହୁଥିଲା କି ତୁ କ୍ରିକେଟ ଛାଡ ନା କ୍ରିକେଟ କିଛି ତ ସ୍କୋପ ଅଛି ଆଉ ଏତେ ଲେବୁଲ ଗଲୁନୁ ଆଉ ଚାଲୁଛି ଚାଲୁ କେତେ ପର୍ଯ୍ୟନ୍ତ ଯାଇପାରୁଛୁ ଦେଖ କିନ୍ତୁ କ୍ରିକେଟ ଛାଡନା ଯୋଉଟାରେ ଅଛୁ ସେଠୁ ବଢିଯିବୁ କିନ୍ତୁ ଏବେ କୋଉଠି ବି ଷ୍ଟାର୍ଟ କରିବୁ ତ ଜିରୋ ରୁ ଷ୍ଟାର୍ଟ କରିବାକୁ ପଡିବ ମାମୁଁ ମତେ ବହୁତ ପୁଶ କରିଛି ଆଉ ତାପରେ ହେଲା ରାଜୁ ଭାଇ ବି ମତେ ବହୁତ କନଫିଡେନ୍ସ ଦିଅନ୍ତି ଯୋଉ ମ୍ୟାଚ ହେଲେ ମୁଁ ମାନେ ମୋ ଆଶା ଛାଡିଯିବ କି ନା ରାଜୁ ଭାଇ ମୁଁ ଆଉ ଖେଳିବିନି କ୍ରିକେଟ ସେ ମତେ ବହୁତ ହେଲ୍ପ କରନ୍ତି କି ନା ଥିବୁ ଖେଳ ତୋର କେତିକି କ୍ୟାପାବିଲିଟି ଅଛି ତୁ ଆଗକୁ ଗ୍ରୋ କରିପାରିବୁ ओके यही सीजन रे आपण जते टूर्नामेंट खेली एमती गोटे टूर्नामेंट रो ना नेबे जोठी क्राउड अधिक आस्तले आ खेलिबा पई बहुत मजा लागितला କ୍ରାଉଡ ଯଦି ମୁଁ କହିବି ବହୁତ ଭଲ ଲାଗିଲା ଖଇରପାଲି ତ ଅବଭିୟସଲି ବହୁତ କ୍ରାଉଡ ଥିଲା
କିନ୍ତୁ ସବୁ ବର୍ଷ କ୍ରାଉଡ ହୁଏ, କିନ୍ତୁ ଏଇ ବର୍ଷ ମତେ ଟିକେ ଲାଗିଲା କି ଆମକୁ ବହୁତ ମଜା ଲାଗିଲା। ଆଡି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯୋଉ ନାଇଟ ଟୁର୍ଣ୍ଣାମେଣ୍ଟ ହଉଥିଲା ଏଟା ନୂଆ ଷ୍ଟାର୍ଟ ହେଇଛି ଏ ବର୍ଷ, କିନ୍ତୁ ସେଠି ଯୋଉ ହଁ ହଁ ହଁ। ପବ୍ଲିକ ଥିଲେ ନା ବହୁତ ମାନେ ବେଶୀ ପରିମାଣରେ ଥିଲେ। ଆଉ ମତେ ଲାଗିଲା କି ଏ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ମତେ ବହୁତ ଏନ୍ଜୟ ଆସିବ, ହୁଁ ହୁଁ ଖେଳିବାକୁ ହୁଁ। ବହୁତ ଭଲ ଲାଗିଲା। ତାପରେ ଆଡି ଆଉ ଗୋଟେ ହେଲା ଆମର ସାଲେପୁର ଟୁର୍ଣ୍ଣାମେଣ୍ଟରେ ବି ବହୁତ କ୍ରାଉଡ ଥିଲେ, ଆଉ ହୁଁ ହୁଁ ସେଠି ବି ହୁଁ। ବହୁତ ମଜା ଲାଗିଥିଲା ଖେଳିବା ପାଇଁ। ଓକେ, ଡେ ଡେ ଟୁର୍ଣ୍ଣାମେଣ୍ଟ, ରେଡ୍ ଟେନିସ ର କିଛିଟା ଟୁର୍ଣ୍ଣାମେଣ୍ଟ ଯୋଉଠି ଆପଣଙ୍କ ଟିମ୍ ଭଲ ପ୍ରଦର୍ଶନ ବି କରିଥିଲା ଆଉ ସେ ଟୁର୍ଣ୍ଣାମେଣ୍ଟ ରେ କ୍ରାଉଡ ବି ଭଲ ଆସିଥିଲେ। ଏ ଟୁର୍ଣ୍ଣାମେଣ୍ଟରେ କହିବାକୁ ଗଲେ ମୁଁ ତ ଏତେ ଟୁର୍ଣ୍ଣାମେଣ୍ଟ ଖେଳି ସାରିଛି ଇମେଜରେ ମୋର ମନେ ହିଁ ପଡୁନି କି କେତେ ଟୁର୍ଣ୍ଣାମେଣ୍ଟ। ସିରିୟସଲି କହୁଛି ଏଇ ବର୍ଷ ଏତେ ବଢିଆ ଲାଗିଲା ଟୁର୍ଣ୍ଣାମେଣ୍ଟ ସବୁ ଖେଳିବାକୁ, ଏତେ ଜାଗାରେ ମାନେ ଏତେ ଭଲ କରିଛନ୍ତି ଆରେଞ୍ଜମେଣ୍ଟ, ମୁଁ ମାନେ ଚୁଜ୍ କରିପାରୁନି। ଓକେ ଦେଖିବାକୁ ଓକେ। ଗଲେ ଖଇରପାଲି ଟୁର୍ଣ୍ଣାମେଣ୍ଟରେ ମାନେ କ୍ରାଉଡ, ଆଉ ସେଟା ହେଲା ଗୁରୁମୁଣ୍ଡା କପ ରେ କ୍ରାଉଡ ପୁରା ହେଭି କ୍ରାଉଡ। ସେ ଓକେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ବହୁତ ମଜା ଲାଗେ। ଓକେ, ନେକ୍ସଟ କ୍ୱେଶ୍ଚିନ୍। ବହୁତ ସାରା କ୍ୟାପ୍ଟେନ ଚେଞ୍ଜ ହେଇଛନ୍ତି ଆପଣଙ୍କ ଟିମ ରେ। ଆମେ କେବେ କେବେ ମେଣ୍ଡିସ୍ କୁ ଦେଖିଛୁ କ୍ୟାପ୍ଟେନସିପ କରିବାର, କେବେ କେବେ ଲାଡେନ ବି କରିଛନ୍ତି। ଲାଡେନ ଯେହେତୁ ତାଙ୍କୁ ଆଘାତ ଲାଗିଲା ସେଠୁ ସେ ଟିମ ରୁ ଦୂରରେ ରହିଲେ, କିନ୍ତୁ କୋଉ କ୍ୟାପ୍ଟେନ ଅଣ୍ଡରରେ ଟିପୁ ସୁଲତାନ ଆପଣଙ୍କୁ ଟିକେ ଫ୍ରିଡମ ମିଳିଥାଏ, ଆପଣ ଟିକେ ନିଜର ବେଷ୍ଟ ପରଫର୍ମାନ୍ସ ଦେଇଥାନ୍ତି, ମାନେ କ୍ୟାପ୍ଟେନ ଆପଣଙ୍କୁ ସବୁ କିଛି ଛାଡି ଦେଇଥାନ୍ତି, ଟିପୁ ସୁଲତାନ ତମେ ତମ ଖେଳ ଖେଳ। ସେମିତି ଦେଖିବାକୁ ହେଲେ କ୍ୟାପ୍ଟେନ ତ ଖାଲି ଆମେ ନାଁକୁ କରୁଛୁ, କିନ୍ତୁ ଡିସିଜନ ଯେତିକି ହୁଏ ଗ୍ରାଉଣ୍ଡ ରେ ସବୁ ଆମେ ସିନିୟର, ଯେମିତି ଇମରାନ ଭାଇର, ମୋର, ଲାଡେନ ର, ମେଣ୍ଡିସ ର, ଆସିଫ ଭାଇ ବି ହୁଏ, ଆମେ ଏତିକି ମିଶିକି ଆମେ ଡିସ୍କସ କରୁ। କିନ୍ତୁ ଯେତିକି ମୁଁ ଦେଖିଛି ମେଣ୍ଡିଜ ଆସିବାଠୁ ମୁଁ ଟିକେ ବେଶୀ ଚାନ୍ସ ବି ପାଇଛି, ଆଉ ଲାଡେନ ବି ଓକେ, ମତେ ବହୁତ ଏମିତି ଚାନ୍ସ ଦେଇଛି। ଇଭେନ ରାଜୁ ଭାଇ ବି ସେଥିରେ ଇନଭଲ୍ଭ ହେଇକି ମତେ ପଠେଇଛନ୍ତି ବ୍ୟାଟିଂ କରିବା ପାଇଁ, ନା ଟିପୁ ତୁ ଖେଳ। ଏଇ ସିଜନ ର ଗୋଟେ ସ୍ପେଶାଲ ଇନିଂସ ଆପଣଙ୍କର କୋଉ ଟୁର୍ଣ୍ଣାମେଣ୍ଟ ର କୋଉ ମ୍ୟାଚ ରେ କୋଉ ଟିମ୍ ଏଗନେଷ୍ଟ ରେ ଆପଣ ବନେଇଥିଲେ, ସେଟା ଏବେ ବି ଆପଣଙ୍କ ମାଇଣ୍ଡ ରେ ଅଛି? ମ୍ୟାଚ୍ ତ ସ୍ପେଶାଲ ନକ୍? ମନେ ପଡୁଛି, ସିଆର୍ଏନ୍ ଏଗେନ୍ଷ୍ଟ ଥିଲା ନାଇଟ୍ ମ୍ୟାଚ୍। ସେ ନାଁ ଟା ମୋର ମନେ ପଡୁନି, ସରି ଜଗତସିଂହପୁର ର ଯୋଉ ଟୁର୍ଣ୍ଣାମେଣ୍ଟ ଟା ହଉଥିଲା ଯୋଉଠି ମୁଁ 50 ମାରିଥିଲି ସିଆର୍ଏନ୍ एगेंस्ट। हाँ हाँ, धनीस नाइट टूर्नामेंट, वहां पे आप अच्छा खेले थे। त्रिलोचनपुर शायद, आई थिंक। और त्रिलोचनपुर, सालेपुर। त्रिलोचनपुर सालेपुर साइड। हाँ हाँ, एमबीचे कप त्रिलोचनपुर। ହଁ ସେଟା ମତେ ମୋ ଇନିଂସ ଟା ବହୁତ ଭଲ ଖେଳିଥିଲି। ଆଉ ଗୋଟେ ଇନିଂସ ଖେଳିଥିଲି ଏଠି ଆମର ପିପିଲିରେ, ଯୋଉଟା ଆମେ ଫାଇନାଲ ରେ ହାରିଗଲୁ ଏନସିଟି ରୁ। ସେମିଫାଇନାଲ ରେ ଖେଳିଥିଲି ତାଙ୍କ ଏଗେନ୍ଷ୍ଟ, ସେଇ ସିଆର୍ଏନ୍ ଏଗେନ୍ଷ୍ଟ ଖେଳିଥିଲି। ସେ ଦିଟା ଇନିଂସ ମୋର ବହୁତ ୟାଦଗାର ଇନିଂସ ଅଛି। ओके, नेक्स्ट वन। ଏଇ ସିଜିନ ର ଫିୟରଲେସ୍ ବ୍ୟାଟର କିଏ ରହିଛନ୍ତି ଆପଣଙ୍କ ନଜରରେ? ମୋ ନଜରରେ ଯଦି ସିଜନ ଫିୟରଲେସ୍ ବ୍ୟାଟର ଅଛି ତ ବବଲୁ ଦାସ ମୋର, ଆଇ ଥିଙ୍କ। ଓକେ, ଯଦି ଗୋଟେ କ୍ଲାସ ବ୍ୟାଟର ଏଇ ସିଜିନ ର ଆପଣ ବାଛିବେ ତାହେଲେ କାହାକୁ ବାଛିବେ? କ୍ଲାସ ବ୍ୟାଟର ଯଦି ଏଇ ସିଜନ ର ସବୁଠୁ ଭଲ କ୍ଲାସ ଖେଳିଛି, ଇନିଂସ ବି ଖେଳିଛି ଭଲ, ସର୍ଟ ସିଲେକ୍ସନ ତାର ମତେ ବହୁତ ଭଲ ଲାଗେ, ସେଟା ହେଲା ଅଜୟ ରାଉତ। ଓକେ, ଯଦି ଗୋଟେ ପେସ୍ ବୋଲର ଆପଣ ଚୁଜ କରିବେ ତାହେଲେ କାହାକୁ ଚୁଜ କରିବେ ଏଇ ସିଜନ ରେ? ସବୁଠାରୁ ଭଲ ଗତିଶୀଳ ବୋଲର ସେ? बंटी। बंटी। ओके, ଯଦି ଗୋଟେ କଟର ବୋଲର ଆପଣ ଚୁଜ କରୁଛନ୍ତି ତାହେଲେ କାହାକୁ ଚୁଜ କରିବେ? कटर बॉल तो मोर ऑल टाइम फेवरेट राकेश साहू। ओके, बेस्ट फिनिशर भाବରେ କାହାକୁ ଦେଖିଛନ୍ତି ଏଇ ସିଜନ ରେ? ଆପଣ ତ ବହୁତ ଭଲ ଫିନିସିଂ କରିଛନ୍ତି, ଆପଣଙ୍କୁ ଛାଡିଲା ପରେ ଆଉ କାହା ନାଁ ନବାକୁ ଚାହିଁବେ ଆପଣ? ମୁଁ ତ ଯେତିକି ଦେଖିଛି ବିକାଶ ଦ୍ଵାରା ତ ବହୁତ ଫିନିଶ ହେଇଛି, ତ ମୋର ସବୁବେଳେ ବିକାଶ ହିଁ ରହିବ। ଓକେ, ଗୋଟେ କୁଲ କାମ କମ୍ପୋଜ ପ୍ଲେୟାର ଯଦି ଆପଣ କାହାକୁ ସେଇ ହିସାବରେ ତାଙ୍କ ନାଁ ନବାକୁ ଚାହିଁବେ, ସବୁଠୁ ସବୁଦିନ ପାଇଁ କୁल କୁଲ ରୁହନ୍ତି? ମତେ ଲାଗେ, କୁल ଆଉ ଡିସିପ୍ଲିନ ସବୁଠୁ ଲାଗେ ଡିଜିଟାଲ ରାଜୁ। ଓକେ, ଯଦି ଆଗ୍ରେସିଭ ପ୍ଲେୟାର ର ନାଁ ନେବେ ଆପଣଙ୍କ ଟିମ ରୁ ନୁହଁ, ଅଦର ଟିମ ରୁ ଯଦି କିଏ ଆଗ୍ରେସିଭ ସହିତ ସେ କ୍ରିକେଟ ଖେଳନ୍ତି? कमांडो 11 चुईकाड़िया। ओके,
यही सीजन रो बेस्ट यंगस्टर आपन को किए नजर आछंती? ମୋ ହିସାବରେ ତ ଧନ ରାଉତ ଅଛି ନମ୍ବର ୱାନରେ, କିନ୍ତୁ ଗୋଟେ ପିଲା ମତେ ବହୁତ ଇମ୍ପ୍ରେସ କରିଛି, ସେଟା ହେଲା ସୁପ୍ରୁ। ସେ ୱେଷ୍ଟର୍ଣ୍ଣ ଓଡିଶାର ଗୋଟେ ପିଲା ଅଛି, ବହୁତ ଡିସିପ୍ଲିନ, ବହୁତ ଭଲ। ତ ତାର ବହୁତ କେପାସିଟି ଅଛି ଆଗକୁ ଗ୍ରୋ କରିବାକୁ। ଯଦି ବି ସେ ଲାଇଭ ଦେଖୁଥିବ ମୁଁ କହିବି ଆଗକୁ ଗ୍ରୋ କର, ଭଲ ଖେଳୁଛ। ओके, आईपीएल रे आपन को फेवरेट टीम किए रहिछि? ମୋର ଆଇପିଏଲ ରେ ଫେଭରେଟ ଟିମ୍ ହେଲା କୋଲକାତା ନାଇଟ ରାଇଡର। ମୁଁ ଶାହରୁଖ ଖାନ ବେଶୀ ଲାଇକ୍ କରେ, ତ ମୋର ପଡୋଶୀ ରାଜ୍ୟ ବି ଅଛି କୋଲକାତା, ତ ମୁଁ କୋଲକାତା ସପୋର୍ଟ କରେ। ओके, इंडिया रो एमती गोटे मैच जो मैच टा सब दिन पे आपन को दिमाग रे रहिबो, वन ऑफ द मेमोरेबल मैच आपन पई? ଲାଷ୍ଟ T20 ୱାର୍ଲଡ କପ୍ ଇଣ୍ଡିଆ ପାକିସ୍ତାନ ସହିତ ଥିଲା ଇଣ୍ଡିଆର, हम्म ସେ ମ୍ୟାଚ୍ ଟା ମୋର ମେମୋରେବଲ ରହିବ, ବିରାଟ କୋହଲି ଯୋଉ ଫିନିଶ କଲେ। ओके, जदि गोटे हार्ट ब्रेक मैच इंडिया रो हमें उठेबा ताले को मैच रे आपन को आखिर लुह आसी जाइतला? ଏଇ ଯୋଉ ଟୁର୍ଣ୍ଣାମେଣ୍ଟ ମୁଁ କଥା, ଏଇ ଯୋଉ ମ୍ୟାଚ୍ କଥା କହିଲି, ସେଇ ଟୁର୍ଣ୍ଣାମେଣ୍ଟ ମୋର ସବୁଠୁ ୟାଦଗାର ରହିଲା। ମୋର ହାର୍ଟବିଟ୍ ପୁରା ଫାଷ୍ଟ ଥିଲା। ସେଟା 20 ରନ୍ସ ଉପରେ ଥିଲା, ଚେସ୍ କରିବାକୁ ଥିଲା ଆଉ ଗୋଟେ 8ଟା ବଲ୍। ସେଇ ଟାଇମରେ ଯୋଉ ଫିନିଶ କଲେ, ଲିଟରାଲି ଆଇ ୱାଜ କ୍ରାଇଡ୍। ओके, देन आपण जने विस्फोटक बैटर भी रहिचंती, किंतु को बॉलर आपण को टिके चैलेंज देई थांती ऑल ओडिशा क्रिकेट टूर्नामेंट रे? ମତେ ତ ସମସ୍ତେ ଚ୍ୟାଲେଞ୍ଜିଂ ଲାଗନ୍ତି, କିନ୍ତୁ ସବୁ ବଲର ବହୁତ ଭଲ ଅଛନ୍ତି। ମୁଁ ତାଙ୍କୁ ବହୁତ କଷ୍ଟ ମଷ୍ଟରେ ସ୍କୋର କରେ। ଆପଣଙ୍କୁ ଲାଗୁଛି କି ମୁଁ ଇଜିଲି ମାରି ଦଉଛି, କିନ୍ତୁ ମୁଁ ଯୋଉ କଷ୍ଟରେ ସେ ବଲ୍ ଟାକୁ କନେକ୍ଟ କରୁଛି ସେଟା ମୁଁ ଜାଣିଛି। କାହିଁକିନା ମୁଁ ଯୋଉ ବଲର କୁ 20 ମାରିଛି, ସେ ବଲର ମତେ ବହୁତ ଥର ଆଉଟ ବି କରିଛି। ମତେ ବହୁତ ପ୍ରୋବ୍ଲେମ ହୁଏ, ମାନେ ଇଜି ବି ଲାଗେ ଖେଳିବାକୁ, କିନ୍ତୁ ବହୁତ ପ୍ରୋବ୍ଲେମ ଲାଗେ, ତାକୁ ମୁଁ ଜଣେଇବାକୁ ଦିଏନି। କିନ୍ତୁ ଗୋଟେ ସେ ବଲର ହେଲା ରାକେଶ ସାହୁ, ତାକୁ ମତେ ଖେଳିବାକୁ ବହୁତ ପ୍ରୋବ୍ଲେମ ହୁଏ। ଆଉ ସେ ହେଲେ ମୁଁ ତାକୁ ତା ଆଗେନ୍ଷ୍ଟ ମୁଁ ସକ୍ସେସ ବି ହେଇଛି, କିନ୍ତୁ ସେ ମତେ ବହୁତ ଜାଗାରେ ଏମିତି ପ୍ରୋବ୍ଲେମ ରେ ଆଉଟ ବି କରିଛି। ବହୁତ ଗୋଟେ ଗୋଟେ ମ୍ୟାଚ୍ ରେ ଏମିତି ଜାଗାରେ ଆଉଟ କରିବ, ଆମ ଟିମ୍ ଫସିଯିବ ପୁରା। ओके, आपण को फेवरेट शॉट? ମୋ ଫେଭରେଟ ସଟ୍ ପୁଲ୍ ସଟ୍। ବୋଲିଂ ରେ को बॉल आपण को स्टॉक बॉल रहिछि? ମୁଁ ଲେଗ କଟର ହିଁ ବେଶୀ ୟୁଜ କରେ। ମୁଁ ଲେଫ୍ଟି ହଉ ରାଇଟି ହଉ, ତାଙ୍କୁ ଲେଗ କଟର ହିଁ ୟୁଜ କରେ ବେଶୀ। ओके, हमें लास्ट फेस रे पहुंची सारछे, किंतु गोटे क्वेश्चन आछी एफसीसी कप ऊपर हमर जने भाई बारंबार टाइपिंग करछन्ते। एफसीसी कप जोठी गोटे डिसीजन को नै कि बहुत कंट्रोवर्सी हेतला, जोठी कमांड और इमेज उभय टीम किए काबू छाड़ी नथिले, देन सेटू इमेज 11 से टूर्नामेंट को लीव करथला। देन गोटे ऑर्गेनाइजर हिसाब रे जदि आपण देखुचंती कि अंपायर तो खेल करेबे, अंपायर को ऊपर सब किछि दायित्व, किंतु गोटे ऑर्गेनाइजर सेठी सफर करचंती, आ आपण भी सेठी थिले शायद, तो से एफसीसी कप विषय रे कोन कहिबे? ଦେଖନ୍ତୁ वो तो ଏଫସିସି कंट्रोवर्सी। କପ୍ ସେଣ୍ଡ୍ରା ମୋର ସେଟା ବି ଗୋଟେ ୟାଦଗାର ଟୁର୍ଣ୍ଣାମେଣ୍ଟ ଅଛି। ଗୋଟେ ଓଭରରେ 24 ରନ୍ ଥିଲା, ମୁଁ ଫିନିଶ କରିଥିଲି। ସେ ମ୍ୟାଚ୍ ମୋର ବି ମନେ ଅଛି। ସେ ଟୁର୍ଣ୍ଣାମେଣ୍ଟ ତ ବହୁତ ଭଲ ଅଛି, କିନ୍ତୁ ଯୋଉ କଣ୍ଟ୍ରୋଭର୍ସି ସେଠି ହେଲା, ଯୋଉ ପ୍ରୋବ୍ଲେମ ହେଲା, ଆକ୍ଚୁଆଲି ମୁଁ ବି ଆମ ଟିମ୍ କୁ କହୁଥିଲି କି ଆମେ ଯାହା ବି ହଉ ଆମେ ମ୍ୟାଚ୍ କୁ ସାରିକି ଯିବା। କିନ୍ତୁ ସେଇ ପ୍ରୋବ୍ଲେମ, ଆକ୍ଚୁଆଲି ସେଇ ପ୍ରୋବ୍ଲେମ ଟା ହେଲା କଣ ପାଇଁ? ସେଇଠି ଯୋଉ ବାଉଣ୍ଡ୍ରି କି ନେଇକି ଯୋଉ ପବ୍ଲିକ ମାନେ କହିଲେ, ଦେଖନ୍ତୁ ପବ୍ଲିକ ମାନେ ବହୁତ ଆସୁଛନ୍ତି, କୋଉଟା କମାଣ୍ଡୋର ସପୋର୍ଟର ଥିବେ, କୋଉଟା ହେଲା ଇମେଜ 11 ର ସପୋର୍ଟର। ତ ଫାର୍ଷ୍ଟ ଭୁଲ କଲେ ଟେଣ୍ଡର ଯୋଉ ଲୋକ ମାନେ ଅର୍ଗାନାଇଜର ମାନେ, ସେମାନେ ବାଉଣ୍ଡ୍ରି ପାଖରେ ତାଙ୍କର ଯୋଉ ଲାଇନ୍ସ ମ୍ୟାନ ବସେଇ ନାହାନ୍ତି। ତ ଦେଖନ୍ତୁ, ଯଦି ମୁଁ ଅଫ୍ ସାଇଡ ରେ ଅଛନ୍ତି କମାଣ୍ଡର ସପୋର୍ଟର, ଯଦି ମୁଁ ଅଫ୍ ସାଇଡ ରେ ଗୋଟେ ସର୍ଟ ମାଇଲି, ସେଠି ଗୋଟେ ଫିଲ୍ଡର ବାଉଣ୍ଡ୍ରିରେ ଚଢି ଯାଇଛି, ତ ସେଠିକା ଲୋକ କଣ କହିବେ? ନା ଏଟା ଆଉଟ ଅଛି, କମାଣ୍ଡର ସପୋର୍ଟ ଅଛନ୍ତି ମାନେ ସେ କହିବେ ଏମାନେ ଆଉଟ ଅଛି। ତ ସେଠି ଯଦି ଆପଣଙ୍କର ଲାଇନ୍ସ ମ୍ୟାନ ଥାନ୍ତା, ତ କଣ ସେଠି କିଛି ପ୍ରୋବ୍ଲେମ ହେଇଥାନ୍ତା? ସେ ତ ଦେଖିଥିବ ନା। ଆପଣ ଏତେ ବଡ ଟୁର୍ଣ୍ଣାମେଣ୍ଟ ଅର୍ଗାନାଇଜ କରୁଛନ୍ତି, ଆପଣଙ୍କର ତାହେଲେ 10ଟା ପିଲା ନାହାନ୍ତି ଆପଣ ବାଉଣ୍ଡ୍ରି ବସେଇବା ପାଇଁ। କିନ୍ତୁ ସେଟା ତାଙ୍କର ଭୁଲ ଥିଲା। ଯେହେତୁ ଆମେ ବି ଜାଣିନୁ, ମୁଁ ବି ନିଜେ ଜାଣିନି ସେଟା ବାଉଣ୍ଡ୍ରି ହେଇଛି କଣ ନାହିଁ, ପବ୍ଲିକ ଏହା କହୁଛି, ଅମ୍ପାୟାର ଏଟା ଡିସିସନ ଦେଇଦେଲା। ତ ଅମ୍ପାୟାର ବି କୋଉଠି ନା କୋଉଠି ଟିକେ ଭୁଲ ଡିସିସନ ଦେଇଛନ୍ତି। ଆମର ବି ଗୋଟେ ଭୁଲ ଅଛି ଆମ ଟିମ ର ବି। ଆମେ ସେ ମ୍ୟାଚ୍ ଟାକୁ ଛାଡିଦେଲୁ, ଯେହେତୁ ଗୋଟେ ସେ ଟୁର୍ଣ୍ଣାମେଣ୍ଟ ପୁରା କରୁଛନ୍ତି, ଆମେ ଟୁର୍ଣ୍ଣାମେଣ୍ଟ ଟା ଖେଳି ଦେଇକି ଆସିଛନ୍ତି। ମୁଁ ତ କହୁଥିଲି ଚାଲ ଖେଳିଦବା, ହାରିଲେ ହାରିବା, ମ୍ୟାଚ୍ ତ ଜିତିଲେ ଜିତିବ, ନହେଲେ ହାରିକି ଯିବ, କଣ ହେଲା ପ୍ରୋବ୍ଲେମ ଅଛି?
ତେଣୁ ମୁଁ କହୁନି ଓକେ। ଜଣଙ୍କର ଭୁଲ ଅଛି, ସମସ୍ତଙ୍କର ଭୁଲ ଅଛି, ଆମର ବି ଭୁଲ ଅଛି, ଅର୍ଗାନାଇଜର ବି କିଛି ଭୁଲ ଅଛି, ଅମ୍ପାୟାର ର ବି କିଛି ଭୁଲ ଅଛି। ତ ଆପଣ ଆଟଲିଷ୍ଟ ଯଦି ଆପଣଙ୍କ ଏତେ ବଡ ଗାଁ ଅଛି, କିଛି ନା କିଛି ତ ଏକ୍ସପିରିଏନ୍ସ ପ୍ଲେୟାର ସେଠି ଥିବେ, ତାଙ୍କୁ ଆପଣ ଅମ୍ପାୟାରିଂ କରାନ୍ତୁ। ବାଗିରିଆ ଟୁର୍ଣ୍ଣାମେଣ୍ଟ ଦେଖନ୍ତୁ, ତାଙ୍କର ଯୋଉ ବଡ ବଡ ଭାଇ ସବୁ ଅଛନ୍ତି ସେମାନେ କେତେ ଏକ୍ସପିରିଏନ୍ସ, ସେମାନେ ଟୁର୍ଣ୍ଣାମେଣ୍ଟ କରୁଛନ୍ତି। ମୁଁ ଦେଖୁଛି କେତେ ଟୁର୍ଣ୍ଣାମେଣ୍ଟ ରେ ମାନେ ଆମଠୁ ୟଙ୍ଗ ପିଲା ସେମାନେ ଅମ୍ପାୟାରିଂ କରୁଛନ୍ତି। ହୁଁ 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 ହୁଁ। ତାଙ୍କ ପାଖରେ ଆମଠୁ ବେଶୀ କୋଉଠି ଏକ୍ସପିରିଏନ୍ସ ଆସିଥିବ ଭାଇ? ଆମେ ତ ଏବେ ଖେଳୁଛୁ ନା, ଆମଠୁ ତମେ ଅଧିକା ଖେଳିଲେ ତମର ଏକ୍ସପିରିଏନ୍ସ ଆସିବ। ତ ସେଇଭଳିଆ ରାଇଟ୍ କହୁଛି ରାଇଟ୍। ଏକ୍ସପିରିଏନ୍ସ ପିଲାଙ୍କୁ ଅମ୍ପାୟାରିଂ କରାନ୍ତୁ। ଜଣ ଦି ଜଣ ମାନେ ଅଛନ୍ତି ସେମାନେ ଅଲ ଓଭର ଓଡିଶା ଅମ୍ପାୟାରିଂ କରିବେ ଏଟା କୋई ମାନେ ନାହିଁ। ଆପଣଙ୍କ ହଁ ହଁ ଗାଁରେ ବି ବହୁତ ଭଲ ଭଲ ପ୍ଲେୟାର ଅଛନ୍ତି, ତାଙ୍କୁ ଅମ୍ପାୟାରିଂ କରାନ୍ତୁ। ରାଇଟ୍। ଓକେ ଦେନ୍ ଆମେ ये ସିଜିନ୍ ଶପଥ ନେଇଛୁ କି କଣ୍ଟ୍ରୋଭର୍ସି କ୍ୱେଶ୍ଚିନ୍ ପଚାରିବୁନି, କିନ୍ତୁ ଦର୍ଶକ ଯଦି ଆମକୁ ଡିମାଣ୍ଡ କରିବେ ଆମକୁ ପଚାରିବାକୁ ବାଧ୍ୟ। ଏଇ ସିଜିନ୍ ର ଟପ୍ 5 ବ୍ୟାଟର ଯଦି ଆପଣଙ୍କୁ ମୁଁ ଚୁଜ୍ କରିବାକୁ କହେ ତାହେଲେ ଆପଣ କୋଉ 5ଟି ବ୍ୟାଟର କୁ ଉପରେ ରଖିବେ? ମୋର ଟପ୍ 5 ବ୍ୟାଟର ଯଦି ମୋର ଏଇ ବର୍ଷର ମୁଁ ଦେଖିଛି, ଫର୍ଷ୍ଟ ହେଲା ବବଲୁ ଦାସ, ସେକେଣ୍ଡ ହୁଁ ହେଲା ହୁଁ କଣ୍ଟିଆ, ହୁଁ ଥର୍ଡ ହେଲା ଲାଡେନ, ଫୋର୍ଥ ହେଲା ପାର୍ସାନୀ, ହୁଁ। ଆଉ ଆମର ଫିଫ୍ଥ ହେଲା ଅଜିର। ଓକେ ଏଇ ଯୋଉ 5ଟି ବ୍ୟାଟ୍ସମ୍ୟାନ ର ନାଁ ନେଲେ, ଆ ଭିତରୁ ଦେବାଶିଷ ପାଟ୍ସାନୀ ଯିଏକି ଆଇଏସଏଲ ଖେଳିଛନ୍ତି ଆଉ ବହୁତ ସୁନ୍ଦର ପରଫର୍ମାନ୍ସ ବି ସେ ଦେଇଥିଲେ। ଦେବାଶିଷ ପାଟ୍ସାନୀଙ୍କ ବ୍ୟାଟିଂ ଆପଣଙ୍କୁ ଲାଗୁଛି କି ମାନେ ଇଏ ବ୍ୟାଟ୍ସମ୍ୟାନ ଆଗାମୀ 2-3 ବର୍ଷ ଭିତରେ, 2-3ଟା ସିଜିନ ଭିତରେ ଇଏ ସାୟଦ ଗୋଟେ ଇଣ୍ଡିଆର ଗୋଟେ ପପୁଲାର ପ୍ଲେୟାର ହେଇପାରନ୍ତି? ଦେବାଶିଷ ପାଟ୍ସାନୀଙ୍କ ପାଖରେ ଯୋଉ କ୍ଲାସ ରହିଛି, ଯୋଉ ଟାଇପ ର ସେ ବ୍ୟାଟିଂ କରୁଛନ୍ତି, ତାଙ୍କର ଏବେ ପିକ୍ ଫର୍ମ ଚାଲିଛି। ହ୍ୱାଟ ଏବାଉଟ ଦେବାଶିଷ ପାଟ୍ସାନୀ, କେମିତି ଡିଫାଇନ କରିବେ ତାଙ୍କ ବ୍ୟାଟିଂ କୁ? ଦେବାଶିଷ ପାଟ୍ସାନୀ ପର୍ସନାଲି ଯୋଉ ମୋର ଇଏ ଅଛି ମୁଁ କହୁଛି, ମତେ ସେ ବହୁତ ଭଲ ଲାଗେ। ତା ବ୍ୟାଟିଂ, ତାର ଯୋଉ କନଫିଡେନ୍ସ ମତେ ବହୁତ ଭଲ ଲାଗେ। ଯଦି ସେ ମୋ ଟିମ ରେ ଥାନ୍ତା, ମୁଁ ତାକୁ ଗୋଟେ ଏମିତି ଜାଗାରେ ୟୁଜ କରନ୍ତି ମାନେ ମୋ ଟିମ 100% ଯଦି 100 ରୁ 80% ଆମ ଟିମ ରେଜଲ୍ଟ କରନ୍ତା। ହୁଁ ଯେହେତୁ ହୁଁ ସେ ହୁଁ ଆମ ଟିମ ରେ ନାହିଁ, ଆମେ ତ ୟୁଜ କରିପାରୁନୁ, କିନ୍ତୁ ଯୋଉଠି ସେ ଆମ ସହିତ ଖେଳୁଛି ମୁଁ ତାକୁ ଠିକ ଜାଗାରେ ୟୁଜ କରୁଛି। ଆଉ ତାର ଯୋଉ କନଫିଡେନ୍ସ ବହୁତ ଭଲ ଅଛି। ଆଉ ମେନ୍ ହେଲା ଜିନିଷ, ତାର ଯୋଉ ଫୋର ଆର୍ମସ ଅଛି, ତାର ଫୋର ଆର୍ମସ ରେ ମୁଁ ମାର୍କ କରିଛି ବହୁତ ପାୱାର ଅଛି। ଛିଡା ହୁଁ ଛିଡା ହୁଁ। କଭର ଡ୍ରାଇଭ୍ ମାରିଦବ, ସେଇଠୁ ବସିକି ମାରିଦବ, ଯୋଉଟା ଯୋଉଟା ବବଲୁ ଦାସ ବି ମାରିପାରିବନି। ହଁ 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 ତା ହଁ। ବଡିରେ ବହୁତ ପାୱାର ଅଛି। ଆପଣ ପାୱାର ବହୁତ ଇମ୍ପାକ୍ଟ କରେ ଆପଣ ବ୍ୟାଟିଂ ରେ। ଇମରାନ ଖାନ ଭିତରେ ଏତେ ବଳ ଅଛି, ଏତେ ପାୱାର ଅଛି, ଆପଣ ତା ଗୋଟେ ସର୍ଟ ଥିବେ ଦେଖିଥିବେ, ବଲ୍ ଜଷ୍ଟ ରାଇଜ ହେଇକି ଆସୁଥିବ, ଏଇଠୁ ମାରିଦେବେ ଛକା। ସେଇଟା ହୁଁ ହେଲା ହୁଁ ହୁଁ। ପାୱାର ଅଟୋମେଟିକ୍। ଯୋଉଟା ହେଲା ଦେବାଶିଷ ଭାବେ ସେଇଟା ବହୁତ ଭଲ ଅଛି। ଆଉ ତାପରେ ସେ ମାନେ ସିଚୁଏସନ କୁ ନେଇକି ବହୁତ ଭଲ ହ୍ୟାଣ୍ଡେଲ କରି କ୍ରିକେଟ ଖେଳିଛି। ମୁଁ ଦେଖିଛି ଗୋଟେ ଏକ୍ସଟ୍ରା ମ୍ୟାଚ ସେ ଫିନିଶ ବି କରିଛି ବହୁତ ଭଲ ବ୍ୟାଟିଂ କରିକି। ଯୋଉଟା ମ୍ୟାଚ ହାରି ଯାଉଥିବୁ ସେ ମ୍ୟାଚ ଟାକୁ ସେ ଖେଳି ଜିତେଇଦବ। ସେଇଟା ହେଲା ଓକେ ମତେ ଟିପୁ ଭଲ ଲାଗେ। ସୁଲତାନ, ଟପ୍ 5 ବୋଲର କ୍ୱେଶ୍ଚିନ୍ ଆସିବା ପୂର୍ବରୁ ମୁଁ ଆପଣଙ୍କୁ ପଚାରିବାକୁ ଚାହିଁବି, ଓଡିଶାର ନେକ୍ସଟ ଇମରାନ ଖାନ କିଏ ଆପଣଙ୍କୁ ଲାଗୁଛନ୍ତି ହେଇପାରନ୍ତି? ସେ ତାଙ୍କ ସ୍ଥାନ ସେ ନେଇପାରନ୍ତି? ଏଟା ଟିକେ ମାନେ କ୍ୱେଶ୍ଚିନ୍ ଟା ଟିକେ ସାୟଦ ସୁଟ୍ କରିବନି ଇମରାନ ଖାନ କୁ, କାହିଁକିନା ଇମରାନ ଖାନ ତ ଗୋଟିଏ, କିନ୍ତୁ କୋଉ ପ୍ଲେୟାର ଭିତରେ ଆପଣଙ୍କୁ ଲାଗୁଛି କି ଇମରାନ ଖାନ ମିତିକା କନସିଷ୍ଟେନ୍ସି ସେ ଦେଖେଇ ପାରିବେ, ଆଉ ଏତେ ବର୍ଷ ବି ଖେଳି ପାରିବେ, ଆଉ ନିଜେ ନିଜକୁ ଲେଜେଣ୍ଡ ବି ବନେଇ ପାରିବେ? ମୁଁ ତ ଇମରାନ ଭାଇ କୁ ବହୁତ ବର୍ଷ ହେଲା ଦେଖିଲିଣି, 16 ବର୍ଷ ଆଜି ବି ହେଇଗଲା ଦେଖିଲିଣି। ଇମରାନ ଭାଇ 16 ବର୍ଷ ପର୍ଯ୍ୟନ୍ତ ଖେଳୁଛି, ମାନେ ଏତେ ଭଲ ପରଫରମାନ୍ସ ବି ରଖୁଛି, ଏବେ ବି ଭଲ ପରଫରମାନ୍ସ କରୁଛି ସେ। ଫିଟନେସ ବି ଭଲ ଅଛି, ବୋଲିଂ ବି କରିଦଉଛି, ହୁଁ ଫିଲ୍ଡିଂ ବି ହୁଁ ତାର ହୁଁ ଦେଖିପାରୁଥିବେ। ଇମରାନ ଖାନ ତ ଇମରାନ ଖାନ ଅଛି, ତା ଭଳିଆ ପିଲା ତ ବାହାରି ପାରିବେନି। କିନ୍ତୁ ତାଙ୍କ ଭଳିଆ କେପାସିଟି ଯଦି ଗୋଟେ ପିଲାର ଅଛି, ସେ ହେଲା ବିଶ୍ୱରଞ୍ଜନ ସାହୁ, ଚିନୁ। ହୁଁ 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 ହୁଁ। ତାଙ୍କ ଭଳିଆ କେପାବିଲିଟି ତାର ଅଛି। ସେ ଆଗକୁ ଗ୍ରୋ କରିପାରିବ। ଯେତିକି ବର୍ଷ ସେ ଖେଳିଛନ୍ତି ସେତିକି ହୁଁ ବର୍ଷ ହୁଁ। ସେ ବି ଖେଳିପାରିବ, ଆଉ ତାର ନାଁ କୁ ସେତିକି ବର୍ଷ ସେ ବଜେଇକି ରଖିପାରିବ। ସେଇଟା ହେଲା ଚିନ୍ତା। ଓକେ, ତ ଫଟାଫଟ ଆସିବା ଟପ୍ 5 ବୋଲର। 5ଟି ବୋଲର ର ନାଁ ନେବେ ଏଇ ସିଜନ ରେ ବହୁତ ସୁନ୍ଦର ବୋଲିଂ କରିଛନ୍ତି। ଏ ସିଜନ ର ସବୁଠୁ ଭଲ ବୋଲର ହେଲେ ରଗଡା ମାନସ, ହୁଁ ହୁଁ ଆଉ ପରେଶ ସାମଲ। ହୁଁ ହୁଁ ସେ ଥର୍ଡ ହେଲା, ସେଟା ମୋର ବି ଫେବରେଟ ଅଛି, ମୋର ବହୁତ ଭଲ ଲାଗେ, ସୋହେଲ ଖାନ୍। ହୁଁ ହୁଁ ଆଉ ଫୋର୍ଥ ରେ ସବୁବେଳେ ମୁଁ ରଖିବି ରାକେଶ ସାହୁ। ହୁଁ ହୁଁ। ଆଉ ଫିଫ୍ଥ ରେ ମୁଁ ଯଦି ରଖିବି, ସେଟା ହେଲା ଆମର ପବିତ୍ର। ପବିତ୍ର କୁମାର। ଓକେ,
ଏବେ ଆସିବା ଟପ୍ 5 ଅଲରାଉଣ୍ଡର ଆପଣଙ୍କ ଭଳି 5ଟି ପ୍ଲେୟାର କୁ ଆପଣ ଚୁଜ କରିବେ ଯେ ଭଲ ପରଫର୍ମାନ୍ସ ଦେଇଛନ୍ତି। मेंडिस, लाडेन, ହୁଁ ହୁଁ सोरेन साउ, चिन्नू, माणिक चांद ହୁଁ ହୁଁ ଆଉ ହେଲା ଆମର ଇମରାନ ଖାନ। ଓକେ ଏବେ ଏଇ ସିଜନ ର ଟପ୍ 3 ଫିଲ୍ଡର 3ଟି ଫିଲ୍ଡର ଯେ କି ଗନ୍ ଫିଲ୍ଡିଂ କରୁଛନ୍ତି ଭଲ କ୍ୟାଚେସ୍ ନେଇଛନ୍ତି। ଫର୍ଷ୍ଟ ହେଲା मेंडिस, सेकंड ହେଲା କୁନାର ସୋନା, ହୁଁ ହୁଁ ଆଉ ଯଦି ହବ ମୋର ଫେଭରେଟ ସବୁବେଳେ ମତେ ଲାଗେ ସେ ଫିଲ୍ଡିଂ ର ସେଭେନ ଡଗଲେସ୍। ଡଗଲେସ୍ ଓକେ ବହୁତ ସାରା ଟୁର୍ଣ୍ଣାମେଣ୍ଟ ଆପଣ ଖେଳିଛନ୍ତି ଏଇ ସିଜନ ର ଟପ୍ 5 ଟୁର୍ଣ୍ଣାମେଣ୍ଟ ଆପଣ କହିବେ ଯୋଉଥିରେ 3ଟି ଡେ ଟୁର୍ଣ୍ଣାମେଣ୍ଟ ରଖିବେ ଆଉ 2ଟି ନାଇଟ୍ ଟୁର୍ଣ୍ଣାମେଣ୍ଟ ରଖିବେ। ଆପଣ ତ ଏମିତି କ୍ୱେଶ୍ଚନ କରିବେ ମୁଁ ନିଜେ ଫସି ଯାଉଛି, ମାନେ ଏତେ ଭଲ ଭଲ ଟୁର୍ଣ୍ଣାମେଣ୍ଟ ଅଛି ମୁଁ କାହାକୁ କହିବି। ସବୁ ଟୁର୍ଣ୍ଣାମେଣ୍ଟ ଭଲ କିନ୍ତୁ ଓକେ ଆପଣଙ୍କ ହିସାବରେ ଆପଣ କିଛିଟା 5ଟା ନୂଆ ଆପଣ ଯେତିକିଟା ଆପଣଙ୍କ ମାଇଣ୍ଡ ରେ ଆସୁଛି ତଥାପି ଆପଣ ମୁଁ ସବୁ ଯୋଉଟା ଟୁର୍ଣ୍ଣାମେଣ୍ଟ ଯୋଉଟା ମତେ ବହୁତ ଭଲ ଲାଗିଲା, ବହୁତ ମାନେ ଆକୋମୋଡେସନ ବହୁତ ଭଲ, ବିହେଭିୟର ବହୁତ ଭଲ, ଆଉ ମାନେ ପ୍ଲେୟାର କୁ ବହୁତ ରେସପେକ୍ଟ ହେଇଛି। ଆଉ ସବୁଠୁ ଗୋଟେ ମେନ୍ ଜିନିଷ ହଉଛି ଯଦି ଆପଣ ଯେତେ ଭଲ ଟୁର୍ଣ୍ଣାମେଣ୍ଟ କରନ୍ତୁ, ଯେତେ ବି ପଇସା ଖର୍ଚ୍ଚ କର, କିନ୍ତୁ ଯଦି ସେଠିକା ପବ୍ଲିକ ଯଦି ପ୍ଲେୟାର କୁ ରେସପେକ୍ଟ ଦେବେନି ତ ସେ ଟୁର୍ଣ୍ଣାମେଣ୍ଟ ର କିଛି ଭ୍ୟାଲ୍ୟୁ ରହିବନି। କାହିଁକି ନା ସେ ହୁଁ ହୁଁ ପ୍ଲେୟାର କୋଉଠି ନା କୋଉଠି ଯିବ କି ନା ୟାର ମୁଁ ସେଇ ଜାଗାକୁ ଯାଇଥିଲି, ସେଠି ପବ୍ଲିକ ର ଏମିତି ଭଲ ଅଛନ୍ତି, ତୁ କେବେ ବି ଯିବନି ସେଠି ଖେଳିବାକୁ। ସେ ପବ୍ଲିକ ବହୁତ ମାନେ ସେଭିଂ କରୁଛନ୍ତି, ଲୋକଙ୍କୁ ଏମିତି ସ୍ଲାଙ୍ଗ କହୁଛନ୍ତି ତମେ କେବେ ବି ଯିବନି। ଆପଣ ଟୁର୍ଣ୍ଣାମେଣ୍ଟ କେବେ ବି ସକ୍ସେସ ହେଇପାରିବେନି। କିନ୍ତୁ ଏମିତି ବି ଗୋଟେ ଟୁର୍ଣ୍ଣାମେଣ୍ଟ ଅଛନ୍ତି ମାନେ ଏତେ ଭଲ ପବ୍ଲିକ ସେଠି ଭାଇ ବାହାରୁ ଏତେ ସପୋର୍ଟ କରିବେ, ମତେ ବହୁତ ଭଲ ଲାଗିଲା। ଫାର୍ଷ୍ଟ ହେଲା ଖୈରପାଲି, ମୋର ଅଲ ଟାଇମ ଫେଭରେଟ। ସେକେଣ୍ଡ ହେଲା ଆମର ଘଣ୍ଟପଡା। ଘଣ୍ଟପଡା ମୋ ଦେଖିବାକୁ ହେଲେ ନମ୍ବର 1 ରହିବ ଘଣ୍ଟପଡା। ଆଉ ହୁଁ ହୁଁ ଘଣ୍ଟପଡାରେ ଆମର ଯୋଉ ସେଠି ଭଲ ଲାଗେ କାହିଁକିନା ସେ ଆମର ନାଲିଆ ଭାଇ ତାଙ୍କ ପୁଅ ଯୋଉ କ୍ରିଶୁ ଅଛି, ସିଏ ବି ଆସିକି ଆମକୁ ବହୁତ ହେଲ୍ପ କରନ୍ତି। ସିଏ ଆସିକି ଆମ ସାଇଡରେ ଚେୟାର ବସିକି ଖାଲି ପଇସା ଉଡଉଥିବେ କି ଆମକୁ ଏତେ ସପୋର୍ଟ କରନ୍ତି। ସେ ଛୋଟ ପିଲା ଯୋଉ କ୍ରିଶୁ ଆସିକି ସିଏ ବି ଏତେ ସପୋର୍ଟ କରେ, ମତେ ସେଇଟା ଦେଖିବାକୁ ବହୁତ ଭଲ ଲାଗେ। ତ ହୁଁ ଫାର୍ଷ୍ଟ ହେଲା ହୁଁ ଘଣ୍ଟପଡା, ସେକେଣ୍ଡ ହେଲା ଖୈରପାଲି, ଥାର୍ଡ ହେଲା ଆମର ସୋସୋ, ଫୋର୍ଥ ହଁ ହଁ ସୁନ୍ଦରପୁର, ଆଉ କହି ଚାଲିବେ ନାଇଟ୍ ଦେଖିବାକୁ ହେଲେ ଆମର ତରିମୋଡ, ହଁ ଫିଫ୍ଥ ହଁ ହେଲା ଗାଡି, ହଁ ତାପରେ ହଁ ସେଭେନ୍ଥ ହେଲା ଆମର ସବୁଠୁ ଭଲ ନାଇଟ୍ ଟୁର୍ଣ୍ଣାମେଣ୍ଟ ହେଲା ବାଲିକୁଦାରେ। ବହୁତ ଲାଇଟିଂ କରିଥିଲେ, ପିଚ୍ ବି ବହୁତ ମାନେ ପୁରା କ୍ଲାସ ପିଚ୍, ଗ୍ରାଉଣ୍ଡ ବି ଠିକ ଥିଲା, ପବ୍ଲିକ ବି ଭଲ ଥିଲେ। ଭଲ ତାପରେ ହେଲା ଆମର ସାଲେପୁର ଯୋଉ ବାବା ସ୍ପୋର୍ଟସ ସ୍ପନ୍ସର କରିଥିଲା, ସେ ଟୁର୍ଣ୍ଣାମେଣ୍ଟ ବି ବହୁତ ଭଲ ଲାଗିଲା। ମାନେ ଏତେ ଏନ୍ଜୟ କଲି ସେ ଟୁର୍ଣ୍ଣାମେଣ୍ଟ, ଆମେ ହାରିଗଲୁ କିନ୍ତୁ ବହୁତ ମଜା ଲାଗିଲା ସେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ। ରାଇଟ ରାଇଟ ଏତିକି ତ ଭଲ ଟୁର୍ଣ୍ଣାମେଣ୍ଟ ସବୁ ଅଛି, ଓକେ ଆଉ ବାଗଡିଆ ମୁଁ ତ ସବୁବେଳେ ଅଲ ଟାଇମ ଫେଭରେଟ। ଓକେ କିଛିଟା ଟୁର୍ଣ୍ଣାମେଣ୍ଟ ର ନାଁ ନେବି, ବାସ୍ ଗୋଟେ ଲାଇନ ସେ ଟୁର୍ଣ୍ଣାମେଣ୍ଟ ଉପରେ କହିବେ। କମିଟା କପ୍। କମିଟା କପ୍ ମୁଁ ବହୁତ ମାନେ ଯେତେବେଳେ ଫର୍ଷ୍ଟ ରାଉଣ୍ଡ ରେ ହଉଥିଲା, ମୁଁ ସେ ଟୁର୍ଣ୍ଣାମେଣ୍ଟ ଯାଇଥିଲି ଏମଏମସି ତରଫରୁ ଖେଳିବା ପାଇଁ। ସେ ଟୁର୍ଣ୍ଣାମେଣ୍ଟ ସରି ଏମଏମସି ଏଗେନ୍ଷ୍ଟ ଖେଳିବା ପାଇଁ ସେ ଟୁର୍ଣ୍ଣାମେଣ୍ଟ ର ଗୋଟେ କଥା କହିବି, ସେ ବେଶୀ ଏଫର୍ଟ ଲଗାଉଛନ୍ତି ପିଚ୍ ରେ। ଠିକ ଅଛି ମାଟି ଏତେ ଭଲ ନାହିଁ, କିନ୍ତୁ ସେ କୋଉଠୁ ମାଟି କଲେକ୍ଟ କରିକି ଆଣିକି ସେ ଟୁର୍ଣ୍ଣାମେଣ୍ଟ ଟାକୁ ମାନେ ସେ ପିଚ୍ ଟାକୁ ଏତେ ଫ୍ଲାଟ କରୁଛନ୍ତି, ଏତେ ସୁନ୍ଦର କରୁଛନ୍ତି ଦିଲ୍ଲୀପ ହୁଁ ବାହାରେ। ଆଉ ସାର୍ ତାଙ୍କର ସବୁଠୁ ବେଷ୍ଟ ହେଲା ତାଙ୍କର ଖାଇବା ପିଇବା। ଆଗେ ଦେଖିବେ ପ୍ଲେୟାର ମାନେ ଖାଇଛନ୍ତି କି ନାଇଁ କଣ, ତାଙ୍କର ରହିବା ବି ହୁଁ ବହୁତ ଭଲ ଅଛି। ଆଗେ ତାଙ୍କର ଆଇଟମ ସବୁ ମୁଁ ଏ ବର୍ଷ ଏତେ ବାହାଘର ଆଇଟମ କରୁଥିଲେ ବୋଧେ ମୁଁ ନିଜେ ଖାଇପାରିଲିନି ଯେ କଣ ଖାଇବି, ଏତେ ଭଲ ଓକେ ଆରେଞ୍ଜମେଣ୍ଟ କରୁଛନ୍ତି। ଓକେ ଶଙ୍ଖାମିରି ପ୍ରିମିୟର ଲିଗ୍ ଯେ କି ଗୋଟେ ନୂଆ ଫର୍ମାଟ ନେଇକି ଆସିଥିଲା ଓଡିଶା ଟେନିସ କ୍ରିକେଟ କୁ, ଗୋଟେ ନୂଆ ଜିନିଷ ଆମକୁ ଦେଖିବାକୁ ମିଳିଲା, ଆଉ ନୂଆ ଫର୍ମାଟ ରେ ବି ପ୍ଲେୟାର ମାନେ ଖେଳିଲେ। ତ ଶଙ୍ଖାମିରି ପ୍ରିମିୟର ଲିଗ୍ କୁହାଯାଇଥାଏ କି ହୋମ ଅଫ କ୍ରିକେଟ। ସେଠୁ ଯୋଉ ଭ୍ୟୁଜ ଥାଏ ନଦୀ ପାଖରେ ସେ ଗ୍ରାଉଣ୍ଡ, ଆଉ ଯୋଉ ଟାଇପ ର ଗୋଟେ ଗାଁ କଲଚର କୁ ନେଇକି ସେ ଟୁର୍ଣ୍ଣାମେଣ୍ଟ ଗୋଟେ ଫେଷ୍ଟିଭାଲ ଭିତିକା ସେଲିବ୍ରେଟ କରନ୍ତି। ସେ ଟୁର୍ଣ୍ଣାମେଣ୍ଟ ର ଯୋଉ ନୂଆ ରୁଲସ ଥିଲା ସେଟା କେତେ ଆପଣଙ୍କୁ ଇନୋଭେଟିଭ ଲାଗିଲା, ଆଉ ତା ସହିତ ସେ ଟୁର୍ଣ୍ଣାମେଣ୍ଟ ବିଷୟରେ ଆପଣ 2 ଲାଇନ କଣ କହିବାକୁ ଚାହିଁବେ? ଦେଖନ୍ତୁ ଟୁର୍ଣ୍ଣାମେଣ୍ଟ ଯୋଉ ସେମାନେ ରୁଲ କରିଛନ୍ତି ସେଟା ତାଙ୍କ ଟୁର୍ଣ୍ଣାମେଣ୍ଟ, ସେମାନେ ଯୋଉ ଯେକୌଣସି ରୁଲ ଆପ୍ଲାଏ କରିପାରିବେ, ସେଟା ମୁଁ ରେସପେକ୍ଟ କରୁଛି। କିନ୍ତୁ ହୁଁ ହୁଁ ଯୋଉ ପାଞ୍ଚଟା ବଲ ର ଯୋଉ ଓଭର ରଖିଥିଲେ, ସେଇଟା ଟିକେ ମତେ ଟିକେ ଅକୱାର୍ଡ ଲାଗିଲା। କାହିଁକି ନା ଯେତେବେଳେ ଆମେ 3ଟା ବଲ ସଡନ ଡଟ ହେଇଯାଉଛନ୍ତି, ଆମ ହାତରେ ରହୁଛି ଓନ୍ଲି 2 ବଲ୍ସ। ହୁଁ ଯୋଉଟା ହୁଁ ମୁଁ ହୁଁ ନିଜେ ଯେତେବେଳେ ଖେଳେ 6ଟା ବଲ ଯଦି ମୁଁ 3ଟା ବଲ ଡଟ ହେଇଯାଏ, ମୁଁ ମାଇଣ୍ଡ ରେ ଥାଏ କି ହଁ 3ଟା ବଲ ଅଛି, ମୁଁ 2ଟା ବାଉଣ୍ଡ୍ରି କରିପାରିବି। ଯଦି ହୁଁ ଆମେ ହୁଁ ହୁଁ ବାଇଚାନ୍ସ ଆମେ 3ଟା ବଲ ଡଟ ହେଇଯାଉଛନ୍ତି, ତାପରେ ମୋ ମାଇଣ୍ଡରେ ରହୁଛି କି 2ଟା ବଲରେ 2ଟା ବାଉଣ୍ଡ୍ରି ମତେ ମାରିବାକୁ ପଡିବ। ସେଇଟା ହୁଁ ଟିକେ ହୁଁ ଟିକେ ପକଉଛି ମାନେ ଏଥିରେ ମତେ ଯାହା ଲାଗିଲା। ତ ରୁଲ ହୁଁ ହିସାବରେ ହୁଁ ଯଦି ଆପଣ ରୁଲ କରୁଛନ୍ତି ଯୋଉଟା ବି
କରୁଛନ୍ତି ସୁପର ଓଭର କରନ୍ତୁ କି ପାୱାର ଓଭର, ସେଟା ଆପଣଙ୍କ ଉପରେ ଡିପେଣ୍ଡ ଥାଏ। କିନ୍ତୁ ଏଇ ଯୋଉ ଓଭରଟା 6ଟା ବଲ ଥାଉ, ସେଇଟା କ୍ରିକେଟ ହିସାବରେ ରହିବା ଦରକାର। ଓକେ, ବୁରୁମୁଣ୍ଡା କପ୍ ଯୋଉଠି ମାନେ ପ୍ରଥମ ଦିନରୁ ଲୋକ ଆସନ୍ତି ଆଉ ଲାଷ୍ଟ ଦିନ ଯୋଉ ଟିମ୍ ବି ଫାଇନାଲ ଖେଳୁଥିବ ଆଉ ସେଠିକାର କ୍ରାଉଡ ଭିତରେ ଗୋଟେ ଅଲଗା ପ୍ରେସର ଚାଲି ଆସେ ପ୍ଲେୟାର ମାନଙ୍କ ଉପରେ, କାହିଁକିନା ଏତେ କ୍ରାଉଡ ଆସନ୍ତି, ଲୋକମାନେ ଗଛ ଉପରେ ବସିବେ, ଛାତ ଉପରେ ବସିବେ। ତ ଆପଣଙ୍କୁ ଲାଗିଲା କି ଏଇ ସିଜନ ରେ ଯୋଉ ଟାଇପ ର ବୁରୁମୁଣ୍ଡା କପ୍ କୁ ଲୋକମାନେ ଏନ୍ଜୟ କଲେ, ୱାନ୍ ଅଫ ଦ ଫାଇନେଷ୍ଟ ଟୁର୍ଣ୍ଣାମେଣ୍ଟ ରହିବ ସମସ୍ତଙ୍କ ପାଇଁ, ଆଉ ହଁ, ଯୋଉ ବିଗ ବଜେଟ ବି ଥିଲା। ବିଗ ବଜେଟ ନୋ ଡାଉଟ ବୁରୁମୁଣ୍ଡା, କିନ୍ତୁ ସେଠି ଗୋଟେ ପ୍ରୋବ୍ଲେମ ଇଏ ହଉଛି ନା, ବାଉଣ୍ଡ୍ରି ଯେତିକି ରହୁଛି ଏବେ ତା ହିସାବରେ ତାଙ୍କର ଯୋଉ ୱିକେଟ ଟା ଥାଏ, ପିଚ୍ ସେଇଟା ବହୁତ ଲମ୍ବା ଥାଏ। ହୁଁ 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 ମୁଁ ଦେଖିବି, ଯଦି ଆପଣ ଯଦି ବ୍ୟାଟ୍ସମ୍ୟାନ କୁ ଦେଖୁଛନ୍ତି ତ ଆଟଲିଷ୍ଟ ବୋଲର କୁ ତ ଦେଖନ୍ତୁ। ବୋଲର ହୁଁ ଆପଣ ହୁଁ ଯଦି କରିବେ ଗୋଟେ ଛୋଟ ବାଉଣ୍ଡ୍ରି କରିକି, ଯଦି ମୁଁ 35 ୟାର୍ଡ ର ଗୋଟେ ପିଚ୍ କରିଦେବି, ତ ବୋଲର ହଁ ସେଠି ହଁ କଣ କରିବେ? ମୁଁ ତ ଯେତେ ବୋଲର ଅଛନ୍ତି ଆମ ଟିମରେ, ସେ ଦେଖିକି କହିବେ କଣ ଏଠି ପକେଇବ ବଲ। କିନ୍ତୁ ହଁ ଟୁର୍ଣ୍ଣାମେଣ୍ଟ ହଁ ସେଠି ଯୋଉ ପବ୍ଲିକ ଆଉଛନ୍ତି, ବହୁତ ଏତେ କ୍ରାଉଡ ହଉଛନ୍ତି କି ଆପଣ ଠିଆ ହବାର ଜାଗା ବି ମିଳିବନି। ସେଟା ଗୋଟେ ହଁ ସତରେ ବି ବହୁତ ପ୍ରୋବ୍ଲେମ ହୁଏ, ଏମିତି ଠିଆ ହବାକୁ ଜାଗା ବି ମିଳେନି। କିନ୍ତୁ ଲୋକଙ୍କୁ ହଁ ଦେଖିକି ପ୍ଲେୟାର ଭିତରେ ଯୋଉ ଜୋସ୍ ଟା ଆସେ, ସେଟା ଅଲଗା ଲେଭେଲ ର ଥାଏ। କିନ୍ତୁ ଓକେ, ବରମୁଣ୍ଡା ଟିକେ କପ୍ ରେ ଯୋଉ ଆପଣଙ୍କ ଟୁର୍ଣ୍ଣାମେଣ୍ଟ ଆରେଞ୍ଜମେଣ୍ଟ କରିଛନ୍ତି, ବହୁତ ଭଲ ଆରେଞ୍ଜମେଣ୍ଟ କରି, ଆକାଶ ନାଗ ଛେତ୍ରୀ ଗୋଟେ ଆମ ବଡ ଭାଇ ଅଛନ୍ତି, ସେ ବହୁତ ଆମର ମାନେ ବିହେଭିୟର ତାଙ୍କର ବହୁତ ଭଲ, ଆମକୁ ବହୁତ ସପୋର୍ଟ କରନ୍ତି ସେ ଟୁର୍ଣ୍ଣାମେଣ୍ଟ। ଓକେ, ଟିକେ ଆପଣଙ୍କ ଏପଟକୁ ଆସିବା। ସୁନ୍ଦରପୁର ବିଷୟରେ ତ ଆପଣ କହିଲେ, ସେଠି ଗୋଟେ ମେମୋରେବଲ ମ୍ୟାଚ ବି ଆପଣ କହିଲେ, କିନ୍ତୁ ମାର୍କୋଣା ପ୍ରିମିୟର ଲିଗ ଗୋଟେ ଦିନରେ ଦୁଇଟି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହେଇଥିଲା। ଗଞ୍ଜାମରେ ଇମେଜ 11 ଚାମ୍ପିୟନ ହେଲା ଆଉ ମାର୍କୋଣାରେ ଚାମ୍ପିୟନ ହେଲା। ଆଉ ଗୋଟେ ଜିନିଷ ଆମେ ଦେଖିବାକୁ ପାଇଲୁ କି ଇମେଜ 11 ସବୁଦିନ ପାଇଁ ତାର ନିଜର ଯୋଉ ଦର୍ଶକ ମାନେ ଅଛନ୍ତି, ଯାହା ପାଇଁ ଆଜି ଇମେଜ 11 ଏତେ ଉପରେ ଯାଇକି ପହଞ୍ଚିଛି, ତ ସେଇ ଲୋକାଲ ଦର୍ଶକ ବନ୍ଧୁ ମାନଙ୍କ ପାଇଁ ଆପଣଙ୍କର ମେନ୍ ପ୍ଲେୟାର ସମସ୍ତେ ମାର୍କୋଣାରେ ଥିଲେ, ଆଉ ଓନ୍ଲି ବବଲୁ ଦାସ ଆଉ କିଛିଟା ପ୍ଲେୟାରକୁ ନେଇକି ଟିମ୍ ଗଞ୍ଜାମ ବି ପହଞ୍ଚିଥିଲା। ଦିଟା ହ୍ୟାଲୋ, ସାଉଣ୍ଡ ଆସୁଛି? ହଁ ହଁ ସାଉଣ୍ଡ ଆସୁଛି, କହିବେ। ହଁ, ସେଇଠୁ ହ୍ୟାଲୋ, ହଁ ଭଏସ ଆସ। ହଁ, ଆସୁଛି କୁହ। ଓକେ, ମୁଁ ଏମପିଏଲ ମାର୍କୋଣା ପ୍ରିମିୟର ଲିଗ କଣ କହିବାକୁ ଚାହିଁବେ? ଟିପୁ ସୁଲତାନ, କେତେ ମଜା ଲାଗେ ମାର୍କୋଣା ପ୍ରିମିୟର ଲିଗ ଖେଳିକି? ଦେଖନ୍ତୁ, ଯୋଉ ଏରିଆର ପିଲା ଥିବ, ସେ ତାଙ୍କ ଏରିଆ ଲୋକାଲ ଏରିଆ ତାଙ୍କୁ ଖେଳିବାକୁ ବହୁତ ଭଲ ଲାଗେ। ଇଭେନ ତାଙ୍କୁ ଜୋସ୍ ବି ଲାଗେ, କାହିଁକିନା ହୁଁ ତାଙ୍କ ରିଲେଟିଭ ବି ଆସିପାରନ୍ତି, ତାଙ୍କର ଫ୍ୟାମିଲି ମେମ୍ବର ଇଭେନ ଆସିପାରନ୍ତି ଦେଖିବା ପାଇଁ। ତ ତାଙ୍କର ଜୋସ୍ ସେଠି ଅଲଗା ଥାଏ। ଯେହେତୁ ଆମେ ସେ ଲୋକାଲ ଏରିଆରେ ଅଛୁ, ଇମେଜ 11, ତ ହୁଁ ଆମକୁ ହୁଁ ସେଠି ଜିତିବାର ମାନେ ନିହାତି ଦରକାର ଥିଲା। ସେଥିପାଇଁ ହୁଁ ହୁଁ ଆମର ଯୋଉ ମେନ୍ ପ୍ଲେୟାର ସେଠି ଥିଲେ। ମେନ୍ ପ୍ଲେୟାର କଣ, ଆମ ଯଦି ମୁଁ ନିଜେ ଦେଖେ, ଆମର ମେନ୍ ପ୍ଲେୟାର ହେଲା ବବଲୁ ଦାସ। ଆମେ ତାକୁ ସେ ଧର କହିବାକୁ ଗଲେ ଟ୍ରମ୍ପ କାର୍ଡ, ତାକୁ ଆମେ ହଁ 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 ପଠେଇଥିଲୁ ଗଞ୍ଜାମ, କାହିଁକିନା ସେ କିଛି ନା କିଛି କରିଦବ। ସେ ଯାହା ହେଲା ସେଟା କରିକି ଦେଖେଇଲା ବି ସେ। ହୁଁ ସେଟା ବି ହୁଁ ଗୋଟେ ହୁଁ ମେମୋରେବଲ ଦିନ ରହିଲା କି ଆମ ଗୋଟେ ଜାଗାରେ ଆମେ ଦିଟା ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ ହେଲୁ, ଗୋଟେ ମାର୍କୋଣାରେ, ଗୋଟେ ଗଞ୍ଜାମରେ। ଆଉ ମତେ ହଁ ନିଜକୁ ହଁ ଫିଲ୍ ହେଲା କି ମତେ ବି ଗଞ୍ଜାମ ନେକ୍ସଟ ଟାଇମ ଯିବାର ଥିଲା ଫାଇନାଲଟାରେ, କିନା ସେଇଠି ଯୋଉ ଲୋକ ଅଛନ୍ତି ବହୁତ ଡିମାଣ୍ଡ କରୁଥିଲେ କି ଆମର ମେଣ୍ଡିସ୍ ଆସୁ, ଦୀପ ଭାଇ ଆସନ୍ତୁ, ଲାଡେନ ଆସନ୍ତୁ। ଯେହେତୁ ହୁଁ 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 ଆମେ ଯାଇପାରିଲୁନୁ ଆମ ଲୋକାଲ ଟୁର୍ଣ୍ଣାମେଣ୍ଟ ପାଇଁ, ସେଥିପାଇଁ ବହୁତ ବହୁତ ମାନେ ସରି କହିବି ତାଙ୍କ ଟୁର୍ଣ୍ଣାମେଣ୍ଟ ଅର୍ଗାନାଇଜର ବାଲାକୁ। କିନ୍ତୁ ବହୁତ ନେକ୍ସଟ ବହୁତ ଇୟର ବହୁତ ଯଦି ଟୁର୍ଣ୍ଣାମେଣ୍ଟ ସୁନ୍ଦର, ହବ, ଆମେ ସେଠି ସିଓର ଯିବୁ ଭାଇ। ବହୁତ ସୁନ୍ଦର ଅର୍ଗାନାଇଜ କରିଥିଲେ ଗଞ୍ଜାମ କପ୍ ନାଁରେ, ଆଉ ବହୁତ ଭଲ କ୍ରାଉଡ ବି ସେଠିକି ଆସିଥିଲେ। ତ ଆଉ ଗୋଟେ ଦିଟା ଟୁର୍ଣ୍ଣାମେଣ୍ଟ ନେବି। ଗୋଟେ ଯେତେବେଳେ ଆମର ଖରା ସିଜିନ ଆସିଲା, ସେତେବେଳେ କୁରୁନିଆ ରେମୁଣା କପ୍ ହେଇଥିଲା ଆମର ବାଲେଶ୍ଵରରେ। ସେ ଟୁର୍ଣ୍ଣାମେଣ୍ଟ ବିଷୟରେ କଣ କହିବାକୁ ଚାହିଁବେ? କେମିତି ଲାଗିଲା ସେ ଟୁର୍ଣ୍ଣାମେଣ୍ଟରେ ଖେଳିକି ଆପଣଙ୍କୁ? ଫାଷ୍ଟ ଅଫ ଅଲ ଓଡିଶାର ବାଲେଶ୍ଵର ଯଦି ଚିହ୍ନା ହୁଏ ତ ନାଇଟ ମ୍ୟାଚରେ ତାଙ୍କର, ମୁଁ ଯେତେ 12, 13, 14 କଥା କହୁଛୁ, ସେତେବେଳେ ନାଇଟ୍ ମ୍ୟାଚ୍ ହଉଥିଲା ବାଲେଶ୍ଵରରେ। ବହୁତ ବଡ ବାଉଣ୍ଡ୍ରି ଥାଏ। ସେତେବେଳେ ହୁଁ ମୁଁ ହୁଁ ବଲର ଖେଳୁଥିଲି। ସେତେବେଳେ ମାନେ ଟୁର୍ଣ୍ଣାମେଣ୍ଟ ର ହାଇ ବଜେଟ ବି ଏତେ ନଥାଏ, ନର୍ମାଲ ଟୁର୍ଣ୍ଣାମେଣ୍ଟ। ଆଉ ବହୁତ ଟାଇମ ଟେକିଂ ଥାଏ, ଦିନ 12ଟା ବି ହେଇଯାଏ। କିନ୍ତୁ ଏ ବର୍ଷ ଯୋଉ ବାଲେଶ୍ଵର ମାନେ ଯୋଉ ରେମୁଣାରେ ଯୋଉ ଇମ୍ପ୍ରୁଭ ହେଇଛି, ଫାଷ୍ଟ ଅଲ ଓଡିଶା ଯୋଉ ଟୁର୍ଣ୍ଣାମେଣ୍ଟ ଟା କରିଲେ,
ମାନେ ମତେ ହୁଁ ବହୁତ ଭଲ ଲାଗିଲା। ବାଲେଶ୍ୱରରେ ନିଜେ ମାନେ ଆମେ ଭଦ୍ରକରେ ହେଇକି ଆମ ଘର ପାଖ ବାଲେଶ୍ୱର 70 କିଲୋମିଟର, ଆମେ ସେଠି ଟୁର୍ଣ୍ଣାମେଣ୍ଟ ହଉନେଇ ବୋଲି ଆମେ ସେଠି ଯାଉନି ଖେଳିବା ପାଇଁ। ତ ସେଇ ହଁ ଟୁର୍ଣ୍ଣାମେଣ୍ଟ ଟା ହଁ ହେଲା ବୋଲି ମତେ ଭଲ ଲାଗିଲା। ତା ପୂର୍ବରୁ ଗୋଟେ ଟୁର୍ଣ୍ଣାମେଣ୍ଟ ହେଇଥିଲା ପ୍ରିମିୟର ଲିଗ, ଗୋଟେ ଇଶାନୀ କପ୍ ଗୋଟେ ହଉଥିଲା। ସେଟା ବି ବହୁତ ଭଲ ହଁ ହଁ ଲାଗିଲା ଖେଳିବା ପାଇଁ, କାହିଁକିନା ସେଠି ଟାଇମିଂ ରେ ପୁରା 10ଟା ବେଳେ ଟାଇମିଂ ରେ ଖେଳ ଷ୍ଟାର୍ଟ ହଉଥିଲା। ସେଟା ବି ମତେ ବହୁତ ଭଲ ଲାଗିଲା। ତାପରେ ଏ ବର୍ଷ କିଛି ସେ କରିଲେନି କିଛି ପ୍ରୋବ୍ଲେମ ପାଇଁ, କିନ୍ତୁ ମୁଁ ଚାହୁଁଛି କି ବାଲେଶ୍ୱରରେ ବି ବହୁତ ଭଲ ଭଲ ଗ୍ରାଉଣ୍ଡ ଅଛି। ଆପଣ ଟିକେ ବଜେଟ ଇଏ କରିକି ଟୁର୍ଣ୍ଣାମେଣ୍ଟ ଟା କରନ୍ତୁ, ମାନେ ଆପଣ ହୁଁ ଟିକେ ହୁଁ ହାଇଲାଇଟ କୁ ଆସନ୍ତୁ। ଓକେ। ଆଉ ଦିଟା ଟୁର୍ଣ୍ଣାମେଣ୍ଟ ମୋ ମାଇଣ୍ଡରେ ଆସୁଛି, ସବୁ ଟୁର୍ଣ୍ଣାମେଣ୍ଟ ବିଷୟରେ ପଚାରୁ ପଚାରୁ ଟାଇମ ବି ବହୁତ ଇଏ ହେଇଯିବ। କଂସମୁଣ୍ଡା ଟୁର୍ଣ୍ଣାମେଣ୍ଟ ଗୋଟେ ଫ୍ୟାନ୍ସି ଟୁର୍ଣ୍ଣାମେଣ୍ଟ, ଆଉ ହେଭି କ୍ରାଉଡ ବି ଆସନ୍ତି। ତାଲଚେରର ଗୋଟେ, ଯେମିତି ଆମେ ଘଣ୍ଟପଡା ବିଷୟରେ କହୁଛେ ସେମିତି କଂସମୁଣ୍ଡା ବିଷୟରେ ବି କହିବାକୁ ପଡିବ, କାହିଁକିନା ହସ୍ପିଟାଲିଟି ବି ଭଲ ଥାଏ ସେଠି। ମୁଁ ବା କହୁଛି, ମୁଁ ଏ ବର୍ଷ ଏତେ ଭଲ ଭଲ ଟୁର୍ଣ୍ଣାମେଣ୍ଟ ଖେଳୁଛି। ଏଠି ଲୋକ ଦେଖନ୍ତୁ କେତେ ଟୁର୍ଣ୍ଣାମେଣ୍ଟ ର ନାଁ ଲେଖୁଛନ୍ତି। ମୁଁ ସବୁ ଟୁର୍ଣ୍ଣାମେଣ୍ଟ ଖେଳିଛି। ଆ ମାନେ ନୁହଁ ଭାଇ ମୁଁ 4ଟା 5ଟା ଟୁର୍ଣ୍ଣାମେଣ୍ଟ ର ନାଁ କହିଛି ତା ମାନେ ହୁଁ ନୁହଁ ତମ ଟୁର୍ଣ୍ଣାମେଣ୍ଟ ଖରାପ ଅଛି। ଦେଖ ଏତେ ଭଲ ଟୁର୍ଣ୍ଣାମେଣ୍ଟ ହେଇଛି, ମୁଁ କଂସମୁଣ୍ଡା ନାଁ ଭୁଲି ଯାଇଛି। ହୁଁ 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 କଂସମୁଣ୍ଡା ବି ଏତେ ଭଲ ଟୁର୍ଣ୍ଣାମେଣ୍ଟ, ଆମେ ସବୁ ବର୍ଷ ଫାଇନାଲ ଯାଉଛୁ। ସେ ଟୁର୍ଣ୍ଣାମେଣ୍ଟ ହଁ କଥା ହଁ କଣ କହୁଛୁ, ସେଠି ହସ୍ପିଟାଲିଟି ବହୁତ ଭଲ। ତା ମାନେ ନୁହଁ କି ମୋର ନାଁ ନେଇ ନାହିଁ ମାନେ ସେ ଭଲ ଟୁର୍ଣ୍ଣାମେଣ୍ଟ ନୁହଁ। ଟୁର୍ଣ୍ଣାମେଣ୍ଟ ସବୁଠୁ ଏ କ୍ଲାସ ଅଛି। ଓକେ। ମାନେ ଆଉ ଜଣେ ଭାଇ ଲେଖୁଛନ୍ତି ତରିମୁଲ ବିଷୟରେ, ତରିମୁଲ ବିଷୟରେ ଟିପୁ ଭାଇ ଦି ପଦ କିଛି କହିଦିଅନ୍ତୁ ପ୍ଲିଜ। ତରିମୁର ତ ମୁଁ କହିଲି ମାନେ ନାଇଟ ଟୁର୍ଣ୍ଣାମେଣ୍ଟ ସବୁଠୁ ନମ୍ବର 1 ଟୁର୍ଣ୍ଣାମେଣ୍ଟ ରହିବ ତରିମୁର, କାହିଁକିନା ତାଙ୍କର ଯୋଉ ଏଫର୍ଟ ଆଉ ଟାଇମ ବି ବହୁତ ଭଲ ଟାଇମିଂ ରେ ଖେଳ ଷ୍ଟାର୍ଟ ହୁଏ। ଆଉ ଯୋଉ ସଜାବାଜ ସେଠି ହୁଏ, ମାନେ କହିବାକୁ ହେଲେ ଗୋଟେ A1 ଗ୍ଲାମରିୟସ୍ ଟୁର୍ଣ୍ଣାମେଣ୍ଟ ସେଟା। ଓକେ। ଦେନ୍ ବହୁତ ସୁନ୍ଦର ଭାବରେ ଆଜି ଆପଣ ଆମ ଶୋରେ ପ୍ରତ୍ୟେକ କ୍ୱେଶ୍ଚିନ ର ଆନ୍ସର ଦେଇ ଚାଲିଛନ୍ତି। ଆଉ ଫଟାଫଟ ଗୋଟେ ରାପିଡ ଫାୟାର ରାଉଣ୍ଡ ଆମେ ଖେଳିବା। ଦିଟା ସିମିଲର ପ୍ଲେୟାରଙ୍କ ନାଁ ନେବି, ଆପଣଙ୍କୁ ଗୋଟେ ପ୍ଲେୟାର ଚୁଜ କରିବାର ଅଛି। ତ ଟିପୁ ସୁଲତାନ, ଅସଲମ ଖାନ, କିରଣ ଖାନ। ଦେଖନ୍ତୁ ମୁଁ ଫାଷ୍ଟ ମୋର ଗୋଟେ ଭ୍ୟୁ ଦେବି ରାପିଡ ଫାୟାର ଖେଳିବା ଆଗରୁ। ମୁଁ କୌଣସି ପ୍ଲେୟାର କୁ କାହାକୁ ଜଜ୍ କରେନି। ଏଇଟା ଆପଣ ପଚାରୁଛନ୍ତି ବୋଲି ମୁଁ କହିଦେବି, କିନ୍ତୁ ମୁଁ କୌଣସି ପ୍ଲେୟାର କୁ କାହା ସହିତ ଜଜ୍ କରେନି, କାହିଁକିନା ସେ ତା ହଁ ହଁ ଫିଲ୍ଡରେ ଭଲ ଅଛି, ସେ ତା ଫିଲ୍ଡରେ ଭଲ ଅଛି। ଅସଲମ ଖାନ ଏଜ ଓପନର ବହୁତ ଭଲ ଅଛନ୍ତି। ଆଉ କିରଣ ଖାନ ଯୋଉ ସେ ମିଡିଲ ଅର୍ଡର ବି ଖେଳେ, ଫିନିଶ ବି ଖେଳେ, ଆଉ ଓପନିଂ ବି ଖେଳିପାରେ। ତ କିଛି ନା କିଛି ଟାଇମ ରେ ମାନେ କିରଣ ଖାନ ବି ତାଙ୍କଠୁ ପ୍ଲେୟାର ବେଟର ହେଇପାରିବ। ପ୍ଲେୟାର ହଁ ଭଲ ହଁ ହଁ ପ୍ଲେୟାର ହେଇପାରିବ, ଫିଲ୍ଡର ବି ବହୁତ ଭଲ ହେଇପାରିବ। କିନ୍ତୁ ଯଦି ଆପଣ କହୁଛନ୍ତି, ତାର ଗୋଟେ ମୁଁ ନିଜ ଭ୍ୟୁ ଟା ଦେବି ୟା ବିଷୟରେ, ତ ହଁ ଅସଲମ ଖାନ ହଁ ଆଉ ହଁ ଯଦି କିରଣ ଖାନ କଥା କହିବେ, ମୁଁ ଏକ୍ସପିରିଏନ୍ସ ମତେ ବହୁତ ଭଲ ଲାଗେ, ଆଉ ଡିପେଣ୍ଡେବୁଲ ପ୍ଲେୟାର ବହୁତ ଭଲ ଲାଗେ ଅସଲମ ଖାନ। ଓକେ। ରାକେଶ ସାହୁ, ବିଶ୍ୱଜିତ ପ୍ରଧାନ। ବିଶ୍ୱଜିତ ପ୍ରଧାନ, କାଉ କାଉ କମାଣ୍ଡୋ ଷ୍ଟ୍ରାଇକ୍ ବୋଲର ରାକେଶ ସାହୁ। ରାକେଶ ସାହୁ। ଦେନ୍ ଲୁଲୁ ସ୍ୱାଇଁ, ବିଜ୍ଞ ପ୍ରସାଦ ସାହୁ କଣ୍ଟିଆ। କଣ୍ଟିଆ। ଶ୍ରୀନିବାସ ପ୍ରଧାନ, ଉତ୍କଳ କେଶରୀ ରାଉତ। ସେ ଦି ଜଣ ତ ମୋ ଫେଭରେଟ। ସେ ବହୁତ ଭଲ ଭଲ ଇନିଂସ ବି ଖେଳିଛନ୍ତି, କିନ୍ତୁ ମୋର ଫେଭରେଟ ଯଦି ହେଲା ତାହେଲେ ଉତ୍କଳ କେଶରୀ ରାଉତ। ଓକେ। ଚୁଇଁ କାଳିଆ, ରାକେଶ ଜେନା। ରାକେଶ ଜେନା ତ ମାନେ ଏ ବର୍ଷ ବହୁତ ଭଲ ଖେଳିଛି। ବହୁତ ମାନେ ତା ଗତ ବର୍ଷ ବି ସେ ନମ୍ବର 1 ବ୍ୟାଟର ଥିଲା। ବହୁତ ମାନେ ହୁଁ ହୁଁ କେପାବିଲିଟି କାପାସିଟି ବହୁତ ଭଲ ଅଛି, ଇମ୍ପ୍ରୁଭ ବି କରିପାରିବ। କିନ୍ତୁ ଯୋଉ ଇନିଂସ ସବୁ ଖେଳିଛି ଚୁଇ କାଳିଆ ଆଉ ଟୁର୍ଣ୍ଣାମେଣ୍ଟ ମୋ ଆଖି ସାମ୍ନାରେ ବହୁତ ଭଲ ଖେଳିଛି। ତ ଏଇଖିଣା ରାକେଶ ସାହୁ ଜାଗାରେ ଚୁଇଁ କାଳିଆ ହିଁ ମତେ ବେଟର ହବ। ତା ଲେବୁଲ କୁ ଆସିବାକୁ ଟିକେ ଟାଇମ ଲାଗିବ ରାକେଶ ଜେନାକୁ। ଓକେ। ଲାଡେନ ମାଣିକ ଚାନ୍ଦ। ମାଣିକ ଚାନ୍ଦ ତ ମାନେ ଦେଖିବାକୁ ହେଲେ ବହୁତ ଭଲ ଏନର୍ଜେଟିକ ପ୍ଲେୟାର। ଆଉ କଥା କଣ କହିବି, କିନ୍ତୁ ମତେ ଯଦି ପର୍ସନାଲି ବହୁତ ମାନେ ଲାଗେ ଇଫେକ୍ଟିଭ ଲାଗେ, ତାହେଲେ ହେଲା ଲାଡେନ। ସେ ଜୋସରେ ଯୋଉ ଟୁର୍ଣ୍ଣାମେଣ୍ଟ ସବୁ ହାରିଆ ମ୍ୟାଚ ଜିତେଇ ଦବ, ସେଟା ମୁଁ ମାଣିକ ଚାନ୍ଦ ଭାଇ ଏତେ ଦେଖି ନାହିଁ, କିନ୍ତୁ ଲାଡେନ ହବ ମୋ ଚଏସ। ଓକେ। ବିଶ୍ୱରଞ୍ଜନ ସାହୁ ଆଣ୍ଡ ଇମରାନ ଖାନ। ଦେଖ ଏଇଟା ତ ଆପଣ କହିଛନ୍ତି, କିନ୍ତୁ ବିଶ୍ୱରଞ୍ଜନ ସାହୁ ହେଲା ସେ ଏଇ ଜେନେରେସନ ର ବହୁତ ଭଲ ପ୍ଲେୟାର, ନୋ ଡାଉଟ। ହୁଁ କିନ୍ତୁ ଇମରାନ ଖାନ ଯୋଉ ତାର ନେମ ଆଉ ତା ବେଶ ଟା ବନେଇଛି 2010 ରୁ 2011 ରୁ, ତାକୁ କମ୍ପେୟାର କରିବାକୁ ହେଲେ ଚିନୁକୁ ମତେ ଏଟଲିଷ୍ଟ ଲାଗୁଛି ଆହୁରି ଆହୁରି ମାନେ 10 ଇୟର୍ସ ଭଳିଆ ଲାଗିଯିବ। ହୁଁ 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 ଓକେ ଚିନୁକୁ ଆସିବାକୁ ହେଲେ 4-5 ବର୍ଷ। ଇମରାନ ଭାଇ ହେଲେନି 16 ବର୍ଷର ପ୍ଲେୟାର। ତ ଓକେ ମୋ ଏବେ ହିସାବରେ ଇମରାନ ଖାନ। ଓକେ। ଦେନ୍ ନେକ୍ସଟ ୱାନ, ଚିନ୍ମୟ ପରିଡା ନନ୍ଦ ଆଣ୍ଡ ଡିଜିଟାଲ ରାଜୁ।
डिजिटल राजू चिन्मय नंद डिजिटल राजू नो डाउट डिसिप्लिन दी जण बहुत भलो अछन डिसिप्लिन प्लेयर कूल काम प्लेयर बहुत भलो अछंदी किंतु ହୁଁ। नंद भाई रो पर्सनल जति भलो जानची जति भलो माने इन सब देखिची नंद भाई रो बहुत आगुरु मो हिसाब रे नंद भाई मोर चॉइस छोटू आकाश जगत राम भोई। दी जण तो पूरा क्लास प्लेयर କିନ୍ତୁ ମୋ ଚଏସ ରେ ବହୁତ ଭଲ ଏନର୍ଜେଟିକ ପ୍ଲେयर ଥାଏ ସେ ହେଲା ଜଗତ ରାମ ଭୋଇ ओके बबलू दास गुरुदीपन जेना। ଦି ଜଣ ବହୁତ ଭଲ ବ୍ୟାଟର ୱିକେଟ କିପର ବ୍ୟାଟର ବହୁତ ଭଲ ଅଛନ୍ତି କିନ୍ତୁ ବବଲୁ ଦାସ ଯେତିକି ଇନିଂସ ଅଛନ୍ତି ଦେଖିଛି ମୁଁ ଗୁରୁଦୀପନ ଭାଇର ସେତିକି ଏପର୍ଯ୍ୟନ୍ତ ମୁଁ ଦେଖିନାହିଁ କିନ୍ତୁ ବହୁତ ଦି ଜଣ ବହୁତ ଭଲ ଅଛନ୍ତି କିନ୍ତୁ କନଫ୍ୟୁଜ ଅଛି କିନ୍ତୁ ମୋର ସବୁଠୁ ଫେଭରେଟ ହବ ବବଲୁ ଦାସ परेश सामल रंजीत महंत पिलाडू। ଅ, ପରେଶ ରାୱଲ ତ ଏ ବର୍ଷର ବହୁତ ଭଲ ପ୍ଲେୟାର ଅଛି କିନ୍ତୁ ପିଲାଡୁ ମୋର ସବୁବେଳେ ଅଲ ଟାଇମ ଫେଭରେଟ ତା ଉପରେ ମୋର ବହୁତ କନଫିଡେନ୍ସ ଥାଏ ମୁଁ ଜାଣିଛି କି ଗୋଟେ ଓଭର 10 ରନ ଅଛି ତୁ ହିଁ ଅଟକେଇ ପାରିବୁ ତ ମୁଁ ସବୁବେଳେ ଫେସ୍ କରେ ପିଲାଡୁକୁ ସେ ବହୁତ ବହୁତ ପୁରୁଣା ପ୍ଲେୟାର ବି ପରେଶ ରାୱଲ ବି ବହୁତ ଭଲ ପ୍ଲେୟାର ନୋ ଡାଉଟ ସେ ଏ ବର୍ଷର ବହୁତ 2-3 ବର୍ଷ ହେଲା ବହୁତ ଭଲ ପରଫର୍ମାନ୍ସ ଦେଇଛି କିନ୍ତୁ ମୋ ଚଏସ ହିସାବରେ ଯିବ ମୁଁ ଯିବି ଯଦି ପିଲାଡୁ ओके लास्ट वन सोहेल खान वर्सेस एमडी समीर। एमडी सोहेल एमडी समीर तो बहुत टूर्नामेंट एमती बाहर କରିଛି ମୁଁ ବି ଦେଖିଛି କିନ୍ତୁ सोहेल ପାଖରେ ଯୋଉ ଭେରିଏସନ୍स ଅଛି ସେଟା ଏମଡି ସमीर ପାଖରେ ନାହିଁ सोहेल ଖାନ ବାହାରକୁ ବି କରିପାରିବ ଭିତରକୁ ବି କରିପାରିବ ଷ୍ଟେଟର ଅଛି ତା ପାଖରେ କିନ୍ତୁ ସमीର ପାଖରେ ଓନ୍ଲି ଅଫ କଟର ଅଛି ଆଉ ଷ୍ଟେଟର ବଲ୍ ଅଛି ତ ୟା ଏଥିରେ ଯଦି ଟିକେ ମାନେ ଭଲ ଥିବ ତାହେଲା सोहेल ଖାନ ओके एबे आपनको विषय रे आउ 4-5टा क्वेश्चन पचारिबी आपनको फेवरेट एक्टर किए रहिचंदी। ମୋ ଫେଭରେଟ ଆକ୍ଟର ଶାହରୁଖ ଖାନ ଅଛନ୍ତି ବହୁତ ଭଲ ଲାଗେ ସାନ ବେଳୁ ଦେଖି ଦେଖି ଏବିଡି ओके फेवरेट मूवी शाहरुख खान करो गुटे। ओम शांति ओम ओम शांति ओम। गोटे फेवरेट सॉन्ग जदि आपण बारंबार से गीत को सुनी आछंती। ମୁଁ ସେ ଗୀତଟା ଶୁଣେ ଓମ ଶାନ୍ତି ଓମର ଗୋଟେ ଭଲ ଗୀତ ଅଛି ଆंखों में तेरी अजब सी अदाएं फेवरेट क्या बात है। ओके क्रिकेट फील्ड रे आपनको बेस्ट पार्टनर किए। ବେଷ୍ଟ ପାର୍ଟନର ହେଲେ ମୋର ମୋ ନିଜର ଯଦି ମୁଁ ସେୟାର କରେ ଗୋଟେ ହେଲା ଆଶିକ ଭାଇ ଆଉ ଗୋଟେ ହେଲା ବବଲୁ ଦାସ ଏ ଦି ଜଣ ସହିତ ମୁଁ କଥା ହଉଥିବି ମଜାମସ୍ତି କରୁଥିବି ओके ओके फिटनेस विषय रे आपण कहले आपनको लाइफ रो सुपर हीरो किए आपण काहाकू देखुचंदी सुपर हीरो भाव रे। ମୋ ଲାଇଫ ର ସୁପର ହିରୋ ଦେଖିବାକୁ ହେଲେ ମୋ ନିଜର ପ୍ୟାରେଣ୍ଟସ ମୋ ବାପା ମୋ ମମି ବି ମାନେ ସେ ଦି ଜଣ ହିଁ ମତେ ବଡ କରିଛନ୍ତି ଛୋଟରୁ ମତେ ପଢେଇଲେ ମତେ ବଡ କଲେ ତ ମୋର ତ ହୁଁ ରିଅଲ ହୁଁ ଲାଇଫ ସୁପର ହିରୋ ମୋ ପ୍ୟାରେଣ୍ଟସ ହିଁ ହେଲେ ନା ସେମାନେ ମତେ ସପୋର୍ଟ କରୁଛନ୍ତି ଆଜି ଯୋଉଠି ବି ଅଛି ତାଙ୍କ ପାଇଁ ଅଛି ସେମାନେ ହୁଁ ଯେତେ ହୁଁ ମତେ ବଡ କଲେ ଆଉ ଯେତିକି ପଇସା ବି ମୁଁ ଏବେ ଟାଇମରେ ଇନକମ କରୁଛି ସବୁ ତାଙ୍କର ହିଁ ଅଛି ତ ओके ମୋର ସୁପର ହିରୋ ମୋ ଫାଦର ତ ଆପଣଙ୍କ ଫ୍ୟାମିଲି ସପୋର୍ଟ କେମିତି ରହିଛି କ୍ରିକେଟ କୁ ନେଇକି ମମି ପାପା କି ଘରେ ଆଉ ଯିଏ ବି ଅଛନ୍ତି କେତେ ସପୋର୍ଟ ମିଳେ ଘର ତରଫରୁ। ମୋ ଘରେ ଯେତିକି ଅଛନ୍ତି ସବୁ ମତେ ବହୁତ ସପୋର୍ଟ କରୁଛନ୍ତି ମୋ ମମି ବାପା ମୋ ସାନ ଭାଇ ଭଉଣୀ ମାନେ ମୋ ସାନ ଭାଇ ଭଉଣୀ ମାନେ ଯୋଉଠି ଯାଆନ୍ତି ସେମାନେ ତାଙ୍କୁ କହିଦେବେ ଟିପୁ ସୁଲତାନ ଭଉଣୀ କି ତାଙ୍କୁ ନିଜକୁ ବହୁତ ଭଲ ଲାଗିବ କି ସେମାନେ ନିଜେ ଆସିକି ମତେ କୁହନ୍ତି କି ଭାଇ ତମର କିଏ ଗୋଟେ ଫ୍ୟାନ ଦେଖା ହେଇଥିଲା ସେ କହିଲା ତମ ଭଉଣୀ କି ମତେ ଭଲ ରେସପେକ୍ଟ ଦେଲା ଇଏ ଦେଲା ସେଥିପାଇଁ ଆମକୁ ମତେ ବହୁତ ସପୋର୍ଟ କରୁଛନ୍ତି ଆଉ ମମି ମୋର ନିଜେ ମୁଁ ଶୋଇଥିବି ମତେ ଉଠେଇବେ ଯାହା ଟାଇମ ହେଇଗଲାନି ଲେଟ୍ ହେଇଯିବୁ ଗାଧେଇ ଫାଧେଇ ଖାଇ ପିଇ ଦେଇକି ଆଗେ ଯା ବାପା ତ ମତେ କିଛି ହୁଁ ହୁଁ କୁହନ୍ତିନି ମୁଁ ଯେତିକି ମାନେ ବହୁତ ସପୋର୍ଟ କରୁଛନ୍ତି କିନ୍ତୁ ବାପାର ମୋର ଏତେ କଥାବାର୍ତ୍ତା ନାହିଁ କିନ୍ତୁ ତାଙ୍କ ମନରେ ମୋ ପ୍ରତି ବହୁତ ରେସପେକ୍ଟ ଅଛି ମୁଁ ଜାଣିପାରେ ସେଟା ମାଙ୍କ ହାତ ରନ୍ଧା ରୋଷେଇ ସବୁ ପୁଅ ମାନଙ୍କୁ ସୁଆଦିଆ ଲାଗିଥାଏ ଆପଣଙ୍କ ମା ଏମିତି କଣ ବନାନ୍ତି ଯୋଉଥିପାଇଁ ଆପଣ ପାଗଳ। ମୋ ମମି ସବୁଠୁ ଭଲ ରାନ୍ଧନ୍ତି ସେଟା ହେଲା ଚିକେନ ଆଉ ମାଛ ସେ ମାଛ ମତେ ବହୁତ ଭଲ ଫ୍ରାଏ କରିକି ଦିଅନ୍ତି ଆଉ ଚିକେନ ବି ମତେ ବହୁତ ଭଲ ଲାଗେ ମୁଁ ଯେତେବେଳେ ଘରକୁ ଯାଏ ଯେତେବେଳେ ବି ଟାଇମ ମିଳେ ଘରକୁ ଯାଏ ସେତେବେଳେ ମମି କୁହେ ମୁଁ ଚିକେନ ଟା ବନାଅ ନହେଲେ ମାଛ ଟା ବନାଅ ଆମେ ଖାଇବା। ତ ମମିଙ୍କ ହାତ ରନ୍ଧା ରୋଷେଇ ତ ଆମେ ସବୁ ମାନେ ଗତ ଦୁଇଥର ଯେବେ ବି ଆପଣ ଆସିଛନ୍ତି ଆମ ସୋକୁ ଆମେ ପଚାରିଛେ କିନ୍ତୁ ଏବେ ଆଉ ଜଣେ ଗୋଟେ ନୂଆ ବ୍ୟକ୍ତି ଯେତେବେଳେ ଆପଣଙ୍କ ଫ୍ୟାମିଲିରେ ଯୋଡି ହେଇଛନ୍ତି ଏବେ ତାଙ୍କ ହାତ ରନ୍ଧା ରୋଷେଇ କେମିତି ଲାଗୁଛି ଇଭେନ ଭାଉଜଙ୍କ କଥା ମୁଁ ପଚାରୁଛି କେମିତି କଣ ନିଜ
ଲାଇଫ କଟୁଛି ଆପଣଙ୍କ ଯୋଡି ସବୁଦିନ ପାଇଁ ଖୁସିରେ ରହୁ ଏଟା ତ ଆମେ ଚାହିଁବୁ, କିନ୍ତୁ ଆପଣ ଟିକେ ଜଣେଇବେ ନିଜ ଲାଇଫ ବିଷୟରେ। ହଁ ମୁଁ ଯେତେ ଯେବେଠୁ ତା ସହିତ ଯୋଡି ହେଇଛି ମୁଁ ଭଗବାନ ଦୟାରୁ ବହୁତ ବହୁତ ଖୁସିରେ ଅଛି। ଆଉ ତା ଯୋଗୁ ମୋର ଏଇ ସିଜିନ ବି ବହୁତ ଭଲ ଯାଇଛି। ଆଉ ସେ ମୋର ସବୁଠୁ ଭଲ ପାର୍ଟନର ଅଛି। ଆଉ ମତେ ସବୁଠୁ ମାନେ ସବୁଥିରେ ସେ ମତେ ପୁଶ କରେ କି ନା ତମେ କରିପାରିବ। ସେ ମତେ ନିଜେ କହିଲା କହିଲା ତମ ଫିଟନେସ ବହୁତ ଖରାପ ହବ ଏଇଲାନି, ତମେ ଜିମ୍ ଯାଅ। ଆଉ ତମେ ଯେତେ ତମର ଭଲ ଫିଟନେସ ରହିବ ତମେ ଆଗକୁ ପୁଶ କରିପାରିବ। ତାପରେ ମତେ ହୁଁ ସେ ହୁଁ ନୂଆ ନୂଆ ଖାଇବାକୁ ହେଲେ ଆସିକି ଯେତେବେଳେ ଷ୍ଟାର୍ଟ କଲି, ଚିକେନ ମଟନ ମାଛ ସବୁ ଏତେ ଭଲ ରାନ୍ଧିକି ଦଉଛି। ମତେ ବହୁତ ଭଲ ଲାଗୁଛି, ବହୁତ ଖୁସିରେ ଅଛି। ମାନେ ଫାଇନାଲି ଯଦି କହିବି ମୁଁ ବହୁତ ଖୁସିରେ ଅଛି ଏବେ। ଓକେ, ତ ସେକେଣ୍ଡ ଇନିଂସ ବହୁତ ଭଲ ଭାବରେ ଚାଲିଛି ଆପଣଙ୍କର। ଓକେ, ଦେନ୍ ସବୁ କୋଶ୍ଚିନ୍ ତ ଆମେ ଆପଣଙ୍କ ସାମ୍ନାରେ ରଖିଲୁ, କିନ୍ତୁ ଯେହେତୁ ଇମେଜ 11 ଟିମ୍ ଆପଣଙ୍କ ଫ୍ୟାନ ବେସ୍ ସବୁଠାରୁ ଅଲଗା, ସବୁଠାରୁ ଜୁଦା, ତ ଟିପୁ ସୁଲତାନଙ୍କର ଜବରା ଫ୍ୟାନ କିଏ ରହିଛନ୍ତି? ଆପଣଙ୍କୁ ବହୁତ ସାରା ଫ୍ୟାନ୍ସ ମେସେଜ କରୁଥିବେ, କିନ୍ତୁ ଆପଣ ବି ଆପଣଙ୍କର ଗୋଟେ ଫ୍ୟାନ ସର୍କଲ ଭିତରେ ଟପ୍ ଫ୍ୟାନ ବନେଇଥିବେ। ଦୁଇ ଚାରି ଜଣ ଫ୍ୟାନ୍ସଙ୍କ ନାଁ ନେବେ ଯିଏ ଆପଣଙ୍କୁ ମାନେ ଖରାପ ସମୟରେ ବି ସପୋର୍ଟ କରି ଆସିଛନ୍ତି। ଫ୍ୟାନ୍ ଦେଖିବାକୁ ଗଲେ ମୋର ବହୁତ ଫ୍ୟାନ୍ ଅଛନ୍ତି। ମୁଁ ତାଙ୍କର ନାଁ ବି ଜାଣିନି, କିନ୍ତୁ ମୁଁ ଜାଣିଛି ସେମାନେ ମୋର ଫ୍ୟାନ୍ ଅଛନ୍ତି। ତାଙ୍କ ମେସେଜ ବି ଆସେ, ମୁଁ ଭୁଲିଯାଏ କିନ୍ତୁ ମୁଁ ତାଙ୍କ ମେସେଜ ସବୁବେଳେ ରିପ୍ଲାଏ ଟା ଦେବି। ଫାଷ୍ଟ ଦିଟା ହୁଁ ହୁଁ ହେଲେ ସେ ହେଲେ ଆମର ଭଦ୍ରକ ବନ୍ଦର ଗୋଟେ ସରୋଜ ଆଉ ବିକାଶ, ସେ ଦି ଜଣ ଟୁର୍ଣ୍ଣାମେଣ୍ଟ ସରିବ କି ନା ଆମକୁ ଫୋନ କରିଦେଇଥିବେ। ଟୁର୍ଣ୍ଣାମେଣ୍ଟ ଯଦି କିଛି ଝଗଡା ହେଇଗଲା ଆମକୁ ଫୋନ କରିଦେବେ, ଭାଇ ତମକୁ କିଏ କଣ କିଛି କହିଲା ଆମକୁ କୁହ, ହୁଁ ଇଏ ହୁଁ କୁହ। ଆମକୁ ବହୁତ ସପୋର୍ଟ କରୁଛନ୍ତି, ବହୁତ ଲୋୟାଲ ଫ୍ୟାନ୍ ଅଛନ୍ତି। ମୁଁ ଦେଖିଲି 3-4 ବର୍ଷ ହେଇଗଲାଣି ସେ ଆମ ସହିତ ଯୋଡିକି ଅଛନ୍ତି। ଇଭିନ୍ ମୁଁ ତାଙ୍କ ନମ୍ବର ବି ସେଭ୍ କରିକି ରଖିଛି। ଆଉ ଆମର ଓକେ, କଟକର ଆୟାନ ସବୁ ଅଛନ୍ତି, ବହୁତ ପିଲା ଅଛନ୍ତି, ଫ୍ୟାନ୍ସ ଅଛନ୍ତି। ଆର୍ଏନ ପଣ୍ଡାଙ୍କ ଉପରେ କୋଶ୍ଚିନ୍ କରିବାକୁ କହୁଛନ୍ତି। ଆର୍ଏନ ପଣ୍ଡାଙ୍କ ଆଗାମୀ ଫ୍ୟୁଚର ଆପଣ କେମିତି କଣ ଦେଖୁଛନ୍ତି? ଜଣେ ୟଙ୍ଗ ପ୍ଲେୟାର ରହିଛନ୍ତି, ଅଲରାଉଣ୍ଡର, ମାନେ ବୋଲିଂ ବି କରିନଉଛନ୍ତି, ଲେଫ୍ଟି ବ୍ୟାଟିଂ। ଇମେଜ 11 ପାଇଁ କେତେ ଇମ୍ପୋର୍ଟାଣ୍ଟ ପ୍ଲେୟାର ଆଗାମୀ ସମୟରେ ଆର୍ଏନ ପଣ୍ଡା? ଫାଷ୍ଟ ଅଫ୍ ଅଲ୍ ଆର ପଣ୍ଡାକୁ ମୁଁ ଦେଖିଥିଲି ବାଲେଶ୍ୱର ସାଇଡ ରେ, ସରି ବାସୁଦେବପୁର ସାଇଡ ରେ। ସେଠି ଗୋଟେ ଟୁର୍ଣ୍ଣାମେଣ୍ଟ ହୁଏ, ବେଶୀ ସିଧା ବଲ ଖେଳ ହୁଏ। ହୁଁ ସେମାନେ ହୁଁ କଣ ହୁଁ ନା ସେପଟେ ଟୁର୍ଣ୍ଣାମେଣ୍ଟ, କଟକ ଟୁର୍ଣ୍ଣାମେଣ୍ଟ ମାନେ ନା ନା କି ବରାବର ହଉଛି ସେଠି ଖେଳ। ଖାଲି ହୁଁ ସିଧା ହୁଁ ବଲ ହୁଁ ହଉଛି, ସେ ବି ସିଧା ବଲ ଖେଳି ଚାଲୁଥିଲା। ତାକୁ ଯେତେବେଳେ ଆମେ ଦେଖିଲୁ, ମୁଁ ବି ଦେଖିଲି ତାର ସର୍ଟ ସିଲେକ୍ସନ ବହୁତ ଭଲ ଅଛି, ବହୁତ ପାୱାର ବି ବହୁତ ଜେନେରେଟ କରୁଛି, ବୋଲିଂ ବି କରିପାରୁଛି, ଫିଲ୍ଡିଂ ବି ବହୁତ ଭଲ ଅଛି। ତ ରାଜୁ ଭାଇ କହିଲା କି ଆମ ଏଗେନଷ୍ଟ ସେ ମ୍ୟାଚ ବି ବହୁତ ଭଲ ଖେଳିଛି, ସୁହାନୀର ଖେଳୁଥିଲା। ତାପରେ ଆମେ କହିଲୁ ଯେ ଆମ ଭଦ୍ରକ ଏରିଆର ପିଲା ଅଛି, ଆମେ ତାକୁ ଟିକେ କିଛି ମ୍ୟାଚ ଖେଳେଇବା ସାଙ୍ଗରେ। ସେ ବହୁତ ଭଲ ପରଫମାନ୍ସ ବି ଦେଖେଇଛି ଭଦ୍ରକରେ। ସେପଟେ ଆହୁରି ହୁଁ ବହୁତ ହୁଁ ଭଲ ହୁଁ ଅଛନ୍ତି, ତାପସ ପଲ୍ଲେଇ ଅଛି।